ସମସ୍ତେ ଖାଇଲେ କେବଳ କି କଣ ତରକାରୀ ଖାଇଲେ? ଏପଟେ ସାଇଡ କିଛି କହୁନାହାନ୍ତି, ଖାଇନାହାନ୍ତି ନା କଣ? ଖାଇଲେ କି ତରକାରୀ ଖାଇଲେ? ଚିକେନ ତରକାରୀ ଖାଇଲେ? ମତେ ଖାଲି କଲରା ଭଜା ଦେଲେ। ହଁ, ଭଲରେ ଖାଇଲେ ନା? ଠିକ ଅଛି। ଏବେ ଏଇଟା ଲାଷ୍ଟ ସେକ୍ସନ, ମୁଁ ବେଶୀ କହିବି ନାହିଁ, କିନ୍ତୁ ଅଳ୍ପ ସମୟ କିନ୍ତୁ ବେଶୀ ଗୁରୁତ୍ୱପୂର୍ଣ୍ଣ ବିଷୟ ଶୁଣିବା। ତ ସେମ୍ ବାକ୍ୟକୁ ନେଇକି ମୁଁ କହିବି। ମାଥିଉ 19 ପର୍ବରେ ଗୋଟେ ଯୁବକ ଯୀଶୁଙ୍କ ପାଖକୁ ଯାଉଛି, ଆଉ ଯୀଶୁଙ୍କୁ ସେ କେତେଟା ପ୍ରଶ୍ନ ପଚାରୁଛି, ଆଉ ସେ ପ୍ରଶ୍ନର ଉତ୍ତରକୁ ଯୀଶୁ କେମିତି ଦଉଛନ୍ତି ସେ ବିଷୟରେ ଲେଖା ହେଇଛି। ତ ପ୍ରଥମେ 19 ପର୍ବର ଯଦି ଆପଣ ଦେଖିବେ 16 ପଦ, 16 ପଦରେ କଣ ଲେଖା ହେଇଛି? ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ତ ବର୍ତ୍ତମାନ ଏ କୋଶ୍ଚିନ୍ ଯାହାକି ଏ ଯୀଶୁକୁ ପଚାରୁଛନ୍ତି, ଏ ପୃଥିବୀରେ କେତେ ଲୋକମାନେ ଏ ବିଷୟକୁ ଭାବୁଥିବେ, ଚିନ୍ତା କରନ୍ତୁ। ତ ଏଇଟା ଗୋଟେ ପ୍ରଶ୍ନ, କଣ ଏତେ ମୂଲ୍ୟବାନ ପ୍ରଶ୍ନ ନାହିଁ କି, ଲାଗୁନି କି? ସେଇ ସମୟରେ ଅନେକ ଲୋକମାନେ ଯୀଶୁଙ୍କ ପାଖକୁ ଯାଉଥିଲେ, ବିଭିନ୍ନ ପ୍ରକାର ସମସ୍ୟାକୁ ନେଇକି ଯୀଶୁଙ୍କ ପାଖକୁ ଯାଉଥିଲେ। କାହାର ଦେହର ସମସ୍ୟା, କାହାର ସ୍ୱାମୀର ସମସ୍ୟା, ସ୍ତ୍ରୀର ସମସ୍ୟା, ପିଲାମାନଙ୍କର ସମସ୍ୟା, ରୋଗର ସମସ୍ୟା, ଅନେକ ଗୁଡ଼ିଏ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇକି ଯୀଶୁଙ୍କ ପାଖକୁ ଯାଉଥିଲେ। ତ ସେଇ ଭିତରେ ଇଏ ଗୋଟେ ଯୁବକ ଯୀଶୁଙ୍କୁ ଯାଇକି ପଚାରୁଛି, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି କହି। ତାର ଅର୍ଥ ସ୍ୱର୍ଗକୁ ଯିବା ପାଇଁ କଣ କରିବା ଦରକାର, ଇଏ ପଚାରୁଛି ଯୀଶୁ, ନା ନାଇଁ? ତ ଯୀଶୁ ଆକୁ କଣ ଉତ୍ତର ଦଉଛନ୍ତି? ଯୀଶୁ ଆକୁ କହୁଛନ୍ତି, ତମେ ସବୁ ବ୍ୟବସ୍ଥା ଆଜ୍ଞା ସବୁ ମାନ। ତ ଯେତେବେଳେ ଯୀଶୁ ପଚାରୁଛନ୍ତି, ତାକୁ କହୁଛନ୍ତି ତମେ ସବୁ ଆଜ୍ଞା ଯାକ ମାନ। ତ ସେଇ ସମୟରେ ଇଏ ଯୁବକ, ଇଏ ଲୋକ ଯୀଶୁଙ୍କୁ କଣ ଉତ୍ତର ଦଉଛି? ମୁଁ ଏଇଟା ସବୁ ପିଲା ଦିନର ମାନି ସାରିଛି କହୁଛି। ଏଇଟା ମୁଁ ଛୁଆ ବେଳୁ ମୁଁ ସବୁ ମାନି ସାରିଛି। ଆଉ କଣ ଅଣା ଅଛି ମତେ କରିବା ପାଇଁ କୁହନ୍ତୁ ବୋଲି ଯୀଶୁଙ୍କୁ ସେ ପଚାରୁଛି। ତ ଯୀଶୁ ଯେତେବେଳେ ଶୁଣୁଛନ୍ତି, ଯୀଶୁ ତାକୁ ଆଉ ଗୋଟେ ବିଷୟ କହୁଛନ୍ତି, ଠିକ ଅଛି, ତୁ ଯଦି ମୁଁ କହିବା ବିଷୟ ସବୁ ମାନିଛୁ କରିଛୁ କହୁଛୁ, ତାହେଲେ ତୋର ଗୋଟେ ଗୁଣ ଅଛି। କଣ? ତୋର ଯେତିକି ସମ୍ପତ୍ତି ଅଛି ସବୁ ତୁ ବିକିଦେ, ଆଉ ତୁ ଦରିଦ୍ର ଲୋକକୁ ଦାନ କରିଦେଇକି ମୋ ପଛରେ ଆସେ, ତହିଁରେ ମୁଁ ତତେ ସ୍ୱର୍ଗର ଧନ ଦେବି ବୋଲି ଯୀଶୁ କହିଲେ। ତ ଯେତେବେଳେ ଲୋକ ଶୁଣୁଛି ଯୀଶୁଙ୍କର ଏ କଥା, ଖୁସି ହଉଛି ନା ଦୁଃଖ କରୁଛି? ସେ ଖୁସି ହେଇ ପାରୁନାହିଁ, ସେ ବହୁତ ଦୁଃଖ କରୁଛି। ଆଉ ଯୀଶୁକୁ ଛାଡିକି ଚାଲି ଯାଉଛି, ଲେଖା ହେଇଛି। ଏଇଟା କାହାଣୀର ସାରାଂଶ। ତା ପାଖରେ କଣ ଥିଲା ଲେଖା ହେଇଛି? ତା ପାଖରେ ବହୁତ ସମ୍ପତ୍ତି ଥିଲା ବୋଲି ଲେଖା ହେଇଛି, ନା ନାଇଁ? ତ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ସାମ୍ନାରେ ଏ ଯୋଉ ପ୍ରଶ୍ନ ନେଇକି ଯାଇଛି ଯେ ଅନନ୍ତ ଜୀବନ ପାଇବା ପାଇଁ ମୁଁ କୋଉ ସତ୍କର୍ମ କରିବି, ତ ପ୍ରଥମ ଜିନିଷ ଏଇ ଜାଗାରେ ଯୀଶୁକୁ ସେ ଯୋଉ ପ୍ରଶ୍ନ ପଚାରୁଛି, ଉତ୍ତର ପାଇବା ପୂର୍ବରୁ ପ୍ରଥମେ ଆମେ ଉତ୍ତରକୁ ଖୋଜିଲା ପାଇବା ପୂର୍ବରୁ ପ୍ରଥମେ ଆମେ ଚିନ୍ତା କରିବା ଯେ ଏ ଲୋକର ମୁଖରୁ ଯୋଉ ପ୍ରଶ୍ନ ବାହାରିଲା ଯୀଶୁଙ୍କ ଆଡକୁ, ଏ ପ୍ରଶ୍ନ ଠିକ ନା ଭୁଲ? ତ ଆପଣ ବାଇବଲ ଟିକେ ଦେଖନ୍ତୁ, ସେ କଣ ବୋଲି ପଚାରୁଛି ଯୀଶୁଙ୍କୁ? ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ଠିକ ଅଛି। ଆଚ୍ଛା, ଅନନ୍ତ ଜୀବନ ପାଇବା ପାଇଁ ମନୁଷ୍ୟକୁ ସତ୍କର୍ମ କରିବା ଦରକାର କି? ମୁଁ ସମସ୍ତଙ୍କୁ ପଚାରିବାକୁ ଚାହୁଁଛି, ଅନନ୍ତ ଜୀବନ କାହା ପାଖରେ ଅଛି? ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଅନନ୍ତ ଜୀବନ। ସେଥିପାଇଁ ଯୀଶୁ କହିଲେ, ଯିଏ ମତେ ବିଶ୍ୱାସ କରିବ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ତାର ଯୀଶୁ ଖ୍ରୀଷ୍ଟ ଅନନ୍ତ ଜୀବନ ନାହିଁ। ଏ ଯୁବକ ପଚାରୁଛି, ମୁଁ କଣ ସତ୍କର୍ମ କଲେ ମୁଁ ଅନନ୍ତ ଜୀବନ ପାଇବି? ଆକୁ କିଏ କହିଲା
ଯେ ଅନନ୍ତ ଜୀବନ ପାଇବା ପାଇଁ ସତ୍କର୍ମ କରିବା ଦରକାର କହିକି ଆକୁ ପ୍ରଥମେ କିଏ ଶିଖେଇଛି? ତ ଯେତେ ଯୀଶୁ ଶୁଣୁଛନ୍ତି ୟାର ପ୍ରଶ୍ନ ସତ୍କର୍ମ କରିବା ବିଷୟକୁ ନେଇକି, ସେ ନିଜେ ପ୍ରଶ୍ନ କରୁଛି। ସେ ପ୍ରଶ୍ନର ଅଧାର ଉତ୍ତର ସେ ନିଜେ ତିଆରି କରି ଦଉଛି। କଣ ବୋଲି? ଅନନ୍ତ ଜୀବନ ପାଇବା ପାଇଁ ମୁଁ କୋଉ ସତ୍କର୍ମ କରିବି? ତ ୟାର ହୃଦୟ ଭିତରେ ୟାର ଯୋଉ ବୁଝାମଣା ଅଛି ଯେ ଅନନ୍ତ ଜୀବନ ପାଇବା ପାଇଁ ସତ୍କର୍ମ କରିବା ଦରକାର, ଏ ବୁଝାମଣା ଠିକ ଥିଲା ନା ଭୁଲ ଥିଲା? ସମ୍ପୂର୍ଣ୍ଣ ଭୁଲ ଥିଲା। ତେଣୁକରି ଯୀଶୁ ଆକୁ କଣ ଉତ୍ତର ଦଉଛନ୍ତି ଦେଖନ୍ତୁ। ଯୀଶୁ ତାଙ୍କୁ କହିଲେ, କଣ ବୋଲି କହିଲେ? ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, ସତ୍ କେବଳ ଜଣେ। କିଏ ସେ? ଇଏ କହୁଛି କଣ ବୋଲି? ମୁଁ କୋଉ ସତ୍କର୍ମ କରିବି? ମତେ ଯୀଶୁ କହିଲେ ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର ତେବେ ଆଜ୍ଞା ସବୁ ପାଳନ କର। ଯୀଶୁ କହୁଛନ୍ତି ଆଗ ସତ୍ କେବଳ ଜଣେ। କିଏ ସେ? ପରମେଶ୍ୱର। ଯଦି ସତ୍ କେବଳ ଜଣେ ପରମେଶ୍ୱର, ତାହେଲେ ଇଏ ଯୋଉ ଲୋକ, ଇଏ କଣ ପରମେଶ୍ୱରଙ୍କର ସମାନ କି? ନାଇଁ। ଯଦି ୟା ପାଖରେ ଗୋଟେ ଚିନ୍ତା ଅଛି ଯେ ମୁଁ ସତ୍କର୍ମ କରିପାରିବା ପାଇଁ ସକ୍ଷମ, ସେଥିପାଇଁ ସେ ପଚାରୁଛି ଅନନ୍ତ ଜୀବନ ପାଇବା ପାଇଁ ମୁଁ କୋଉ ସତ୍କର୍ମ କରିବି? ତ ସତ୍କର୍ମ କରିବା ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ হবে। ସତ୍କର୍ମ କରିବା ଦ୍ୱାରା ଅନନ୍ତ ଜୀବନ ପାଇବାଟା ଏଟା କନଫର୍ମ କି? ଏଟା ସ୍ପଷ୍ଟ କି? ଯୀଶୁ କହିଥାନ୍ତେ ହଁ ଏ ସତ୍କର୍ମ କରେ କହି, ଯୀଶୁ ତାକୁ କହିବା ପାଇଁ ଆରମ୍ଭ କରୁଛନ୍ତି ସତ୍ ବିଷୟରେ ତୁ ମତେ କାହିଁ ପଚାରୁ? ସତ୍ କେବଳ ଜଣେ। ତାର ଅର୍ଥ ସତ୍ କେବଳ ଯଦି ଜଣେ, ତୁ ହଉଛୁ ମିଥ୍ୟାବାଦୀ। ତାର ଅନ୍ୟ ଅର୍ଥ। ଆଚ୍ଛା, ଯୀଶୁ କହିଲେ ଠିକ ଅଛି, ତୁ ତ ସତ୍କର୍ମକାରୀ ବୋଲି ଭାବୁଛୁ। ଯଦି ଜୀବନକୁ ଯିବାକୁ ଚାହୁଁ ତାହେଲେ ଠିକ ଅଛି, ତୁ ସବୁ ଆଜ୍ଞା ପାଳନ କରେ। କି କି ପ୍ରକାର ଆଜ୍ଞା? ସେ କହୁଛନ୍ତି, ସେ ପଚାରୁଛି କି କି ପ୍ରକାର ଆଜ୍ଞା? ନର ହତ୍ୟା କରନାହିଁ, ବ୍ୟଭିଚାର କରନାହିଁ, ଚୋରି କରନାହିଁ, ମିଥ୍ୟାବାଦ ସମାଧାନ ଇତ୍ୟାଦି ସବୁ ସେ ଯୀଶୁ କହିଲେ ନା ଏମିତି କରେ କହିକି। ତ ଯେତେବେଳେ ଯୀଶୁ କହୁଛନ୍ତି ତାକୁ ଏଇ ପ୍ରକାର କରେ ବୋଲି, ସେ ଯୁବକର ଉତ୍ତର କଣ? 20 ପଦରେ ସେହି ଯୁବକ ତାହାକୁ କହିଲେ ଏହି ସମସ୍ତ ମୁଁ, ଇଂଲିଶରେ ଲେଖା ହେଇଛି, ଏଠି ଲେଖା ହେଇନି ଓଡ଼ିଆରେ, ଇଂଲିଶରେ ପିଲାଦିନରୁ ୟୁଥ ସମୟରୁ, ମାନେ ମୁଁ ଏଇ ଯାକ ସବୁ ଯାହା କହିଲ ତମେ ମାନିବା ପାଇଁ ମୁଁ ସବୁ ମାନି ସାରିଛି। ଆଉ କଣ ନା ଅଛି କୁହ? ତ ମୁଁ କହିବାକୁ ଚାହୁଁ, ଯଦି ସମସ୍ତ ବିଷୟ ପିଲାଦିନରୁ ମାନିଛି, ଠିକ ଅଛି, ଯୀଶୁ ଏ ବିଷୟ ଦ୍ୱାରା ଶୁଣିକି ତାକୁ କଣ ବୋଲି କହୁଛନ୍ତି? ତୋର ଆଉ ଗୋଟେ ଉଣା ଅଛି, ତୋର ଆଉ ଗୋଟେ ବିଷୟ କରିବା ପାଇଁ ଉଣା ଅଛି। କଣ କରିବା ପାଇଁ ଉଣା ଅଛି କହିଲେ? ତୋର ସବୁ ସମ୍ପତ୍ତିକୁ ତୁ ବିକି ଦେ କହିଲେ ନା ନାଇଁ? ତ ଯେତେବେଳେ ଯୀଶୁ କହିଲେ ତୋର ସବୁ ସମ୍ପତ୍ତିକୁ ବିକି ଦେ, ଇଏ ଶୁଣିକି କଣ ପାଇଁ ହଁ କହିପାରିଲା ନାହିଁ? କିଛି ସମୟ ପୂର୍ବରୁ ସେ କହୁଛି ମୁଁ ଯୀଶୁ ଆପଣ ପାଇଁ, ପ୍ରଭୁଙ୍କ ପାଇଁ ସମସ୍ତ ପିଲାଦିନରୁ ସବୁ ମୁଁ ଆଜ୍ଞା ମାନିଛି। ଯଦି ଇଏ ସବୁ ପିଲାଦିନରୁ ମାନିଛି ଆଜ୍ଞା, ବର୍ତ୍ତମାନ ଯୀଶୁଙ୍କ ସାମ୍ନାରେ, ଏବେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସାମ୍ନାରେ ତୁ ଏଇ ପ୍ରକାର କରେ, ସେଟା ମାନିଲା କି ସେ ହଁ ବୋଲି କହୁଛି କି? ନାଇଁ ନା। କାହିଁକି ସେ ମାନି ପାରୁନାହିଁ? କାରଣ ବର୍ତ୍ତମାନ ତାର ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ ଯୀଶୁ ହେଇପାରିଲେ ନାହିଁ ନା। ଏବେ ବର୍ତ୍ତମାନ ଯୁବକ ସାମ୍ନାରେ, ଏ ଲୋକ ସାମ୍ନାରେ ଦିଟା ବିଷୟ ଚୁଜ କରିବା, ଦିଟା ଭିତରେ ଗୋଟେ ବାଛିବାକୁ ପଡିବ। ଗୋଟେ ବଡ ଯୀଶୁ ଅଛନ୍ତି, ଗୋଟେ ବଡ ସମ୍ପତ୍ତି ତାର ଅଛି। ଯେତେ ଯୀଶୁଙ୍କ ଠାରୁ ଶୁଣୁଛି ସବୁ ସମ୍ପତ୍ତିକୁ ବିକିକି ଦରିଦ୍ରକୁ ଦେବା ପାଇଁ ଯୀଶୁ କହୁଛନ୍ତି, ତାପରେ ୟାର ରିଆକ୍ସନ କଣ ହେଲା? ଇଏ କଣ କହୁଛି 22 ପଦରେ? କିନ୍ତୁ ଏ କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲା, କାରଣ ତାଙ୍କର ଖାଲି ସମ୍ପତ୍ତି ଥିଲା ଲେଖା ହେଇଛି ନା ବହୁତ ସମ୍ପତ୍ତି ଥିଲା ଲେଖା ହେଇଛି? ଭାଇ ଭଉଣୀଙ୍କୁ ମୁଁ ପଚାରା ଚାହୁଁଛି, ଏ ସମ୍ପତ୍ତିକୁ ଏ ଛାଡିବା ପାଇଁ ଚାହିଁଲା କି? ୟାର ଦୃଷ୍ଟିରୁ ଯୀଶୁ ଖ୍ରୀଷ୍ଟ ଆଉ ସମ୍ପତ୍ତି ଭିତରେ, ୟାର ଦୃଷ୍ଟିରେ, ୟାର ବୁଝାମଣାରେ କୋଉଟା ଅଧିକ ମୂଲ୍ୟବାନ ଲାଗିଲା?
ଯଦି ୟାକୁ ଯୀଶୁ ଖ୍ରୀଷ୍ଟ ଯଦି ସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ ଲାଗିଥାନ୍ତା ତାହେଲେ ସମ୍ପତ୍ତିକୁ ଛାଡ଼ିକି ଯୀଶୁ ପଛେ ଯାଇଥାନ୍ତା ସେ, ହଁ ନା ନାଇଁ? ମାତ୍ର ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ଆଉ ତାର ସମ୍ପତ୍ତି ଭିତରେ ଯୋଉଟା ମଧ୍ୟ ଗୋଟେକୁ ବାଛିବାର ଥିଲା ତାକୁ, ଆଉ ସେ କଣ ବାଛୁଛି? ଅତ୍ୟନ୍ତ ଦୁଃଖିତ ହେଇଗଲା ସେ। ତାର ସମ୍ପତ୍ତିକୁ ଛାଡ଼ିଦେ ବୋଲି ଶୁଣୁଛି ସେ, ବେଶୀ ଦୁଃଖ କରୁଛି ସେ। ମାନେ ତାର ଦୁଃଖ ଯୋଉ କରୁଛି ସମ୍ପତ୍ତିକୁ ଛାଡ଼ି ପାରିବିନି କହିକି, ଅପର ପକ୍ଷରେ ତାର ମନରେ କଷ୍ଟ ଅଛି କି ମୁଁ ଯୀଶୁଙ୍କୁ ଛାଡ଼ିକି ଯିବାଟା କେତେ ଭୟଙ୍କର ସମସ୍ୟା ମୋ ପାଇଁ। ଭାଇ ଭଉଣୀକୁ କହିବାକୁ ଚାହୁଁଛି ଏ ସମ୍ପତ୍ତି ତାର ଦୃଷ୍ଟିରେ ବହୁତ ଦାମିକିଆ ଲାଗୁଛି, ତାର ବୁଝାମଣାରେ, ତାର ଦୃଷ୍ଟିରେ, ତାର ଇଚ୍ଛାରେ ତାର ସମ୍ପତ୍ତି ବେଶୀ ମୂଲ୍ୟବାନ ଲାଗୁଛି ନା ନାଇଁ? ମତେ ସେ ପ୍ରକୃତ ସମ୍ପତ୍ତି ର ଛବି କଣ? ୟାର ନଜରରେ ସେ ସମ୍ପତ୍ତି ଭଲ ଲାଗୁଛି, ମତେ ସମ୍ପତ୍ତି ପ୍ରକୃତରେ ଆକୁ କଣ ଦଉଛି ଜାଣିଛନ୍ତି? ଯୋଉ ସମ୍ପତ୍ତି ପାଇଁ ଇଏ ଯୀଶୁଙ୍କୁ ଛାଡୁଛି ସେ ସମ୍ପତ୍ତି ଆକୁ ଯୀଶୁଙ୍କୁ ଛଡେଇକି ନେଇ ଯାଉଛି, ହଁ ନା ନାଇଁ? କାହିଁକି ଯୀଶୁ କହିଲେ ଯେ ସମ୍ପତ୍ତିକୁ ତୁ ଦେଇଦେ କହିକି? କାରଣ ଏ ସମ୍ପତ୍ତିକୁ ଧରିକି କେବେ ଯୀଶୁଙ୍କୁ ଶୁଣି ପାରିବ ନାହିଁ। ଆମେନ୍। ମୁଁ ଆଜି କହିବାକୁ ଚାହୁଁଛି ଇଏ ଦୁଃଖିତ ହେଲା ବେଶୀ, ସମ୍ପତ୍ତିକୁ ଛାଡି ପାରୁନାହିଁ। କାହିଁକି? ତାର ଦୃଷ୍ଟିରେ ସେ ସମ୍ପତ୍ତି ବହୁତ ଦରକାର, ଆବଶ୍ୟକ ତାକୁ ନା, ହଁ ନା ନାଇଁ? ଏବେ ପିଲା ଦିନର ମାନିଛି କହୁଛି ସେ, ମୁଁ ସବୁ ମାନିଛି କହୁଛି। ଯୀଶୁ ତାର ସମସ୍ତ ଆତ୍ମିକ ଜୀବନର ମୂଳଟାକୁ ଏବେ ହଲେଇ ଦେଲେ। ତାର ଆତ୍ମିକ ଜୀବନର ମୂଳ ଦୁଆକୁ ବର୍ତ୍ତମାନ ସ୍ପର୍ଶ କଲେ। କଣ ହେଇଗଲା? ସବୁ ତାର ଆତ୍ମିକ ଜୀବନ ଭାଙ୍ଗିକି ଚୁରମାର ହେଇଗଲା କି ନାହିଁ? କଣ ଲାଭ? ପିଲା ଦିନରୁ ସେ ଆଜ୍ଞା ମାନିଛି, ଏବେ ଯୀଶୁଙ୍କର କଥା ଶୁଣି ପାରୁନି ନା। ସେ କହିପାରିବ ମୁଁ ସବୁ ମାନିଛି ପିଲା ଦିନରୁ, କିନ୍ତୁ ଏବେ କାହିଁକି ସେ ଯୀଶୁଙ୍କ ଠାରୁ ଶୁଣିକି ଦୁଃଖ କରୁଛି, ଆଉ ଯୀଶୁଙ୍କ ଠାରୁ ଛାଡିକି ଚାଲି ଯାଉଛି। ଭାଇ ଭଉଣୀକୁ କହିବାକୁ ଚାହୁଁଛି ଏଇ ଯୋଉ ସମ୍ପତ୍ତି ତା ପାଇଁ ବେଶୀ ମୂଲ୍ୟବାନ ଦେଖାଯାଉଛି, ଏ ସମ୍ପତ୍ତି ପାଇଁ ବର୍ତ୍ତମାନ ଯୀଶୁଙ୍କୁ ସେ ଯୀଶୁଙ୍କ ଠାରୁ ବିଚ୍ଛିନ୍ନ ହେଇଯାଉଛି। ଆମେନ୍। ସତରେ କି ନାହିଁ? ତ ସ୍ପଷ୍ଟ ଭାବରେ ଯଦି ସେ ଲୋକ ଏ ସମ୍ପତ୍ତି ଭିତରେ କଣ ଅଛି ଜାଣିନାହିଁ, ଠକି ହେଇଗଲା ନା। ସେ ସମ୍ପତ୍ତି ଯଦି ଆମ ପାଖରେ ମଧ୍ୟ ଥିବ ଆମେ ବି ସେମ୍ କାମ କରିବା, କରିବେ କି ନାହିଁ? ସେ ଲୋକ ଯଦି ଯୀଶୁଙ୍କୁ ଛାଡିକି ସମ୍ପତ୍ତିକୁ ଭଲ ପାଇଲା, ଆମେ ସେ ଲୋକଠାରୁ ଅଲଗା ହେଇପାରିବା କି? ମୁଁ ଆଜି ସେ ସମ୍ପତ୍ତି ଭିତରେ କଣ ଅଛି ପୁରା ଫିଟେଇକି ଦେଖିବାକୁ ଚାହୁଁଛି ଆପଣଙ୍କୁ, ହେଲା? ଭାଇ ଭଉଣୀକୁ ମୁଁ କହିବାକୁ ଚାହୁଁଛି ଏଇଟା ଗୋଟେ ଇଭେଣ୍ଟ ନାହିଁ, ଏଇଟା ଗୋଟେ ଫେଷ୍ଟିଭାଲ ନାହିଁ, ଏଇଟା ଭୋଜି ନାହିଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ମିଟିଂ। ଏଇଟା କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି? ମୃତ୍ୟୁ ଆଉ ଜୀବନର ଟପିକରେ ପ୍ରଭୁ ଆମ ସହିତ କଥା ହଉଛନ୍ତି। ଏ ଦୁନିଆରେ ସବୁ ଜିନିଷ ମଣିଷର ଗ୍ୟାରେଣ୍ଟି ଦେଇପାରିବ, କିନ୍ତୁ ମୃତ୍ୟୁକୁ ନେଇକି ମଣିଷ କେବେ ଗ୍ୟାରେଣ୍ଟି ଦେଇପାରିବ ନାହିଁ। ସେ ପିଲାମାନେ ହୁଅନ୍ତୁ, କି ବୁଢା ଲୋକ ହୁଅନ୍ତୁ, କି ଯବାନ ଲୋକ ହୁଅନ୍ତୁ, ଯେ କିଏ ବି ହଉ, ସେଥିପାଇଁ ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ଇଏ ଗଭୀର ଚିନ୍ତା କରିବା କଥା। ଇଏ ମୁଁ କହିବାକୁ ଚାହୁଁଛି କେତେ ଭାଗ ଯୀଶୁକୁ ଜାଣିଥିଲା ସେ? ଯୀଶୁ କିଏ ବୋଲି ଭାବୁଥିଲା ସେ? ସେ କହୁଛି ଯୀଶୁ ଖ୍ରୀଷ୍ଟଙ୍କୁ ଅନନ୍ତ ଜୀବନ ହେବା ପାଇଁ, ପାଇବା ପାଇଁ ମୁଁ କୋଉ ସତ୍କର୍ମ କରିବି? ଲୋକମାନେ ମଣ୍ଡଳୀକୁ ଯାଉଛନ୍ତି ଯୀଶୁକୁ ପୂଜା କରିବା ପାଇଁ, ପାଟିରୁ ଯୀଶୁ କହୁଛନ୍ତି, କିନ୍ତୁ ହୃଦୟରେ କଣ ଚିନ୍ତା ଧରୁଛନ୍ତି? ମତେ ଭଲ ହେବାକୁ ପଡିବ, ମତେ ଯୀଶୁଙ୍କ ପାଇଁ କିଛି କରିବାକୁ ପଡିବ, ମତେ ପ୍ରଭୁଙ୍କ ପାଇଁ କିଛି କରିବାକୁ ପଡିବ। ଯଦି କିଛି ବି ସବୁ ପ୍ରଭୁ ପାଇଁ କରିବା ପାଇଁ ଚାହୁଁଛନ୍ତି, ପ୍ରଭୁ ଖୁସି ହେବେ ଆପଣଙ୍କ କାମ ଦେଖିକି। ଆପଣଙ୍କର କଣ କାମ ଦେଖିକି ପ୍ରଭୁ ଖୁସି ହେବେ ଜାଣିଛନ୍ତି? ମୋ ଭଉଣୀକୁ ପଚାରିବି, କଣ କାମ ଦେଖିଲେ ପ୍ରଭୁ ଆପଣଙ୍କ ଠାରୁ ଖୁସି ହେବେ? ମଣିଷ ମିଥ୍ୟାବାଦୀ ବୋଲି ପ୍ରକାଶ ପାଉ, ଠିକ ଅଛି। ଗୋଟେ ଭଲ ଡକ୍ଟରକୁ କେମିତିକା ପେସେଣ୍ଟ ହେଲେ ଡକ୍ଟର ବେଶୀ ଖୁସି ହବ? ଏକ୍ସାଇଟମେଣ୍ଟ ଟ୍ରିଟମେଣ୍ଟ କରିବ। ଗୋଟେ ଭଲ ଡକ୍ଟର ଯିଏ ସ୍ପେଶାଲିଷ୍ଟ, ଗୋଟେ କମ୍ପ୍ଲିକେଟେଡ ଗୋଟେ ଜଟିଳତାର ପେସେଣ୍ଟ ଯଦି ପାଇଲା, ତାହେଲେ ସେ ଡକ୍ଟର ବହୁତ ଏକ୍ସାଇଟମେଣ୍ଟ ହାର୍ଟରେ ସେ ଟ୍ରିଟମେଣ୍ଟ କରିବ, ନା ନାଇଁ? ଗୋଟେ ଭଲ ଶିକ୍ଷକ, ଗୋଟେ ଭଲ ଟିଚର
କେମିତିକାର ଷ୍ଟୁଡେଣ୍ଟକୁ ସେ ଚାହିଁବ ଜାଣି ପଢିବା ପାଇଁ? ଯୋଉ ଷ୍ଟୁଡେଣ୍ଟ ପୁରା ଗଧ ଥିବ ତାକୁ ସେ ବନେଇବ, ଟପର ବନେଇଲେ ସେ ଶିକ୍ଷକ ତାର ପୋଜିସନ ତାର ଇମେଜକୁ ଦେଖିବ ନା ନାଇଁ? ଯୀଶୁ ଖ୍ରୀଷ୍ଟଙ୍କୁ କାହାକୁ ଆବଶ୍ୟକ ଅଟେ? କୋଉ ପ୍ରକାର ଲୋକମାନଙ୍କ ପାଇଁ ଯୀଶୁ ଆବଶ୍ୟକ? ଯୋଉ ଲୋକ ପ୍ରଭୁଙ୍କ ପାଇଁ ବହୁତ କାମ କରିବା ଲୋକ, ଯୋଉ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମସ୍ତ ବିଷୟ କରିବା ପାଇଁ ସକ୍ଷମ ପାଇଁ ଲୋକମାନଙ୍କ ପାଇଁ ପ୍ରଭୁ ବହୁତ ଖୁସି। ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତରେ ଡେଜିଗ୍ନେସନ କଣ? ଯୀଶୁଙ୍କର ପରିଚୟ କଣ? ଯୀଶୁ ଖ୍ରୀଷ୍ଟ କିଏ? ଯୀଶୁଙ୍କର ଉପାଧି କଣ? ଯୀଶୁ ଗୋଟେ ଡବଲ ଡବଲ ରେସଲର? ଯୀଶୁ ଖ୍ରୀଷ୍ଟ ଗୋଟେ ବହୁତ ବଡ ସାଇଣ୍ଟିଷ୍ଟ ଇଞ୍ଜିନିୟର? ତାହେଲେ ସେ ଆମକୁ କେମିତି ଘର ବନେଇବେ, କେମିତି ଘର ଚୂନ ଦେବ ସେଇଟା ଶିକ୍ଷା ଦେଇକି ଯାଇଥାନ୍ତେ। କିନ୍ତୁ ବାଇବଲରେ ଯୀଶୁଙ୍କର ବାହ୍ୟିକ ଛବି ବିଷୟରେ ଲେଖା ହେଇଛି, ଇମେଜ। ତାଙ୍କର ଯୋଉ ରୂପ ରଙ୍ଗ ଥିଲା କେମିତି ଥିଲା ଜାଣିଛନ୍ତି? ଆପଣ ଯଦି ସତରେ ଜାଣିନାହାନ୍ତି, ଆପଣ ଯଦି ଦେଖିବେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଯୀଶୁ ଖ୍ରୀଷ୍ଟ କେମିତି ଦେଖିବା ପାଇଁ ଥିବେ? ବହୁତ ସୁନ୍ଦର, ହ୍ୟାଣ୍ଡସମ, ଦାଢି ଫାଡି ଛାଡିକି। ହଁ, କେମିତି ଦେଖା ଯାଉଥିଲେ ଯୀଶୁ ଜାଣିଛ ଝିଅ? ଶୈତାନ କେମିତି ଦେଖାଯାଉଥିଲେ? ଶୈତାନକୁ ଦେଖିବା ପାଇଁ ସହଜ, ଲମ୍ବା ଦାନ୍ତ ଥିବ, ନଖ ଯାକ ଥିବ, କଳା ହେଇଥିବ, ଲମ୍ବା ବସ୍ତ୍ର, କଳା ବସ୍ତ୍ର ପିନ୍ଧିଥିବ ନା। ମୁଁ ଶୈତାନ କେମିତି ଦେଖା ଯାଉଛି, ଯୀଶୁ କେମିତି ଦେଖାଯାଉଛି, ଦିଟାକୁ ମୁଁ ଦେଖେଇବି ଏବେ ହେଲା। ପ୍ରଥମେ କାହାକୁ ଦେଖେଇବି? ଶୈତାନ କେମିତି ଦେଖା ଯାଉଛି ଆଗ ଦେଖେଇବେ ନା ଯୀଶୁ କେମିତି ଦେଖାଯାଉଛନ୍ତି? ହଁ, ଶୈତାନ। ହଉ, ଶୈତାନକୁ ପ୍ରଥମେ ଦେଖେଇବି ଶୈତାନ ରୂପ ରଙ୍ଗ କେମିତି ହେଲା, ଦେଖିବେ ନା। ଆଚ୍ଛା, ଶୈତାନ କେମିତି ଦେଖା ଯାଉଥିବ? ସାଧାରଣ ଭଉଣୀ କୁହନ୍ତୁ ଆପଣ, ଯାହା ବି ଠିକ ଉତ୍ତର ଦେବା ପାଇଁ ଚାହୁଁନାହାନ୍ତି, ଚେଷ୍ଟା କରନ୍ତୁ ନାହିଁ, ଯେମିତି ଭାବୁଛନ୍ତି ସେମିତି କୁହ ଯେ ଶୈତାନର ରୂପ କେମିତି ଥିବ। କିଛି ଦରକାର ନାହିଁ ଚିନ୍ତା କରିକି କଣ କହିଲେ ଠିକ ହବ। ଏଇଟା ପରୀକ୍ଷା ନାହିଁ କି ମୁଁ ପ୍ରଫେସର ଗୋଟେ ନାହିଁ ଯେ ଫେଲ କରିଦେବି। କିଛି ନାହିଁ, ଆରାମସେ ଯେମିତି ତମେ ନର୍ମାଲ ଚିନ୍ତା କରୁଛ ସେମିତି ଭାବି କଣ ଭାବୁଛନ୍ତି ଆପଣ? ହଁ, କେମିତି ଦେଖା ଯାଉଥିବ ଶୈତାନ? ହଁ, ମା କହୁଛନ୍ତି ଯୋଉ ଲୋକ, ସେ ଶୈତାନ ନା ସେ ଲୋକଟା, ଯୋଉ ଲୋକ ଭିତରେ ଶୈତାନ ଅଛି। ହଁ, ଠିକ, ତାଙ୍କର କଥା ମୁଁ କହିଦେବି। ମନେକର ଗୋଟେ ଲୋକ ମଦ ପିଇ ଗଡୁଛି, ହଇରାଣ କରୁଛି ଘରେ, ଆଉ ବେଶୀ ଖରାପ କାମ କରୁଛି, କଥା ମାନୁ ନାହିଁ, ତାର ଅର୍ଥ ତା ଭିତରେ ଶୈତାନ ଅଛି। ଠିକ ଅଛି, ମା ଠିକ କହିଲେ, କିନ୍ତୁ ଏକ୍ଜାକ୍ଟଲି ଶୈତାନ ଦେଖା ଯାଉଥିବ କେମିତି? ତମେ କୁହ ବାବୁ। ବେଷ୍ଟ ଉତ୍ତର କହିବି ମୁଁ? ମୁଁ ଜାଣିନି କହିଲେ କଣ ଅସୁବିଧା? ମୁଁ କଣ ପାଇଁ ଏଠୁ ଗାଇଛି? ଯଦି ମୁଁ ଜାଣିନି ବୋଲି ଜାଣିଛି ତ ମୁଁ ଜାଣିବି, ମତେ କହିବେ ପାଷ୍ଟର ନା। ନ ଜାଣିକି ଜାଣିବା ପାଇଁ ଚେଷ୍ଟା କଲେ କେମିତି ହବ? ତମେ ଜାଣିଛ? ବାସ୍, ଏଇଟା ହଉଛି ବେଷ୍ଟ ଉତ୍ତର, ସବୁଠୁ ବଢିଆ ଉତ୍ତର। ମୁଁ ଜାଣିନି ଆଜ୍ଞା ପାଷ୍ଟର କୁହ। ଠିକ ଅଛି, ଦେଖିବା ଆମେ। ଦ୍ୱିତୀୟ କରନ୍ଥିୟ 11 ପର୍ବ ଖୋଲନ୍ତୁ। ଦ୍ୱିତୀୟ କରନ୍ଥିୟ 11 ପର୍ବ ର 14 ପଦରେ ଲେଖା ହେଇଛି, ପଢିବେ କି ହେଲେ? ଭଲରେ ଶୁଣନ୍ତୁ, ଇଆଡେ ସିଆଡେ କିଏ ମନ ନିଅନ୍ତୁ କରନ୍ତୁ ନାହିଁ, ଭଲରେ ଶୁଣନ୍ତୁ। ଦ୍ୱିତୀୟ କରନ୍ଥିୟ 11 ପର୍ବରୁ 14 ପଦ କହିଲି ନା, ପଢନ୍ତୁ କଣ ଲେଖା ହେଇଛି। ଅଛି ନା ନାଇଁ? ବଡ ପାଟି କରିକି ପଢନ୍ତୁ। ନାଇଁ ସେତିକି ହବ ନାଇଁ, ଆହୁରି ବଡ ପାଟି କରୁ। ମୁଁ ଟିକେ ମାଇକି ଦେଖିଦେବି କଣ। ଆଉ ସମସ୍ତେ ଶୁଣନ୍ତୁ। ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, ଶୈତାନ ଦୀପ୍ତିମୟ ଦୂତର ବେଶ ଧାରଣ କରିପାରେ। କଣ କରିପାରିବ ସେ? ଦୀପ୍ତିମୟ ଦୂତର ବେଶ ମାନେ
दीप्ति माने कौन? लाइट, लाइट, ज्योति। अच्छा, बाइबल रे किए कहला मु ज्योति कहि? जीसु कहले ना, मु जगतर ज्योति बोली कहले कि नहीं? यह आश्चर्य नुहे, शैतान मध्य निजे दीप्तिमय दूतर बेश धारण करि पारे। हेले बर्तमान शैतान रो रूप केमती? लाइट एंजल पूरा ना नहीं? हाँ ना नहीं, किसी कहू ना। अच्छा, हेले आउ टिके जदि यार परिचय को जदि पाइबे आपण, ये दीप्तिमय दूतर बेश धारण करि पारुछि, ता सहित से कौन करुछि? अच्छा, शैतान रो तीनटा विषय को देखेली मु आज आपन को। कौन कौन? प्रथम से कौन? आद्यରୁ से किए? उत्तर दियंतु मोर। आद्यରୁ से नरघातक, ता ठारे सत्य नहीं। जेतरे से मिछ कहूछि, काठू कहूछि से निज ठार कहूछि, कारण से मिथ्यावादी आउ मिथ्यावादीर पिता ना नहीं? अच्छा, शैतान जदि शैतान मर्डरर हत्याकारी, तुमको मध्य हत्या करबा से तार टार्गेट थिबो ना नहीं? हां, शैतान समस्त को मर्डर करने पे लक्ष्य रखी ना नहीं? रखी ना? हेले केमिति मर्डर करने पे रखि थिबो? आपन को छुरी आनी के भुसी देबो, घरे आसी के बम पके देबो? शैतान रो सबुठारो बड़ अस्त्र कोन जानिचंती? शैतान रो सबुठारो बहुत बड़ वेपन माने अस्त्र कोन जाय के मनुष्य को हत्या करने पे अति सहज रे व्यवहार करि पारबो। शैतान अस्त्र कोन जानिचंती? हाँ, मद, गंजेई, बीड़ी, सिगरेट, व्यभिचार, ये जाक सब जो भावुंट एटा प्राथमिक प्रथम स्टैंडर्ड रो नॉलेज अच्छी शैतान विषय। प्रथम क्लास तो पाठ सड़ो नहीं ना? मैट्रिक पर +2 अच्छी, पीजी अच्छी, पीएचडी अच्छी, केते केते अच्छी मु जान नहीं। मु तो +2 फेल लग अच्छी ना नहीं? हेले शैतान रो टॉप मोस्ट नॉलेज रो स्टैंडर्ड आपन को केमती परिचय पाइबे? शैतान केमती मर्डर करूची? मु गोटे छोट कहानी गोटे देखे बाइबल रे, भले शुणु। शुणिबे जदि मते शुणिबे, जदि शुणिबेनी बोले मु पळेबे। बहुत गुरुत्वपूर्ण टॉपिक मु कहबी बर्तमान, जहा कि आपन को लाइफ रे बहुत नेसेसरी। एटा खाली एमती आमर मिशन रे, चर्च रे आमे बाक्य 3-4 घंटा बसिक शुणुछु। एमती 20-30 मिनिट मु हालेलुया, प्रेज द लॉर्ड, ऑलमाइटी गॉड, ब्लेस ऑल सेंती पास्टर नै। जदि आरंभ करूछु ताले शेष करिया पड़िबो ना, होना नहीं? एटा बहुत गुरुत्वपूर्ण विषय को मु देखिया को चाहूछि। समस्त बाइबल खोलंतु, माथ्यू 7 पर्व। माथ्यू पुस्तक 7 पर्वर जणे किएले पढ़ंतु 22 पद रे कोन लिखा हिच? माथ्यू पुस्तक 7 पर्वर 22 पद। से दिन अनेक मते कहिबे। टिके टिके गोटे गोटे वाक्य को आमे व्याख्या करबे बरला। से दिन को दिन? से दिन माने को दिन? हाँ, को दिन? विचार दिन। ठीक अच्छे। से दिन माने विचार दिन समस्त लिखाई। से दिन अनेक कहिबे। केते कहिबे? अनेक कहिबे। अल्प लिखाई ना अनेक कहिबे? अच्छा, अनेक कहिबे कौन बोली कहिबे? हे प्रभु, हे प्रभु। अच्छा, हे प्रभु, हे प्रभु। मु पचारिबे आपन को, हे प्रभु बोली जो कहउचंती, को दलर लोक माने? माने मुस्लिम लोक ना हिंदू लोक ना ख्रिस्टान लोक होइथिबे? ताको प्रभु को प्रभु को डाकु, से प्रभु को जानले हम जानि देबा ना। हेले हे प्रभु बोली को प्रभु को कहउचंते माने कहि पारिबे? ता तले लिखा हिची कोन बोली पढंतु। हे प्रभु आम्भे माने कि तुम नाम रे आम्भे माने कि तुम नाम रे। तुम नाम रे माने का ना रे? से प्रभु रो ना रे, जो प्रभु के सारे कहउछ प्रभु नहीं नहीं। अच्छा, तापरे आम्भे माने कि तुम नाम रे, तुम नाम रे कि तुम भूत मानव को छोड़ेलु नहीं। आम्भे माने कि तुम नाम रे भूत मान को छोड़िलु नहीं। आ तुम नाम रे कि अनेक शक्तिर कार्य कलु नहीं। तुम नाम रे अनेक शक्तिर कार्य कलु नहीं माने एठी जे गोटे ग्रुप लोक अछंती जो माने कि प्रभु, हे प्रभु
विचार दिन कहे हे प्रभु तुम नाम आम भूत छड़ू नहीं तुम नाम क्या भावणी कहलु नहीं तुम नाम कौन आम अनेक शक्तिर कार्य करूनु ताले किए लोक मैंने एमाने होचंद लोक जे कि गोटे प्रभुर ना रे भूत छड़ाउछंती गोटे प्रभु को ना रे भावणी कहउछंती गोटे प्रभु को नाम रे कोन करूछंती अनेक अनेक शक्तिर आश्चर्य शक्ति करूछंती लिखाई ना लिखाई ना हेले ए लोक माने को लोक माने आ कोर प्रभु को प्रभु कहउछंती 23 पद रे लिखाई छै सेतेले मु सेमानकु षष्ठ रूपे कहबी सेते बेले मु सेमानकु षष्ठ रूपे कहबी एटी मु माने किए कृष्ण ना शिव ना गणेश ना जीशु ख्रीस्ट समस्त कहतु जीशु ना धरिया पे मत अलसा लगुच जीशु ख्रीस्ट बोली कहि पार ना पार्टी कर पैसा लगुच कि मु माने किए जगह यीशु ख्रीष्ट कौन बोली कहबे जीशु ख्रीस्ट सेमानकु मु षष्ठ रूपे कहबी से मानकु अस्पष्ट रूपे कहबी लिखाई छै ना स्पष्ट रूपे कहबी स्पष्ट माने कौन क्लियरली पूरा शुद्ध भाव में कहबी कौन कहबे मु तुम मानकु केबे हे जानि नाही मु तुमको जानी नाही कहूना कहबे नहीं मु तुमको केबे हे जानी नहीं माने आरंभ रु तुमको मु जानी नहीं तापरे हे अधर्मचारी माने मो पाखरु दूर हो हे अधर्मचारी माने मो पाखरु दूर हो मो पाखरु माने को पाखरु जीशु कोठी थिबे स्वर्गर जीशु थी अच्छे ना मो पाखर दूर हो दूर हेबा जगह कुआड़े अच्छी ए दुनिया छाड़ी गले कलकाता बॉम्बे ना खाली स्वर्ग नरक अच्छी आउटा ना राइकिया फुलवाणी बालीगुड़ा डिस्ट्रिक्ट पंचायत ना स्वर्ग नले नरक जीशु जो नरक थांते दूर हो कहले स्वर्ग जाई कि समस्या जीशु स्वर्ग थाई कहबे मो पाखर दूर हो कहले जीवे कड़े ओ लोक माने को लोक माने मद पिया लोक गंजे पीवा लोक कि को लोक माने जीशुंकर ना धरिकी भूत छाड़वा लोक जीशु ना कहीकि भावणी कह लोक जीशु ना कहीकि अनेक अनेक शक्तिर कार्य करवा लोक कहीं भावे माने जीशु हमको अधर्माचारी बोली कहबे कही आम भावी पार कि ए लोक मान साधारण लोक भावतु ना आप ए लोक स्टेज रे छिड़ा हेले मिनिमम 1,50,000 लोक नहेले ए माने सरमन दे पारिबे ना बुझ पारुचंती ए माने साधारण लोक नाही जीशु ना रे भावणी कले सत हो जाउची जीशु ना रे भूत छड़ले भूत छाड़ी जाउची तो जब जीशु को ना रे भूत छड़ेवा लोक को जीशु कहबे हे अधर्मचारी माने मो पाखर दूर हो आमे कोन करिया पे आशा रखिबा जब भूत छड़े कि जीशु ना रे भावणी कह जीशु ना रे अनेक शक्तिर कार्य करके जीशु ना रे मध्य ए मान को जीशु कहबे हे अधर्मचारी माने मो पाखर दूर हो भूत केबे छड़े छु भाई हैं भावणी कहबे कहै छु नहीं नहीं भूत छड़े ना अनेक अनेक शक्तिर कार्य करिचो ना चर्च को मध्य डेली जाउचो कि नहीं जो तमटू फार बेटर लोक तमे जीवन में चिंता भी करि पारिबो एंत काम करिया से मान को जो जीशु कहउछन्ती अधर्मचारी माने मो दूर हो तमरो ग्यारंटी कोन नरेंद्र मोदी जदि गोटे स्टेट लेवल रो गोटे प्रेसिडेंट को कहबो मो पाकर टाइम नाही एबे जाओ सरपंच जीव आज्ञा मत समय देवा पड़ो ना स्टेट लेवल प्रेसिडेंट को समय देवेनि मोदी कहले अरे सरपंच से क्लेम कर पारे मत नाम समय दियो कहि हाँ जदि सरपंच जदि से स्टेट लेवल रो जदि प्रेसिडेंट ऊपर पोजीशन थिबो ताले क्लेम कर पारिबो मु कहया को चाहूची एही लोक माने एते काम करिक जो यीशु ख्रीष्ट कहउछन्ती कहिबे मु तुमको केबे भी जानि नाही ए माने केते दुर्भाग्य लोक ना भाग्यवान लोक एमान दुर्भाग्य विषय कौन कौन भूल कले माने जीवन सारा एमाने बलिदान जीवन बितेले
ଲୋକମାନଙ୍କୁ ସେମାନେ ବାଇବଲ ବାଣ୍ଟିଥିବେ, ଲୋକକୁ ଡୁବନ ଦେଇଥିବେ, ଲୋକମାନଙ୍କ ପାଖକୁ ଯାଇକି ପ୍ରାର୍ଥନା କରୁଛନ୍ତି। ଏମାନେ କେବେ ଭାବନ୍ତୁ ନାହିଁ ସମାଜରେ ଗୋଟେ ଖରାପ ଲୋକ। କାହିଁକି ଏମିତିକାର ଇମେଜ ପାଇବେ? ମାନେ 21 ପଦରେ କଣ ଲେଖା ହେଇଛି ଦେଖନ୍ତୁ, ତାର ସ୍ପଷ୍ଟ ଉତ୍ତର 21 ପଦରେ ଲେଖା ହେଇଛି। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ମାତ୍ର ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ପ୍ରବେଶ କରିପାରିବେ ନାହିଁ। ହେଲେ କିଏ ପ୍ରବେଶ କରିପାରିବ? ସ୍ୱର୍ଗରେ ଲେଖା ହେଇଛି ଏଠି, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରିବ ସେ କୁଆଡେ ପ୍ରବେଶ କରିପାରିବ? ସ୍ୱର୍ଗରେ। ସମସ୍ତେ କୁହନ୍ତୁ, କୁଆଡେ ଯାଇପାରିବ ସେ? ସ୍ୱର୍ଗରେ। ଯିଏ ମୋର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛାକୁ ସଫଳ ଯେ କରିବ ସିଏ ସ୍ୱର୍ଗ ଯାଇପାରିବ। ଆମେନ୍। ହେଲେ ମୁଁ ପଚାରିବାକୁ ଚାହୁଁଛି, ଏ ଯୋଉ ଲୋକମାନେ ଯୀଶୁଙ୍କ ନାଁରେ ଭାବାଣୀ କହିବାଟା ଭୁଲ କଲେ କି? ଯୀଶୁଙ୍କ ନାଁରେ ଭୂତ ଛଡାଟା ଭୁଲ କାମ କି? ଯୀଶୁ ଖ୍ରୀଷ୍ଟଙ୍କ ନାଁରେ ଭାବାଣୀ କହିବାଟା, ଅନେକ ଅନେକ ଆଶକରଣ କରିବାଟା ଭୁଲ ନାହିଁ, ଠିକ କାମ, ଭଲ କାମ। ଏଇଟା ମୋର ସମସ୍ୟା ହଉଛି, ଭୂତ ଛଡେଇକି ଲୋକ ସ୍ୱର୍ଗ ଯାଇପାରିବେ ନାହିଁ। କଥାଟା ହଉଛି ଏଇଟା। ଭାବାଣୀ କହିକି ମଧ୍ୟ ସ୍ୱର୍ଗକୁ ଯାଇପାରିବେ ନାହିଁ। ଅନେକ ଅନେକ ଶକ୍ତିର କାର୍ଯ୍ୟ କଲେ ମଧ୍ୟ ତାର ଅର୍ଥ ନାହିଁ ସେ ସ୍ୱର୍ଗ ଯାଇପାରିବେ। କିନ୍ତୁ ଏ ଭୂତ ନ ଛଡେଇକି ମଧ୍ୟ, ଭାବାଣୀ ନ କହିକି ମଧ୍ୟ, ଅନେକ ଅନେକ ଶକ୍ତିର କାର୍ଯ୍ୟ ନ କରିକି ମଧ୍ୟ ଯଦି ଏମାନେ ପ୍ରଭୁଙ୍କର ଇଚ୍ଛା ସାଧନ କରିବେ ତାହେଲେ ଯାଇପାରିବେ ସ୍ୱର୍ଗକୁ ନା। ଆମେନ୍। ତାହେଲେ ମୂଳ ବିଷୟ କଣ ଆବଶ୍ୟକ? ଟ୍ରେନ ଭିତରେ ପଶିଲି ମୁଁ ଟିକେଟ ନ ଧରିକି, ଟିଟି ଆସିବ ପଚାରିବ ଟିକେଟ, ଆଜ୍ଞା ଏଇ ଯୋଉ ସୁନା ଦେଖୁଛନ୍ତି ନା ମୋର, ଗୋଟେ ଦିଟା ବିକିଲେ 50,000 ହବ। ଆପଣ କାହିଁ ହସୁଛନ୍ତି? ମୁଁ ତ ଆପଣଙ୍କ ନାଁରେ କହୁନାହିଁ। ଆମ ଘରେ 4ଟା ଗାଡି ଅଛି ଆଜ୍ଞା, 3 ମହଲା କୋଠା ବିଲ୍ଡିଂ ଘର, ଗୋଟେ ବଞ୍ଚୁଛୁ, 4ଟା ଭଡା ଦେଇଛି, 10 ହଳ ମଇଁଷି ଅଛି, 10 ହଳ ବଳଦ ଅଛି, ଜାଣିଛନ୍ତି? ଆଜ୍ଞା ଭଲ କଥା ଆଜ୍ଞା। ଟିକେଟ ଆଉ କି ଟିକେଟ? ମୁଁ ଏତେ ଟଙ୍କା ସମ୍ପତ୍ତିର ମାଲିକ, ମୁଁ ଆଉ ଟିକେଟ ମାଗୁଛି? ଶୁଣିବ ସିଏ? ସିଏ ଶୁଣିବ ନାହିଁ। ତମେ ଲକ୍ଷପତି ହୋ, କୋଟିପତି ହୋ, ଟ୍ରେନ ଭିତରେ ବସିବାକୁ ଚାହୁଁଛୁ ବୋଲେ ଟିକେଟ ଦେଲେ ଆକା ସେ ବସିବ। ଆମେ କି ନାହିଁ? ମୁଁ 1000ଟା ଭୂତ ଛଡଉ କି 120 ଥର ମୁଁ ଭାବାଣୀ କହୁ କି ଲକ୍ଷ ଥର ମୁଁ ଯାହା ବି କରୁ, ପିତାଙ୍କର ଇଚ୍ଛା ସାଧନ କରିବାଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ ଭାଇ ଭଉଣୀକୁ ପଚାରିବାକୁ ଚାହୁଁଛି, ଏ ଲୋକମାନେ ପିତାଙ୍କର ଇଚ୍ଛା ସାଧନ କରିଛନ୍ତି ବୋଲି ଯୀଶୁ କହିଲେ ଦୂର ହୋ, ନା କରିନାହାନ୍ତି ବୋଲି ଯୀଶୁ କହିଲେ ଦୂର ହୋ? କରିନାହାନ୍ତି। ମୁଁ ଏବେ ଆପଣଙ୍କ ଭିତରେ ଜଣକୁ ପଚାରିବି, ଆପଣ ପିତାଙ୍କର ଇଚ୍ଛା ସାଧନ କରିଛନ୍ତି ନା ନାହିଁ? ଭାବି ଚିନ୍ତିକି ଉତ୍ତର ଦେବ। ଯଦି କରିଛି କହିବ ତାହେଲେ ମୁଁ ଡାଇରେକ୍ଟ ସେକେଣ୍ଡ ପ୍ରଶ୍ନ, କଣ ସେଟା ପିତାଙ୍କର ଇଚ୍ଛା, ମୁଁ ପଚାରିବି। ଜାଣିନାହାନ୍ତି, ପାଷ୍ଟର ମୁଁ ଜାଣିନାହିଁ, ମତେ ଶିଖାନ୍ତୁ କହିଲେ ମୁଁ ଶିଖେଇବି। ସମସ୍ୟା ହଉଛି କଣ ଜାଣିଛନ୍ତି? ନିଜର ଗର୍ବକୁ, ନିଜର ପୋଜିସନକୁ ଛାଡିବା ପାଇଁ ନାରାଜ। ମୁଁ ଗୋଟେ ସିନିୟର ଲୋକ, ମୁଁ ଗୋଟେ ଡିକନ, ମୁଁ ଗୋଟେ ଏଲ୍ଡର, ମୁଁ ଗୋଟେ ପାଷ୍ଟର, ସେବା କାମ କରୁଛି, ମୁଁ ଗୋଟେ କହିବି ଜାଣିନାହିଁ। ହେଲେ ମୁଁ ଜାଣିନି କହିକି ଜାଣିବା ବିଷୟରେ ଜାଣୁନାହିଁ, କେତେ ମୂର୍ଖ ମୁଁ। ମୁଁ ଯଦି ଜାଣିନାହିଁ ଆଉ ଜାଣୁଛି ଯେ ମୁଁ ନ ଜାଣିଲି, ମୁଁ ନ ଜାଣିନି କହିଲେ ଆକା ମୁଁ ଜାଣିବି କହିଲେ କେତେ ମୂଲ୍ୟବାନ ବିଷୟ ନା। ଭାଇ ଭଉଣୀ ପଚାରନ୍ତୁ ନିଜକୁ ଯେ ପିତାଙ୍କର ଇଚ୍ଛା ମୁଁ ସାଧନ କରିଛି କି ନାହିଁ, ଆଉ ପିତାଙ୍କର ଇଚ୍ଛା କଣ? ଯୁବକ କହୁଛି କଣ ବୋଲି? ଯୀଶୁ କହିଲେ ତମେ ସବୁ ଆଜ୍ଞା ପାଳନ କର। କି କି ପ୍ରକାର ଆଜ୍ଞା? ପିତା ମାତାଙ୍କୁ ସମାଦର କର, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଇତ୍ୟାଦି ସବୁ କହିଲେ। ଇଏ କଣ କହିଲା? ସବୁ କରିଛି। ଇଂଲିଶ ଲେଖା ହେଇଛି ଫ୍ରମ୍ ଦ ୟୁଥ, ପିଲା ଦିନରୁ ଏଇଟା ମାନିଛି। ଆଉ କଣ ଅଛି କୁହ ତ? ଯୀଶୁ କହିଲେ ଆଉ କଣ ନା ଅଛି? ଠିକ ଅଛି, ତୋର ସବୁ ସମ୍ପତ୍ତି ବିକି ଦେଆ, ଦରିଦ୍ରକୁ ଦାନ ଦେଇଦେ, ମୁଁ ପଛରେ ଆସେ। ଏଟା ଗୋଟେ କଥା, ଇଏ କହିଲା ଗୋଟେ ନିଜେ କରିପାରିବ? ସେ କହୁଛି, ଭାବୁଛି, ସେ ଦୁଃଖ କରୁଛି। ସେ ଏ ଦୁଃଖ କେମିତିକାର ଦୁଃଖ? ଯୀଶୁ କାହିଁ ଏମିତି କହିଲେ ବୋଲି ଦୁଃଖ କରୁଛି, ନା ମୁଁ ସମ୍ପତ୍ତିକୁ କେମିତି ଛାଡିବି ବୋଲି ଦୁଃଖ କରୁଛି? ଯୀଶୁ ଜାଣିଥିଲେ ନା ନାଇଁ ଇଏ ସମ୍ପତ୍ତିକୁ ଛାଡି ପାରିବ ନାହିଁ କହିକି? କାହିଁ କହିଲେ ତାହେଲେ ଛାଡିବ କହିକି? ବାଇବଲ ବହୁତ ଇଣ୍ଟରେଷ୍ଟିଂ ବହି, ଯଦି ପଶିବେ ବାହାରି ପାରିବେନି। ଆଉ ରାତି ପାଇଯିବ କିନ୍ତୁ ସରିବ ନାହିଁ ବାକ୍ୟ ଶୁଣିବା। କିନ୍ତୁ ସମୟର ଅଭାବ ଯୋଗୁଁ ମତେ ଲିମିଟ କହିବାକୁ ପଡିବ। ବହୁତ ବିଷୟ ଅଛି ଏ କାହାଣୀରେ, କିନ୍ତୁ ମୁଁ ସବୁ କହିପାରିବି ନାହିଁ। ଏବେ ମୁଁ ଶୈତାନର ପରିଚୟ ବିଷୟରେ ମୁଁ କି ବ୍ୟାଖ୍ୟା କରୁଛି ଆପଣ।
ଭାଇ ଭଉଣୀ ମାନେ, ଏ ଲୋକମାନେ ଯୀଶୁଙ୍କର ନାଁରେ ଠକି ହେଲେ ଜୀବନ ସାରା। କୋଉ ଯୀଶୁର ନାଁରେ? ବାଇବଲରେ କେତେଟା ଯୀଶୁ ଅଛନ୍ତି? ହଁ, ବାଇବଲରେ କେତେଟା ଯୀଶୁ ଅଛନ୍ତି? ଯୀଶୁ ପ୍ରକୃତରେ କେତେ ଜଣ? 2 ଜଣ। ଜଣେ ନାଇଁ, 2 ଜଣ। ନୂଆରେ ଯାଇଥିବ, ଆଜି ଆକା ଜାଣିଲି ଗୁଡ ନ୍ୟୁଜ ଲୋକ କଣ ପାଇଁ ଭଣ୍ଡ ବୋଲି କୁହାଯାଉଛି। ଏବେ ଆକା ଜାଣୁଛୁ ରେ ଭାଇ, ଦିଟା ଯୀଶୁ ବିଷୟରେ ପ୍ରଚାର କରୁଛି, ସତରେ ଭଣ୍ଡ ଚର୍ଚ୍ଚ। ହଁ, ମୁଁ ଆପଣଙ୍କୁ 2ଟା ଯୀଶୁକୁ ଦେଖେଇବି ଆଉ ଯିବି ଏଠୁ। ତମ ଆଖିରେ ଦେଖିବ, ସେତେବେଳକୁ କହିବ ଆମେ ଭଣ୍ଡ ନା, ଆମେ ସତ ବାକ୍ୟ କହୁଛୁ। ଠିକ ଅଛି। ପ୍ରଥମ ବାକ୍ୟ ଦେଖେଇଲି, ଏହା ଆଶ୍ଚର୍ଯ୍ୟ ନୁହେଁ, ଶୈତାନ ମଧ୍ୟ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରିପାରେ। ତାପରେ କଣ କରୁଛି ମୁଁ ଦେଖେଇବି ଆପଣ। ଆଚ୍ଛା ଭାଇ ଭଉଣୀ, ଆପଣ ଜାଣିଛନ୍ତି ଲୁସିଫର ନା? ଲୁସିଫର କିଏ? ଈଶ୍ୱରଙ୍କ ଜଣେ ଦୂତ ଥିଲେ ନା? ସେ ହିଁ ମନ୍ଦ ଆତ୍ମା ବା ଶୈତାନ ହେଲା। ସ୍ୱର୍ଗରୁ ତାକୁ ନିକ୍ଷିପ୍ତ କଲେ ପରମେଶ୍ୱର ନା? ଈଶ୍ୱର 3 ଜଣ ଦୂତ ମାନଙ୍କୁ ବେଶୀ ଭଲ ପାଉଥିଲେ। ସେ ଭିତରେ ସବୁଠାରୁ ଫେଭରାଇଟ, ସବୁଠୁ ବେଶୀ ଭଲ ପାଇବା ଦୂତ ପରମେଶ୍ୱରଙ୍କର କିଏ ଥିଲା? ଲୁସିଫର ଥିଲେ। ଲୁସିଫର ନା କଣ? ହେ ପ୍ରତ୍ୟୁଷର ପୁତ୍ର ବୋଲି ଈଶ୍ୱର ଡାକୁଥିଲେ ତାକୁ। ମର୍ଣ୍ଣିଂ ଷ୍ଟାର। ପ୍ରତ୍ୟୁଷର ପୁତ୍ର ମାନେ, ପ୍ରତ୍ୟୁଷ ମାନେ କଣ? ଏର୍ଲି ମର୍ଣ୍ଣିଂ, ସକାଳେ। ସକାଳେ ଉଠିଲେ କେମିତି ଲାଗୁଛି ଦୁନିଆ? ଆଶାରେ ଭରପୁର ନା? ହେ ପ୍ରତ୍ୟୁଷର ପୁତ୍ର, ତୁମେ କିପରି ସ୍ୱର୍ଗରୁ ପତିତ ହେଲ? ବୋଧେ ପରମେଶ୍ୱର ଲୁସିଫର ଦୂତକୁ କଣ ଦେଇଥିଲେ? ଗିଫ୍ଟ। ସ୍ୱତନ୍ତ୍ର 3ଟା ଉପହାର ଦେଇଥିଲେ ପରମେଶ୍ୱର। କଣ କଣ? ଜ୍ଞାନ, ସୌନ୍ଦର୍ଯ୍ୟ ଆଉ ଶକ୍ତି ଦେଇଥିଲେ। ଯେତେବେଳେ ଈଶ୍ୱର ଠାରେ ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ ପାଇଲା, ତାପରେ ଦିନେ ସେ ମନେ ମନେ ଭାବୁଛି, ସେ ମନେ ମନେ ଯୋଜନା କରୁଛି। କଣ ଯୋଜନା କରୁଛି ସେ? ଦିଶା ପୁସ୍ତକ ଖୋଲନ୍ତୁ, 14 ପ୍ରଭୁ। ଦିଶା 14 ପ୍ରଭୁ ଅଛି ନା ନାଇଁ? ଖୋଲନ୍ତୁ। ଦିଶା ପୁସ୍ତକ 14 ପ୍ରଭୁର 12 ପଦ, 13 ପଦ, 14 ପଦ ଦେଖିବା ମାନେ। ଜଲଦି ଖୋଲ, ସମୟ ନାହିଁ। ଦିଶା 14 ପର୍ବ 12 ରୁ 14। 14 ନା? ଟିକେ ଦେଖିବା। ସରି ସରି, ହଁ, 14 ପର୍ବର 12 ରୁ 14। 14 ଦିଶା 14 ପର୍ବର 12 ପଦ କଣ ଲେଖା ହେଇଛି ପଢ। ହେ ଲୁସିଫର, ହଁ, ପ୍ରତ୍ୟୁଷର ପୁତ୍ର, ହେ ଲୁସିଫର, ପ୍ରତ୍ୟୁଷର ପୁତ୍ର, ପ୍ରତ୍ୟୁଷର ପୁତ୍ର। ତାପରେ ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀ ଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ପୁଣି ତୁମ୍ଭେ ମନେ ମନେ କହିଲ। ହଁ, ତୁମ୍ଭେ କଣ କୋଉଠି କହିଥିଲ? ମନେ ମନେ କହିଥିଲା। ସେ କିଏ? ଲୁସିଫର। କଣ ବୋଲି? ତୁମ୍ଭେ ମନେ ମନେ କହିଥିଲ, ସ୍ୱର୍ଗାରୋହଣ କରିବା ଆମ୍ଭେ ସ୍ୱର୍ଗା ଆରୋହଣ କରିବା ମାନେ କଣ? ସ୍ୱର୍ଗର ମାଲିକ ହେବି। ତାପରେ ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ର ଗଣର ଉର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା। ସମସ୍ତେ 14 ପଦ ପଢନ୍ତୁ, ବଡ ପାଟି କରିକି। ଏବେ ଏଭ୍ରିୱାନ, 14 ପଦରେ କଣ ଲେଖା ହେଇଛି? ଆମ୍ଭେ ମେଘମାଳାର ଉଚ୍ଚ ସ୍ଥଳୀର ଊର୍ଦ୍ଧ୍ୱକୁ ବାଇବଲ ଆରୋହଣ ପଢନ୍ତୁ। କରିବା। 14 ଆମ୍ଭେ ପଦ। ସର୍ବପରିସ୍ତଙ୍କର ତୁଲ୍ୟ ହେବା। ବାଇବଲ ଦେଖ, ବାଇବଲ ଧରୁଛନ୍ତି ନା ନାଇଁ? ବାଇବଲ ସେମିନାରରେ ବାଇବଲ ନ ଧରିକି ଆସୁଛନ୍ତି ଯୋଉମାନେ, କାହିଁକି ଆସୁଛନ୍ତି ତାହେଲେ? 14 ପଦରେ କଣ ଲେଖା ହେଇଛି? ଆଉ ଥରେ ସମସ୍ତେ ପଢନ୍ତୁ। ଆମ୍ଭେ ମେଘମାଳାର ଉଚ୍ଚ ସ୍ଥଳୀର ଊର୍ଦ୍ଧ୍ୱକୁ ଆରୋହଣ କରିବା। ଆମ୍ଭେ ସର୍ବପରିସ୍ତଙ୍କର ତୁଲ୍ୟ ହେବା। ଆମ୍ଭେ ସର୍ବପରିସ୍ତଙ୍କ ତୁଲ୍ୟ ହେବା। ଭଲରେ ମନେ ରଖ ଏଟା ୱାର୍ଡ। ହଁ, ଆମ୍ଭେ ସର୍ବପରିସ୍ତଙ୍କ ତୁଲ୍ୟ ହେବା। ଭାଇ ଭଉଣୀକୁ ପଚାରିବାକୁ ଚାହୁଁଛି, ସର୍ବପରିସ୍ତ କିଏ? ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ହେଉଛନ୍ତି ସର୍ବପରିସ୍ତ ନା? ଲୁସିଫର କହୁଛି ଆମ୍ଭେ ସର୍ବପରିସ୍ତଙ୍କ, ଆମେ ସର୍ବପରିସ୍ତ ହେବା କହିଲା ନା ଆମେ ସର୍ବପରିସ୍ତଙ୍କ ତୁଲ୍ୟ ହେବା କହିଲା? କଣ କହିଲା? କାହିଁ କହିଲା ନାହିଁ ଆମେ ସର୍ବପରିସ୍ତ ହେବା କହିଲା? ଆଜିକାଲି ଟିକଟକରେ, ଫେସବୁକରେ ଡୁପ୍ଲିକେଟ ସଲମାନ ଖାନ, ଡୁପ୍ଲିକେଟ ଅମିତାଭ ବଚ୍ଚନ ମାଳ ମାଳ ଆଉଛନ୍ତି, ଦେଖୁଛ ନା ନାଇଁ? ହଁ, ହେଲେ ସେମାନେ ସତ କି? ସେମାନେ ଶୈତାନ କାହିଁ କହିଲା ନାହିଁ ଆମେ ସର୍ବପରିସ୍ତ ହେବା? ସେ କାହିଁ କହୁଛି ଆମେ ସର୍ବପରିସ୍ତଙ୍କ ତୁଲ୍ୟ ହେବା? ସର୍ବପରିସ୍ତ ହେବା ପାଇଁ ଯଦି ଚାହୁଁଛନ୍ତି ଆପଣ, ଭାଇ ଆପଣଙ୍କ ନାଁ କଣ? ହଁ, ପିଣ୍ଟୁ।
ପିଣ୍ଟୁ ଭାଇ ସର୍ବପରିସ୍ତ ହେବା ପାଇଁ ଯଦି ଚାହୁଁଛ ତମେ ବି ହେଇପାରିବ, କିନ୍ତୁ ପ୍ରଧାନ 3ଟା ସର୍ତ୍ତ ପୂରଣ କଲେ ଏକା ହେଇପାରିବ। କଣ କଣ ସର୍ତ୍ତ? ଆପଣ ଅଭିଳାଷ ରଖିପାରିବା, ଆମେ ଆମେ ମଧ୍ୟ ୟା ପରି ଭାବି ପାରିବା ଆମେ ମଧ୍ୟ ସର୍ବପରିସ୍ତ କରିଥାଉ, କିନ୍ତୁ ସର୍ବପରିସ୍ତ ହେବା ପାଇଁ 3ଟା ସର୍ତ୍ତ ବେସିକାଲି କଣ କଣ ଦରକାର? ଯେ ସର୍ବପରିସ୍ତ ହେବାକୁ ଚାହୁଁଛି, ପ୍ରଥମ ସର୍ତ୍ତ ହଉଛି ସୃଷ୍ଟିକର୍ତ୍ତା ହେବାକୁ ପଡିବ ତାକୁ। ଦ୍ୱିତୀୟ ହଉଛି ସର୍ବଶକ୍ତିମାନ ହେବାକୁ ପଡିବ। ତୃତୀୟ ହଉଛି ଅନନ୍ତ ଜୀବନ ତା ପାଖରେ ରହିବାକୁ ପଡିବ। ଏ 3ଟା ବିଷୟ ପ୍ରଭୁଙ୍କୁ ଛାଡ଼ିଲା ପରେ କାହା ପାଖରେ ନାହିଁ ଆଉ। ସେଥିପାଇଁ ଜଣେ ଆକା ପ୍ରଭୁ ସର୍ବପରିସ୍ତ, କିଏ ନାହିଁ। ଆମେନ୍। ଶୈତାନ ବି ଜାଣିଛି ମୁଁ ସର୍ବପରିସ୍ତ ହେଇପାରିବିନି, କିନ୍ତୁ ମୁଁ ସର୍ବପରିସ୍ତଙ୍କ ତୁଲ୍ୟ ହେବି। କାହିଁକି କାହିଁକି ତୁଲ୍ୟ ହେବା ପାଇଁ ଚାହୁଁଛି ସେ? ଏ ପୃଥିବୀର ଲୋକକୁ ଠକିବା ପାଇଁ। ତାର କାମ ହଉଛି ମିଛ କହିବ ସେ, ତାର ପେଶା ହଉଛି ମର୍ଡର କରିବ ସେ। ନରକକୁ କେମିତି ଯିବ? ଶୈତାନ କଣ ଚାହୁଁଛି? ମା ତମକୁ ନରକ ଯାଅ ନା ସ୍ୱର୍ଗ ଯାଅ? କଣ ଚାହୁଁଥିବ ସେ? ନରକ ଯାଉ, ଯୀଶୁ କଣ ଚାହୁଁଥିବେ? ସ୍ୱର୍ଗକୁ ଯାଉ। ହେଲେ ମୁଁ ଶୈତାନ ଆସିବି, ମା ତମ ଗାଁ କୁଆଡେ? ମୁଁ ଶୈତାନ ଆଇଛି ନରକରୁ, ଚାଲ ଯିବା। ଆଇବ? ମୁଁ ମୋର ପରିଚୟ ଦେବି, ମୁଁ ଜଣେ ଶୈତାନ ଆଇଛି, ମା ତମକୁ ବହୁତ ଭଲ ପାଉଛି, ମିଶିକି ନରକ ରହିବା, ଆସ। ଆଇବ କି? ମଦ ନିଶା ଥିଲେ ବି ଆଇବ ନାହିଁ। ହେଲେ ତମେ ସମସ୍ତେ ଜାଣିଛ, ଶୈତାନ ଯଦି ଆସି କହିବ ମୁଁ ଶୈତାନ ମୋ ପଛରେ ଆସେ, ତୁ ଯିବୁ କିରେ? ଯିବୁ? ଯଦି ଇଏ ଜାଣିଛି ଛୋଟ ଛୁଆ ମୁଁ ଯିବିନି, ଶୈତାନ ଜାଣିଥିବ ନା ନାଇଁ ମୋର କଥା ଶୁଣିବେନି। ଆଉ କହିବି ସୁରେନ ବାବା ଆମଠୁ ଅଧିକ ଚାଲାକ ଶୈତାନ ନା ଆମେ ଶୈତାନଠୁ ଅଧିକ ଚାଲାକ? ଶୈତାନ ଆମଠୁ ବେଶୀ ଚାଲାକ ନା ଆମେ ଶୈତାନଠୁ ଅଧିକ ଚାଲାକ? ଶୈତାନର ଚାଲାକି ଆଗରେ ଆମର ମାଇନସ ବି କାମ ଦେବ ନାହିଁ। ବୁଝିପାରୁଛନ୍ତି? ଶୈତାନ ବହୁତ ଚାଲାକ, ଶୈତାନ ବହୁତ ଶକ୍ତିଶାଳୀ ଆମଠୁ, ପ୍ରଭୁଙ୍କ ଠାରୁ ନାହିଁ, ମଣିଷଠୁ। ଶୈତାନ ବହୁତ ଦ୍ରୁତ, ଶୈତାନ ଅଛି ହତ୍ୟାକାରୀ। ଭାଇ ଭଉଣୀ ମାନେ ଆପଣ ଜାଣିବା ଦରକାର, ଏ ଆଖିରେ, ଏ ମସ୍ତିଷ୍କରେ, ଏ ଜାଗତିକ ମାଇଣ୍ଡରେ ଆପଣ ଶୈତାନକୁ ଏକ ଭାଗ ବି ଜାଣିପାରିବେ ନାହିଁ। ଆମେନ୍। ବର୍ତ୍ତମାନ ଇଏ କହୁଛି ଆମେ ସର୍ବପରିସ୍ତକୁ ତୁଲ୍ୟ ହେବା। କେମିତି? ଆମ ଗାଁରେ ମୋର ଗୋଟେ ମାମୁଁ ଅଛନ୍ତି, ମାମୁଁ ଗାଁରେ ଗୋଟେ ମାମୁଁ ଅଛନ୍ତି। 1983 ସାଲରେ ସେ ମାମୁଁ ଗାଁ ଛାଡିକି ବମ୍ବେ ପଳେଇଲେ ଅମିତାଭ ବଚ୍ଚନକୁ ଦେଖିବା ପାଇଁ। ଆଜି ପର୍ଯ୍ୟନ୍ତ ଫେରି ପାରୁନାହିଁ ସେ। ତାର କଟିଂ ବି ସେମିତି, ସେ ପ୍ୟାଣ୍ଟ ସାର୍ଟ ପିନ୍ଧିବ ଅମିତାଭ ବଚ୍ଚନ ଭଳିଆ। ମୋ ମାମୁଁ ଏତେ ପ୍ରେମିକ, ବାହା ହେଇ ନାହିଁ ସେ, ଅମିତାଭ ବଚ୍ଚନ ସହିତ ରହିବି କହି। ତାଙ୍କ ପରି ସେ ତା ପରି ଡାଇଲଗ କହୁଥିବ, ସାଧାରଣ ଲୋକ କଥା ହେଲା। ସେଥିପାଇଁ ସେ ଅମିତାଭ ବଚ୍ଚନ ପରି ଦେଖାଯାଉଛି କି ଅମିତାଭ ବଚ୍ଚନ? ଏବେ ଲୁସିଫର କହୁଛି ଆମେ ସର୍ବପରିସ୍ତକୁ ତୁଲ୍ୟ ହେବା। ସେ କଣ କହିଲା? ତୁଲ୍ୟ ହେବା ମାନେ ପ୍ରଭୁଙ୍କ ପରି ସଜେଇବା ପାଇଁ ଦରକାର ତାକୁ। ଶୈତାନ ପୃଥିବୀରେ ଲୋକକୁ ଠକିବା ପାଇଁ ମିଛ ଦ୍ୱାରା ନିଜକୁ ସେ କଣ ସଜେଇଲା? ସର୍ବପରିସ୍ତକୁ ତୁଲ୍ୟ ହେବି କହୁଛି ସେ। ଜଲଦି ଖୋଲ ଦ୍ୱିତୀୟ ଥେସଲୋନିକୀୟ ବାଇବଲ, ଦ୍ୱିତୀୟ ଥେସଲୋନିକୀୟ 2:4 କଣ ଲେଖା ହେଇଛି? ଦ୍ୱିତୀୟ ଥେସଲୋନିକୀୟ 2:4। ଏଠି ବସୁଥିବା ଭାଇ ଭଉଣୀ ଖାଲି ଜ୍ଞାନ ଗ୍ରହଣ କରନ୍ତୁ ନାହିଁ, ଶୁଣିକି ଏ ବାକ୍ୟ ଦ୍ୱାରା ନିଜର ସ୍ଥିତିକୁ ପାଇବା ଆବଶ୍ୟକ। ଆମେନ୍। ମୁଁ ପ୍ରଫେସର ନାହିଁ, ଜ୍ଞାନ ବଣ୍ଟନ ଲୋକ ନାହିଁ। ଏଟା ଲାଇଫ ଆଉ ଡେଥର ବିଷୟରେ ପ୍ରଭୁ ଆମ କଥା ହଉଛନ୍ତି। ଦ୍ୱିତୀୟ ଥେସଲୋନିକୀୟ 2:4। ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ। ଟିକେ ରହିଯାଅ, ସମସ୍ତେ ଶୁଣନ୍ତୁ। ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ। କା ନାଁରେ ଖ୍ୟାତ ସେ? ଈଶ୍ୱରଙ୍କ ନାମରେ। କା ନାଁରେ ପୂଜିତ ସେ? ଈଶ୍ୱରଙ୍କ ନାମରେ। କିଏ ସେ? ତଳେ ପଢନ୍ତୁ। ଶୈତାନ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସମସ୍ତଙ୍କୁ ବିରୋଧୀ ହୋଇ ସମସ୍ତଙ୍କୁ ବିରୋଧୀ ହୋଇ ସମସ୍ତଙ୍କ କା କାର ବିରୋଧୀ ସେ? ମୋର ଆପଣଙ୍କ ସମସ୍ତଙ୍କ ବିରୋଧ ସେ। ବିରୋଧୀ ହୋଇ କଣ ତା ଲେଖା ହେଇଛି? ନିଜକୁ ସେମାନଙ୍କ ଠାରୁ ଉନ୍ନତ କରେ। ହଁ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖେ। ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସିକି ସେ ଆପଣଙ୍କୁ କଣ ବୋଲି ଦେଖାଉଛି? ଈଶ୍ୱର ବୋଲି। ଈଶ୍ୱରଙ୍କ ମନ୍ଦିରରେ ବସିକି ସେ ନିଜକୁ ଈଶ୍ୱର ବୋଲି ଦେଖାଉଛି। ଆଉ ଯୋଉ ଲୋକମାନେ ତାକୁ ଖ୍ୟାତ ଦେଇଛନ୍ତି ପ୍ରଭୁ ଈଶ୍ୱର ବୋଲି,
ପୂଜା କରୁଛନ୍ତି ଈଶ୍ୱର ବୋଲି, ଏମାନେ ଆଉ ସିଏ ମିଶିକି ସେମାନେ କଣ ହେବେ? 9 ପଦରେ ଦେଖନ୍ତୁ କଣ ଲେଖା ହେଇଛି। ଜଲ୍ଦି ପଢ। ଶୈତାନର ଶକ୍ତି ଅନୁସାରେ ଶୈତାନର ଶକ୍ତି ଅନୁସାରେ ତାପରେ ସମସ୍ତ ପ୍ରକାର ସମସ୍ତ ପ୍ରକାର ମିଥ୍ୟା ଶକ୍ତି ସତ୍ୟ ଶକ୍ତି ଲେଖା ହେଇଛି ନା ମିଥ୍ୟା ଶକ୍ତି ଲେଖା ହେଇଛି? ମିଥ୍ୟା ଶକ୍ତି ତାପରେ ଚିହ୍ନ ଓ ଅଦ୍ଭୁତ କର୍ମ କି ଚିହ୍ନ ଏଇଟା? ମିଥ୍ୟା ଚିହ୍ନ ନା ନାଇଁ? କି ଅଦ୍ଭୁତ କର୍ମ ଏଇଟା? ମିଥ୍ୟା ଅଦ୍ଭୁତ କର୍ମ। ମନେ ପକାଅ ମାଥ୍ୟୁ 7:4। ତମ ନାମରେ ଭୂତ ଛାଡ଼ିଲୁ, ତମ ନାମରେ ଭାବାଣୀ କହିଲୁ, ତମ ନାମରେ ଅନେକ ଅନେକ ଶକ୍ତିର କାର୍ଯ୍ୟ କଲୁ। ହଁ, ସେମାନେ ଗୋଟେ ଯୀଶୁକୁ ବିଶ୍ୱାସ କରୁଥିଲେ। ଯୋଉ ଯୀଶୁ ଏମାନଙ୍କୁ ଭୂତ ଛଡେଇବା ପାଇଁ ଶକ୍ତି ଦେଲା, ଭାବାଣୀ କହିବା ଶକ୍ତି ଦେଲା, ଅନେକ ଅନେକ ଶକ୍ତିର କାର୍ଯ୍ୟ କରିବା ଶକ୍ତି ଦେଲା, ଚର୍ଚ୍ଚକୁ ପଠେଇଲା, ବାଇବଲ ପଢେଇଲା, ସବୁ କଲା। ମାତ୍ର ଗୋଟେ ବିଷୟ ସେ ଶୈତାନ, ଯିଏକି ନିଜକୁ ଯୀଶୁ ଦେଖଉଛି, ଗୋଟେ ବିଷୟ ଦେଇପାରିଲା ନାହିଁ, ଦେଇପାରିବ ନାହିଁ। କଣ? କେବେ ମଧ୍ୟ ଈଶ୍ୱରଙ୍କ ଧାର୍ମିକତା ଇଏ ଦେଇପାରିବନି। ଲୋକକୁ ପଚାରେ, ତମେ ପାପୀ ନା ପବିତ୍ର? କେମିତି ପବିତ୍ର ଆଜ୍ଞା? ଆମେ ତ ସମସ୍ତେ ପାପୀ। ଜଗତରେ କି ଧାର୍ମିକ ଅଛି କି? ଜଗତ ବିଷୟ ପଚାରନି, ମୁଁ ତମ ବିଷୟ କଥା ପଚାରୁଛି। 2005 ମସିହାରେ ମୁଁ ଭୁବନେଶ୍ୱର ଯାଇଥିଲି। ପାତ୍ରପଡା ବୋଲି ଗୋଟେ ସାହି ଅଛି ନା, ପାତ୍ରପଡା ଭୁବନେଶ୍ୱରରେ, ଜାଣିଛନ୍ତି ନା ନାଇଁ? ପାତ୍ରପଡା, ସେଠି ଗୋଟେ ମିଟିଂ ମୋ ପାଇଁ ଆୟୋଜନ କରାଯାଇଥିଲା। ମୁଁ ସେ ପ୍ରଚାର ଯାଇଥିଲି। ଲୋକମାନେ ବସିଛନ୍ତି, ଗୋଟେ ଆଣ୍ଟି, ଗୋଟେ ବୁଢୀ ଲୋକ ସାମ୍ନାରେ ବସିଛି, ଶାଢୀ ଏମିତି ଉଡେଇକି ବସିଛନ୍ତି। ମୁଁ ପଚାରିଲି, ଆଣ୍ଟି ଆପଣ ଖ୍ରୀଷ୍ଟିଆନ? ଦେଖାଯାଉନି କି? ବାଇବଲ ଧରିଛି। ଓହୋ, କ୍ଷମା କରନ୍ତୁ। ଆପଣ ପ୍ରଭୁକୁ ବିଶ୍ୱାସ କରୁଛନ୍ତି? ତମେ କରୁଛ କି? ମତେ ଉଲ୍ଟା ପଚାରିଲେ। ମୁଁ କହିଲି, ଆପଣ ପାପୀ ନା ଧାର୍ମିକ? ଜଗତରେ କିଏ ଧାର୍ମିକ ଅଛି? ଜଣେ ଅଛି? ସମସ୍ତେ ପାପୀ। ମୁଁ ପାପୀ। ଆଚ୍ଛା ଆଣ୍ଟି, ବାଇବଲ ଅନୁସାରେ ପାପୀ ଲୋକ ମଲେ କୁଆଡେ ଯିବେ? ନରକ ଯିବେ। ଧାର୍ମିକ ଲୋକ କୁଆଡେ ଯିବେ? ସ୍ୱର୍ଗ ଯିବେ। ତମେ ପାପୀ ନା ଧାର୍ମିକ? ମୁଁ ପାପୀ। ତମେ ଗଲେ କୁଆଡେ ଯିବ? ମୁଁ ସ୍ୱର୍ଗ ଯିବି। ମୁଁ ଆଉ ଥରେ ପଚାରିଲି, ଆଣ୍ଟି ଟିକେ ଭଲରେ ଶୁଣନ୍ତୁ, ବାଇବଲ ଅନୁସାରେ ପାପୀ ମାନେ ମରିଗଲେ କୁଆଡେ ଯିବେ? କହିଲି ପରା, ନରକକୁ ଯିବେ। ଧାର୍ମିକ ଲୋକ କୁଆଡେ ଯିବେ? ସ୍ୱର୍ଗକୁ ଯିବେ। ତମେ ପାପୀ ନା ଧାର୍ମିକ? ମୁଁ ପାପୀ। ତମେ ମଲେ କୁଆଡେ ଯିବ? ସ୍ୱର୍ଗ ଯିବି ପରା କହିଲି। ମୁଁ କହିଲି, ଆଶ୍ଚର୍ଯ୍ୟ କଥା କହୁଛନ୍ତି ଆପଣ। ତମର ପାଟି କହୁଛି ପାପୀ ମଲେ ନରକ ଯିବ, ତମର ପାଟି କହୁଛି ତମେ ପାପୀ, ତମ ପାଟି କହୁଛି ମୁଁ ମଲେ ସ୍ୱର୍ଗ ଯିବି। କାହିଁକି ସେ ଆଣ୍ଟି ସେମିତି କହୁଥିଲେ ଜାଣିଛନ୍ତି? ତାର କାରଣ ମୁଁ କହିବି ଆପଣଙ୍କୁ। ଯୀଶୁ ଖ୍ରୀଷ୍ଟ ପିତରଙ୍କୁ କହିଲେ, ତୁ ଆଜି କୁକୁଡ଼ା 2 ଥର ଡାକିଲା ପୂର୍ବରୁ 3 ଥର ପିତର ହଁ କହିଲେ। କଣ କହିଲେ? କି କଥା କହୁଛନ୍ତି ଯୀଶୁ? ମୁଁ ଆପଣଙ୍କ ପାଇଁ ଡଙ୍ଗା, ଜାଲ, ଘର ବାଡି, ପରିବାର, କୁଟୁମ୍ବ ସବୁ ଛାଡିକି ଆଇଲି, ମୋର ପ୍ରଫେସନକୁ ଛାଡିକି ଆଇଲି, ଲାଷ୍ଟ ଏଇଟା କଥା ଶୁଣିବା ପାଇଁ ଆଇଥିଲି। ମୁଁ ମରିଗଲେ ମଧ୍ୟ ଆପଣଙ୍କ ସ୍ୱୀକାର କରିବି ନାହିଁ। ଦରକାର ପଡ଼ିଲେ ମରିବା ପାଇଁ ମଧ୍ୟ ମୁଁ ଆସିବି ତମ ପାଇଁ। କିଏ କହିଲା ଏଇଟା? ପିତର କହିଲେ ନା ନାଇଁ? ଯୀଶୁ ଶୁଣିକିରି ଆଉ ଥରେ କହିଲେ, ସତ୍ୟ ସତ୍ୟ ମୁଁ ତମକୁ କହୁଛି, ଆଜି ରାତିରେ 2 ଥର କୁକୁଡ଼ା ଡାକିଲା ବେଳକୁ 3 ଥର କେବେ ହବ ନାହିଁ ବୋଲି ପିତର କହୁଛୁ। ପିତର ଏତେ ଆତ୍ମିକ ହେଇଗଲେ, ଯୀଶୁଙ୍କୁ ଉଲ୍ଟା ସବାଗତ ଦଉଛନ୍ତି। ଯୀଶୁ ନିଜର ଚିନ୍ତା ଛାଡନ୍ତୁ, ଚିନି ପାରିଲେନି 3.5 ବର୍ଷ ଧରିକି ମତେ, ଆରେ କହୁଛନ୍ତି ମୁଁ ଅସ୍ୱୀକାର କରିବି। ସମୟ ଆସିଲା ପରେ ପିତର ଅସ୍ୱୀକାର କଲେ କି ନାହିଁ? ହେଲେ ସେଦିନ ଯୋଉ ପିତର କହିଥିଲେ, ମୁଁ ମରିବା ପାଇଁ ପଡ଼ିବ ସିନା, ମୁଁ ଅସ୍ୱୀକାର କରିବି ନାହିଁ, କିଏ ସେଇଟା? ପିତରଙ୍କ ମୁଖରେ ସେଟା କିଏ କହିଥିଲା? ଯୀଶୁ କହିଲେ ଶିଷ୍ୟମାନଙ୍କୁ, ମନୁଷ୍ୟ ପୁତ୍ର ପାପୀ ମାନଙ୍କ ହାତରେ ଧରାଯିବେ, ଆଉ 3 ଦିନ ପରେ ସେ ପୁନରୁତ୍ଥିତ ହେବେ କ୍ରୁଶରେ ଚଳିଲା ପରେ। ସେମିତି କୁହନ୍ତୁ ନା ଯୀଶୁ, ଆପଣଙ୍କୁ ଛାଡିକି କେମିତି ଯିବେ ଆପଣ? ଆମେ କେମିତି ବଞ୍ଚିବୁ? ଯୀଶୁ କଣ କହିଲେ? ଦୂର ହୋ ପିତର କହିଲେ ନା ଦୂର ଶୈତାନ କହିଲେ? କଣ ପାଇଁ? ପିତର ପରା କହିଥିଲା। ଦୂର ହୋ ପିତର ସିନା କହିଥାନ୍ତେ, ଦୂର ହୋ ଶୈତାନ ବୋଲି କାହିଁ କହିଲେ? କାରଣ ଆମର ଦୃଷ୍ଟିରେ ସେଟା ପିତର କହିଥିଲା, କିନ୍ତୁ ଯୀଶୁଙ୍କର ଦୃଷ୍ଟିରେ ଏଟା କିଏ? ସେଟା ଉତ୍ତମ ଛବିରେ ଦେଖାଯାଉଛି ଶୈତାନ। 10 ଟଙ୍କା ରଖନ୍ତୁ, ଇଆଡେ 10 ଟଙ୍କା ଦଉଛି ଜଣକୁ ଭିକାରୀକୁ, ବସରେ ବସିକି, ଏତେ ସୁନ୍ଦର ହେଇଛି, ଆକୁ ବାହା ହେଇଥିଲେ ଭଲ ହେଇଥାନ୍ତା।
ବେଳେ ବେଳେ ଭଲ, ବେଳେ ବେଳେ ଖରାପ, ବେଳେ ବେଳେ ପଣସ ଗଛ ପଣସ, ବେଳେ ବେଳେ ଆମ୍ବ ଫଳି ଯାଉଛି। ହବ ଆମ ଗଛରୁ ପଣସ ଫଳିବ? ମଣିଷ ଭଲ ବେଳେ ବେଳେ ଭଲ ଦେଖାଯାଉଛି, ବେଳେ ବେଳେ ଖରାପ ଦେଖାଯାଉଛି। ସତରେ ଏମିତି ବେଳେ ବେଳେ ଭଲ ଆଉ ବେଳେ ବେଳେ ଖରାପ, ନା ସମ୍ପୂର୍ଣ୍ଣ ଖରାପ? ଯଦି ଭାବୁଛନ୍ତି ନାଇଁ ବୋଲି, ସମୟ ହେଲେ ଜାଣିବେ କେତେ ଖରାପ ଆମେ। ପିତର ମଧ୍ୟ ଭାବୁଥିଲେ ନାଇଁ ଅସ୍ୱୀକାର କରିବେ ନା, ଭଲ ପାଉଛି। ସମୟ ଆସିଲା ପିତର ନିଜର ଛବିକୁ ପାଇଲେ, କେତେ ମିଛୁଆ ମୁଁ, ଠକି ହେଇଥିଲି ମୁଁ, ଯୀଶୁଙ୍କୁ ଭଲ ପାଉଛି, ମୁଁ ଯୀଶୁଙ୍କୁ ପ୍ରେମ କରୁଛି କହିକି। ଏବେ ଚିନ୍ତା କରନ୍ତୁ ଏ ବିଷୟରେ ଆପଣ। ଶୈତାନର କେତେଟା ଛବି ଅଛି। ମଣିଷକୁ ଠକିବା ପାଇଁ ବହୁତ ଚାଲାକର ଶୈତାନ ଇମେଜ ବନେଇଛି ତାର। ଭଲ କାମ କରିବା ଦ୍ୱାରା ପରିତ୍ରାଣ ମିଳିବ। ମୋ ସାଙ୍ଗ ବ୍ୟବସ୍ଥା ମାନ 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 ବୋଲି ଶିକ୍ଷା ଦିଆଯାଉଛି। ମୋ ସାଙ୍ଗ ବ୍ୟବସ୍ଥା ମାନ। ମୋ ସାଙ୍ଗ ବ୍ୟବସ୍ଥା ଜଗତକୁ ଆସିଲା କେବେ? ଖ୍ରୀଷ୍ଟ ପୂର୍ବ 1491 ମସିହାରେ ସିନାଇ ପର୍ବତରେ ପ୍ରଥମ ଥର ପାଇଁ 2ଟା ପ୍ରସ୍ତର ଫଳ କରେ ମଶାଙ୍କୁ ଦେଲେ ପରମେଶ୍ୱର ଦୋଷାଙ୍କର ପ୍ରସ୍ତର ଫଳ। ସର୍ବମୋଟ ବାଇବଲରେ 613ଟା ବ୍ୟବସ୍ଥା ଲେଖା ହେଇଛି। କିନ୍ତୁ ବାଇବଲ କଣ କହୁ ଜାଣିଛନ୍ତି? ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଶିକ୍ଷକ ସ୍ୱରୂପ ହୋଇଥିଲା, ଆଉ ସେଇ ବିଶ୍ୱାସ ଆସିଲା ପରେ ଆମ୍ଭେମାନେ ଆଉ ସେଇ ଶିକ୍ଷକର ଅଧୀନରେ ନାହୁଁ। ଯୀଶୁ ଜଗତକୁ ଆସିଥିଲେ କି ନାହିଁ? ଆସିଥିଲେ କି ନାହିଁ? କଣ କରିବା ପାଇଁ ଆସିଥିଲେ? ପାପର ଆକାଉଣ୍ଟ, ପାପର ଯୋଉ ବାକି ଥିଲା, ପାପର ଆକାଉଣ୍ଟକୁ କ୍ଲୋଜ କରିବା ପାଇଁ ଆସିଥିଲେ ନା? ପାପର ହିସାବ କିତାବକୁ ସରେଇବା ପାଇଁ ଆସିଥିଲେ ନା ନାହିଁ? ହଁ ନା ନାହିଁ? ଆଚ୍ଛା ଭାଇ, ନା କଣ ତମର? ଛିଲୁ। ଏ ଭାଇଙ୍କର ପାପର ଯୋଉ ହିସାବ କିତାବଟା, ଯୋଉ ଆକାଉଣ୍ଟ, କୋର୍ଟରେ ଯଦି ଜଣେ ଏଫଆଇଆର ଦଉଛି ଜଣଙ୍କ ନାଁରେ, ପୁଲିସ ଷ୍ଟେସନକୁ ଏଫଆଇଆର ଦିଆଯାଉଛି ନା, ତ ସେ ଏଫଆଇଆର କାଗଜ ଲେଖା ହଉଛି କାଗଜରେ, ସେ ଅନୁସାରେ ପୋଲିସ ଆକ୍ସନ ନଉଛି ନା, ତାପରେ କୋର୍ଟକୁ ଫରୱାର୍ଡ କରାଯାଉଛି ମାଜିଷ୍ଟ୍ରେଟ ପାଖକୁ ନା। ଆଉ ଯୋଉଦିନ ସେ ବାହାରିଲେ ଜେଲରୁ, ସେ ଯୋଉ ଏଫଆଇଆର ଯୋଉ କଣ କହିବେ ସେଟାକୁ, ଲେଟର, ସେଇଟା ୟାର ଯେତେବେଳେ ଇଏ ବର୍ତ୍ତମାନ ସବୁ ସେ ଦୋଷୀ ହେବାଟା ଜେଲରେ ତାଙ୍କୁ 2 ମାସ କି 3 ମାସ ପଠେଇଥିବେ, ସେ 3 ମାସ ଜେଲ ଦଣ୍ଡ ଭୋଗିଲା ପରେ ସେ ଏଫଆଇଆର କାଗଜର ପାୱାର ଅଛି କି? ଆଉ କମ୍ପ୍ଲିଟଲି ସରିଲା ପରେ ସେ କାଗଜ ଚିରିଦେବେ ନା ନାଇଁ? ପୋଲିସ ଆଉ ଥରେ ନେଇପାରିବ ନାହିଁ। ତମର ପାପର ବାକି ଖାତା କୋଉଠି ଲେଖା ହେଇଥିଲା? କେମିତି ଜାଣିଲ ତମେ ମୁଁ ପାପୀ ଜଣେ ବୋଲି? ଆମେ ଜାଣିଲୁ କେମିତି ଆମର ପାପୀ ଅଛି, ପାପୀ ଆମେ କହି? ଆମେ ତ ମିଛ କହୁଛୁ ଆଜ୍ଞା, ଆମେ ତ ହିଂସା କପଟ ଲୋକ, ଆମେ ତ ଖରାପ ଚିନ୍ତା କରିବା ଲୋକ ବୋଲି ଆକା ଚୋର ଯାଇ କାନ୍ଦୁଛୁ ବୋଲେ ପାପ କ୍ଷମା ପାଉଛୁ। ମଣିଷ ଜନ୍ମ ହେଲା ପରେ ପାପୀ ହେଇଛି ନା ଜନ୍ମ ହେଲା ପୂର୍ବରୁ ପାପୀ? ଯଦି ଭାବୁଛନ୍ତି ଆପଣ ମୁଁ ପାପ କରିକି ପାପୀ ହେଲି, ବାଇବଲର ପ୍ରଥମ ୱାର୍ଡ ବି ଜାଣିନାହାନ୍ତି। କୌଣସି ଲୋକ ପାପ କରିକି ପାପୀ ହେଇନାହିଁ। ଆପଣ ଜନ୍ମ ହେଲା ପୂର୍ବରୁ ପାପୀ ହେଇସାରିଛନ୍ତି, ଲେଖା ହେଇଛି ବାଇବଲରେ। ଘରେ ଗଲେ ପଢିବେ, ରୋମୀୟ ପୁସ୍ତକ 5 ପର୍ବର 12 ପଦ ଲେଖା ହେଇଛି। ଅତଏବ ଜଣେ ଲୋକ ଦ୍ୱାରା ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଯେପରି ମୃତ୍ୟୁ ସମସ୍ତଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ଆଚ୍ଛା ଠିକ ଅଛି, ତାପରେ ମଧ୍ୟ ମୁଁ ଆଉ ଗୋଟେ ଉଦାହରଣ ଦେବି। ଯୀଶୁ ତମ ପାଇଁ ମରୁଛନ୍ତି ନା ନାଇଁ? କେବେ? 2000 ସାଲ ପୂର୍ବରୁ ମରିଥିଲେ ନା, ତମର ପାପ ପାଇଁ ନା ନାଇଁ? ତମେ କେବେ ପାପ କଲ ଯେ ତମ ପାଇଁ ମଲେ? ତମେ ଯୀଶୁ ଜନ୍ମ ହେଲା ପୂର୍ବରୁ ପାପ କରିଥିଲ, ଆଉ ଯୀଶୁ ଆସିଲେ ଆଉ ମଲେ? ମୁଁ ସେ ଲୋକକୁ କହୁଛି ଯୋଉ ଲୋକ କି ନିଜର ପାପ କରିବାର ଆକ୍ସନ ଦେଖି କହୁଛୁ, ଭାବୁଛନ୍ତି ଆମେ ପାପ କରି। ଯଦି ସତରେ ମୁଁ ପାପ କେମିତି ହେଲେ ବୋଲେ ଜାଣିବ, ଇମିଡିଏଟଲି ଆପଣ ପାପରୁ ମୁକ୍ତ ହେବାର ସ୍ୱାଧୀନତାକୁ ପାଇବେ। କେମିତି? ଅନେକ ଲୋକମାନେ ଠକି ଯାଇଛନ୍ତି, ଆମେ ପାପ କରୁଛୁ ସେଥିପାଇଁ ପାପୀ। ମୁଁ ପଚାରିବାକୁ ଚାହୁଁଛି, ଯୀଶୁ କୋଉ ଦିନ ମଲେ ଆମ ପାପ ପାଇଁ? 2000 ସାଲ ପୂର୍ବରୁ ନା? ହେଲେ ଆମେ 2000 ସାଲ ପୂର୍ବରୁ ଥିଲୁ କି ସେଠି ଯୀଶୁଙ୍କ ସହିତ?
ଯଦି ଜନ୍ମ ଏକା ହେଇନଥିଲୁ ପାପ କେତେବେଳେ କଲୁ ଆମେ? ପାପ କଲେ ତ ଯୀଶୁ କ୍ଷମା ଦେବେ ନା। ତାର ଅର୍ଥ ହଉଛି ଆମେ ଗୋଟେ ସେମିତି ପାପ କରିଛୁ ଯୋଉ ପାପ ଜନ୍ମ ହେଲା ପୂର୍ବରୁ ଆକା ନା ନାଇଁ ନା ଆମେ ଜନ୍ମ ହେଲା ପରେ ପାପ କରିଛୁ ଯୋଉ ଦ୍ୱାରା ଯୀଶୁ ଖ୍ରୀଷ୍ଟ ଆଗରୁ ଜାଣିକି କ୍ଷମା କରିଦେଇଛୁ। ସେମିତି ଚିନ୍ତାଧାର ଲୋକମାନେ ଆକା ଚାଲ ପାପ ତ ନାଇଁ କରି ଚାଲ ପାପ। ସେମିତି କି ଭାଇ ଭଉଣୀ ମାନଙ୍କୁ ଜାଣିବା ଦରକାର ଆମେ ଜନ୍ମ ପୂର୍ବରୁ ପାପ କରି ସାରିଛୁ କିନ୍ତୁ ଆମେ କରିନୁ। ବାଇବଲ କହୁଛି ଜଣେ ଲୋକ ଦ୍ୱାରା ପାପ ଜଗତରେ ପ୍ରବେଶ କଲା। ଜଣେ ଲୋକ କିଏ? ଆଦମରେ ହବା। ଆମେନ୍। ଆମର ଅବସ୍ଥା କଣ ହେଲା? ଗୋଟେ ମାଇ କୁକୁର ଭିତରେ 5ଟା ଛୁଆ ଅଛି। ମାଇ କୁକୁର ବିଷ ଖାଇଦେଲା, ଛୁଆ ମରିଗଲେ ମାଇ କୁକୁର ସହିତ। ମାଇ କୁକୁର ସେ ଛୁଆ ପେଟ ଭିତରେ ଥିଲେ ସେମାନେ ବିଷ ଖାଇଲେ କି? ସେ ଖାଇନାହାନ୍ତି, ମଲେ କେମିତି? କାରଣ ଯିଏ ଖାଇଲା ସେ ପେଟରେ ସେମାନେ ଥିଲେ। ଆମେ ଆଦମ ବଂଶର ଲୋକ ନା। ତ ଏ ଜଗତର ପ୍ରଥମ ପାପୀ କିଏ? ନାଇଁ କିଏ? କିଏ? ଏ ଜଗତର ପ୍ରଥମ ପାପୀ କିଏ ହେଲା? ହବା। କିଏ କହିଲା ଏଇଟା? କିଏ କହିଲା? ହଁ ଠିକ କହିଲେ ଆଜ୍ଞା। କିଏ? ହବା ପ୍ରଥମ ପାପୀ। ଏବେ ଚାଲନ୍ତୁ ଟିକେ ଖୋଜିବା ହବା କଣ କଲାର ପାପ ହେଲା। ସେତେବେଳେ ମଦ ଭାଟି ଥିଲା କି? ଏଦନ ଉଦ୍ୟାନରେ ଗଞ୍ଜେଇ ମଦ ଭାଟି ଥିଲା କି? ବେଶ୍ୟା ଖାନା ଯାକ ଥିଲା? କଣ ପାପ କଲାରୁ ସେ ପାପ ହେଲା? ଆଜ୍ଞା ଲଙ୍ଘନ କଲା। ଠିକ ଅଛି, କେମିତି ଆଜ୍ଞା ଲଙ୍ଘନ କଲା? ଇଚ୍ଛା କଲା ମୁଁ ଆଜ୍ଞା ଲଙ୍ଘନ କରିବି, ମୁଁ କରିଦେବି ସେମିତି? ମୁଁ ଆପଣ 5ଟା ଆଙ୍ଗୁଠିରେ 5ଟା ଅପସନ ଦେବି, ଆପଣ ସେଟାକୁ ବାଛିବେ କୋଉଟା ଠିକ। ପ୍ରଥମ ଜିନିଷ, ହବା ବହୁତ ଖରାପ ପାପ କଲା, ବ୍ୟଭିଚାର କଲା, ମିଛ କଲା, ଠକିଲା, ସେଥିପାଇଁ ପାପୀ ହେଲା। ଦ୍ୱିତୀୟରେ ହବା ମର୍ଡର କରିଦେଲା ଜଣକୁ, ସେଥିପାଇଁ ପାପୀ ହେଇଗଲା। ତୃତୀୟରେ ହବା ମଦ ପିଇଦେଲା, ଗଞ୍ଜେଇ ଟାଣିଦେଲା, ପାପୀ ହେଲା। ଚତୁର୍ଥରେ ହବା ପ୍ରଭୁକା ମାନିଲା ନାହିଁ, ପାପୀ ହେଲା। ପଞ୍ଚମରେ ହବା ଶୈତାନର ସ୍ୱର ଶୁଣିଲା, ଆଉ ପାପୀ ହେଲା। ଶୈତାନ ସ୍ୱର କଣ ଶୁଣିଲା? ସେ ଆଗ ନାରୀ ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବା ପାଇଁ ପ୍ରଭୁ ନିଷେଧ କରିଅଛନ୍ତି। ହବା କଣ କହିଲା? ସଦା ପ୍ରଭୁ ଉଦ୍ୟାନର ସତ୍ ଅସତ୍ ବୃକ୍ଷର ଫଳ ଖାଇବା ପାଇଁ ମନା କରୁଛି କହିଲା କି? ଉଦ୍ୟାନର ମଧ୍ୟସ୍ଥ ବୃକ୍ଷର ଫଳ ମନା କରୁଛନ୍ତି। ତାହା କହିଲେ, ତାହା ଖାଇଲେ ମରିବ, ନିଶ୍ଚିତ ମରିବ କହିଲାନି, ସେ ମରି ପାର ବୋଲି କହିଲେ। ମୁଁ କହିବାକୁ ଚାହୁଁଛି ଶୈତାନ ହବାକୁ ଠକିଲା। କାହିଁକି ଠକି ପାରିଲା? ବିକଜ ହବା ପାଖରେ ବାକ୍ୟ ସ୍ପଷ୍ଟ ନାହିଁ। ଆଦମ ଠକି ହେଇନଥିଲେ ଲେଖା ହେଇଛି ବାଇବଲରେ, ଲେଖା ହେଇଛି ନା ନାଇଁ? ଆପଣ ଯଦି ତିମୋଥୀ ପୁସ୍ତକ ପଢିବେ ସେ ଲେଖା ହେଇଛି ଏଣୁ ଆଦମ ଠକି ପ୍ରବଞ୍ଚିତ ହେଇନାହାନ୍ତି, ନାରୀ ପ୍ରବଞ୍ଚିତ ହେଲା। ଯୋଉ ସମୟରେ ଆଦମ ଆଦି ପୁସ୍ତକ 2:17 ଆଦମକୁ କହିଲେ ଯେହେତୁ ଯେଉଁଦିନ ତମେ ସତସ୍ର ବୃକ୍ଷର ଫଳ ଖାଇବ ସେଦିନ ନିତାନ୍ତ ମରିବ। ହବା ଥିଲା କି ସେଇଠି? ତାପରେ ହବା ତିଆରି ହେଇଛି। ଭାଇ ବୋଲେ ଶୈତାନ କାହାକୁ ଅତି ସହଜରେ ଠକିବ ଜାଣିଛନ୍ତି? ଠକି ପାରିବ ଯାହାର ପାଖରେ ପ୍ରଭୁଙ୍କ ବାକ୍ୟ ନାହିଁ। ଆମେନ୍। ଯାହା ପାଖରେ ପ୍ରଭୁଙ୍କର ସ୍ପଷ୍ଟ ବାକ୍ୟ ସ୍ଥାପନ ନାହିଁ, ସେ ଲୋକକୁ ଶୈତାନ ଠକିବା ପାଇଁ ବେଶୀ ସହଜ। ହଉ ଠିକ ଅଛି, ସେଟା ଟପିକ ପରେ। ବୋଧେ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି ବର୍ତ୍ତମାନ ଏ ଜଗତରେ ମଣିଷ ଏଇ ପ୍ରକାର ପାପ ହେଲା, ପ୍ରଭୁଙ୍କର ଆଜ୍ଞାଙ୍କ ବାକ୍ୟକୁ ସେ ଭାଙ୍ଗିଦେଲେ। ତ ବର୍ତ୍ତମାନ ଏ ସମସ୍ୟାର ସମାଧାନ କରିବା ପାଇଁ ଈଶ୍ୱର କଣ ପଠେଇଲେ? ଉଦ୍ଧାରକର୍ତ୍ତାଙ୍କୁ ପଠେଇଲେ। କିଏ? ଯୀଶୁଙ୍କୁ ପଠେଇଲେ। ଯୀଶୁ ହଉଛି ଉଦ୍ଧାରକର୍ତ୍ତା ନା? ହଁ, ବର୍ତ୍ତମାନ ଶୈତାନ ସ୍ୱର୍ଗରେ ଆପଣା ସିଂହାସନ ଉଚ୍ଚୀକୃତ କରିପାରିଲା ନାହିଁ। ସେ ଆପଣଙ୍କୁ ସେ ସର୍ବପରିସ୍ତକ ତୁଲେ ହେବା ପାଇଁ ଚେଷ୍ଟା କରୁଛି। ହେଲେ ଏ ପୃଥିବୀରେ ବର୍ତ୍ତମାନ ଲୋକମାନଙ୍କୁ ସେ ଠକୁଛି ତାର ମିଛ ଇମେଜକୁ ବନେଇକି। ଲୋକମାନେ କହୁଛି ମୁଁ ଯୀଶୁ, ମତେ ବିଶ୍ୱାସ କର, ମୋ ପଛରେ ଆସ, ମୁଁ ତମକୁ ଧନ ଦେବି, ମୋ ପଛରେ ଆସ, ତମ ପିଲାଙ୍କ ପାଠ ଭଲରେ ମୁଁ ପଢେଇଦେବି, ସମସ୍ତ ବିଷୟ ମୁଁ ଦେବି ପୃଥିବୀରେ। ଭାଇ ଭଉଣୀ, ଆପଣ ହାତ କମ୍ପିଯିବ, ଆପଣଙ୍କ ମୁହଁ
ଥର ଥର ହେଇଯିବ। ମୁଁ ଯୋଉ କଥା କହିବି ବର୍ତ୍ତମାନ, ଦୁନିଆରେ ଏମିତିକା ମଣ୍ଡଳୀ ଅଛି ଯେ ମଣ୍ଡଳୀର ଲୋକମାନେ ଶୈତାନକୁ ପୂଜା କରୁଛନ୍ତି, ଜାଣିଛନ୍ତି? ଆପଣ ଫିଲିପାଇନ୍ସକୁ ଯିବେ, ଫିଲିପାଇନ୍ସରେ ଗୋଟେ ଚର୍ଚ୍ଚ ଅଛି, ଲୋକମାନେ ଶୈତାନକୁ ପୂଜା କରୁଛନ୍ତି। କେମିତି ଜାଣିକି ପୂଜା କରୁଛନ୍ତି? ଆମେ ଯୀଶୁଙ୍କୁ ପୂଜା କଲେ ଖାଲି ସ୍ୱର୍ଗ ପାଇବୁ, ମତେ ଶୈତାନକୁ ପୂଜା କଲେ ଜଗତରେ ଧନୀ ହବୁ। ଆମେ କୋଉ ବାକ୍ୟରୁ ସେ ଚର୍ଚ୍ଚ ସ୍ଥାପନ ଜାଣିଛନ୍ତି? ମାଥ୍ୟୁ 4 ବାକ୍ୟ। ଶୈତାନ ଯୀଶୁଙ୍କୁ ଯାଇ କହୁଛି କଣ ବୋଲି? ତୁମର ପାଦ ଧରେ, ମୋ ପ୍ରଣାମ କରେ, ମୁଁ ତତେ ଜଗତର ସବୁ ଐଶ୍ୱର୍ଯ୍ୟ ଦେବି ବୋଲି କହୁଛି। ଲୋକମାନେ ବର୍ତ୍ତମାନ ଏ ବାକ୍ୟକୁ ୟୁଜ କରିକି ଶୈତାନ ଦ୍ୱାରା ଠକି ହେଇକି, ଆରେ ଆମେ ଜଗତରେ ବଞ୍ଚୁଛୁ ପରା, ଆମେ ଜଗତରେ ବଞ୍ଚିଲେ ଆମକୁ ଧନ୍ୟ ହେବାକୁ ପଡିବ, ଜାଗତିକ ବିଷୟରେ ପରିପୂର୍ଣ୍ଣ ହେବାକୁ ପଡିବ। ଆମେ ଯୀଶୁକୁ ପୂଜା କଲେ କଣ ପାଇବା? ଆମେ ଯୀଶୁକୁ ପୂଜା ଖାଲି ସ୍ୱର୍ଗ ଖାଲି ପାଇବା। ଆମେ ତ ସ୍ୱର୍ଗକୁ ଯିବା ପରେ ଏବେ ଜଗତରେ ଅଛୁ। ଆମକୁ ଯୀଶୁଙ୍କୁ ବନାଇ ଶୈତାନକୁ ପୂଜା କରିବାକୁ। ଜଗତରେ ମଧ୍ୟ ଏମିତି ଚର୍ଚ୍ଚ ଅଛି, ଯିବେ କି ସେ ଚର୍ଚ୍ଚକୁ? ଯିବେ? ଆମେରିକାରେ ଗୋଟେ ଚର୍ଚ୍ଚ ଅଛି, ମୁଁ ଦୁଃଖିତ କହିବା ପାଇଁ, ସେ ଚର୍ଚ୍ଚକୁ ଯିଏ ବି ପଶିବ ସାପ ଗୁଡେଇକି ପଶିବ। ସେ ପାଷ୍ଟର ମଧ୍ୟ ସାପ ଗୁଡେଇ ପ୍ରଚାର କରିବ। କାହିଁକି? ମାର୍କ ପୁସ୍ତକ ଲେଖା ହେଇଛି, ଶିଷ୍ୟମାନଙ୍କ ବିଷୟରେ ଲେଖା ହେଇଛି, ଯିଏ ଈଶ୍ୱରଙ୍କୁ ବିଶ୍ୱାସ କରୁଛି ସେ ବିଛା ସାପର ଶକ୍ତି ମଧ୍ୟ କଣ କରିପାରିବ? ମାର୍କ ପୁସ୍ତକ 16 ଶେଷରେ ଲେଖା ହେଇଛି ନା ନାଇଁ? ହେଲେ ସେମାନେ ପ୍ରାକ୍ଟିକାଲି ପରୀକ୍ଷା କରିବାକୁ ଚାହୁଁଛନ୍ତି, ପ୍ରଭୁ ଆମେ ତ ଅଛନ୍ତି ବୋଲେ ଏ ସାପ କାମୁଡ଼ିଲେ ମଧ୍ୟ ଆମେ କିଛି ହବ ନାହିଁ। ବହୁତ ଲୋକ ମରିସାରିଲେଣି, କିନ୍ତୁ ସେ ଅନ୍ଧବିଶ୍ୱାସ ସରୁନାହିଁ। ଶୈତାନ ଏ ଦୁନିଆରେ ମଧ୍ୟ ଚର୍ଚ୍ଚ ତିଆରି କରିଛି। ଏ ଚର୍ଚ୍ଚରେ କଣ ଶିଖଉଛି ଶୈତାନ ଜାଣିଛନ୍ତି? ବାଇବଲ ପଢ, ପ୍ରାର୍ଥନା କର, ଚର୍ଚ୍ଚକୁ ଯାଅ, ଉପବାସ କର, ଦଶମାସ ଦିଅ, ସବୁ କର, ମାତ୍ର ଧାର୍ମିକ ବୋଲି କେବେ ବିଶ୍ୱାସ କର ନାହିଁ। ଯୀଶୁ କଣ କରୁଛନ୍ତି? ବାଇବଲ ଲେଖା ଯୀଶୁ ଖ୍ରୀଷ୍ଟ କଣ କରିବା ପାଇଁ ଆସିଲେ? ଆଚ୍ଛା, ମତେ ଗୋଟେ ପ୍ରଶ୍ନ ଉତ୍ତର ଦିଅନ୍ତୁ। ଆଜି ମାଥ୍ୟୁ 19 ପଢିଛୁ, ଆଜ୍ଞା କୋଉଠୁ ଆସିଛନ୍ତି? କୋଉଠୁ ଆସିଛନ୍ତି? ଗାଁ ଗମାଣ୍ଡ ଆସୁଛନ୍ତି? ମୁଁ ଛୋଟ ପ୍ରଶ୍ନ କରେ, ଅଟୋ କେବେ ଦେଖିଛନ୍ତି? ଅଟୋ, କ୍ୟାମେଲ, ଓଟ ପ୍ରାଣୀ ଜନ୍ତୁ ଦେଖିଛନ୍ତି? ଛୁଞ୍ଚି ତ ଦେଖିଥିବେ। ଯୀଶୁ କହୁଛନ୍ତି ଛୁଞ୍ଚିର ଛିଦ୍ରରେ କଣ ପଶିପାରେ? କଣ ସୂତା ସିନା ପଶିବ କହିବା? ଯୀଶୁ କଣ କହୁଛନ୍ତି ମାଥ୍ୟୁ 19? ଛୁଞ୍ଚିର ଛିଦ୍ରରେ ଓଟ ପଶି ପାରିବ। କୋଉଠି ଆମେ ଏଟାକୁ ରଖିବା? ଏ ବୁଝାମଣା ହେଇପାରିବ? ଛୁଞ୍ଚିର ଛିଦ୍ରରେ ଓଟ ପଶିବ? କଷ୍ଟ ନା ଅସମ୍ଭବ? କଷ୍ଟ ନା ଅସମ୍ଭବ? ମା କୁହନ୍ତୁ, ଛୁଞ୍ଚିର ଛିଦ୍ରରେ ଓଟ ପଶି ପାରିବ? ଯୀଶୁ କହିଲେ ହଁ, ଛୁଞ୍ଚିର ଛିଦ୍ରରେ ଓଟ ପଶି ପାରିବ, ମତେ ଧନୀ ଲୋକମାନେ ସ୍ୱର୍ଗ ଯିବାଟା କଷ୍ଟ। କିଏ ଧନୀ ଲୋକମାନେ? ଯାହା ଘରେ ବେଶୀ ଟଙ୍କା ସୁନା ଅଛି ସେମାନେ ଧନୀ ମାନେ। ଧନୀ ଲୋକମାନେ ଟଙ୍କା ସୁନା ହୀରା ମୋତି ମାଣିକ ଥିବା ଲୋକମାନଙ୍କ ବିଷୟରେ, ଧନୀ ବିଷୟରେ ବାଇବଲ କହୁନାହିଁ। ବାଇବଲରେ ଧନୀ କିଏ? ଯିଏ ନିଜର ଧାର୍ମିକତାକୁ ଧରିଛି, ମୁଁ ସବୁ ଜାଣିଛି, ମୁଁ କରିପାରୁଛି, ମୁଁ ଆଜ୍ଞା ମାନିପାରିବି, ମୁଁ ପୁରା 50 ବର୍ଷର ପାଷ୍ଟର, ଗୋଟେ ମତେ ବାକ୍ୟ କହି ଆଇଛ। ନିଜର ଧାର୍ମିକତାରେ 1000ଟା ଚର୍ଚ୍ଚ ସ୍ଥାପନ କଲେ ମଧ୍ୟ ପ୍ରଭୁଙ୍କ ସ୍ଥାନରେ ସେ ଗ୍ରହଣ ଯୋଗ୍ୟ ହେଇପାରିବ ନାହିଁ। ଆମେନ୍। ଭୂତ ଛଡେଇବା ଲୋକ, ଭାବାଣୀ କହିବା ଲୋକ, ଅନେକ ଶକ୍ତିର କାର୍ଯ୍ୟ କରେ ଲୋକକୁ ଯୀଶୁ କହୁଛନ୍ତି ମୁଁ ତମକୁ କେବେ ବି ଜାଣିନାହିଁ। ଯୀଶୁ ଖ୍ରୀଷ୍ଟଙ୍କୁ କାହାକୁ ଦରକାର ଜାଣିଛନ୍ତି? ଗୋଟେ କରଗରାହୀ ସଦୃଶ ଗୋଟେ ଲୋକକୁ ଦରକାର, ଗୋଟେ ଡକାୟତ ପରି ଗୋଟେ ଲୋକକୁ ଦରକାର, ଯିଏକି କହୁଛି ହେ ପ୍ରଭୁ, ଆପଣଙ୍କ ରାଜ୍ୟ ଗଲା ବେଳେ ମତେ ଟିକେ ମନେ ପକାଅ। କିଏ ସେ? କଣ କାମ କରୁଥିଲା ସେ? ଡକାୟତ କାମ କରୁଥିଲା ସେ। ଡକାୟତ ମାନେ ଚର୍ଚ୍ଚକୁ ଯିବେ କି? ଡୁବନ ହେବେ? 10 ମାସ ଦଉଥିବେ? 10 ମାସ ଦେବେ କଣ? 10 ମାସ ପାଇଲେ ଚୁରେଇକି ନେବା ଲୋକ ସେମାନେ। ସେବା କାମ କରିବା ଲୋକ ସେମାନେ କି ଡକାୟତ ମାନେ? ହେଲେ ମୁଁ ପଚାରିବାକୁ ଚାହୁଁଛି, ସେଟା ପ୍ରଥମ ଥର ହେଇଥିବ ଇଏ ଲୋକର ଯୀଶୁ ସହିତ କଥା ହେବା ନା କ୍ରୁଶରେ? ଯୀଶୁ ସେ ପଛ କହୁଛି ହେ ପ୍ରଭୁ, ହେ ଗୁରୁ, ଆପଣଙ୍କ ରାଜ୍ୟ ଗଲା ବେଳେ ମତେ ଟିକେ ମନେ ପକାଅ। ଯୀଶୁ ୟାର ଶୁଣିକିରି ଏତେ ଖୁସି ହେଇ ପକେଇଲେ, 6 ମାସ ପରେ ତୁ ମୋ ସହିତ ପାରଦର୍ଶ ଉପସ୍ଥିତ କହିଲେ କି? 2 ବର୍ଷ ପରେ ତୁ ମୋ ସହିତ ପାରଦର୍ଶରେ ଉପସ୍ଥିତ କହିଲେ? କଣ କହିଲେ?
ଆଜି ତୁ ମୋ ସହିତ ପାରଦେଶରେ। ଆଶ୍ଚର୍ଯ୍ୟ ଯୀଶୁଙ୍କର ଚିନ୍ତାଧାରା। ଜୀବନ ସାରା ଡକାୟତ କାମ କରିବା ଲୋକ ନା ଚର୍ଚ୍ଚ ଯାଇଛି, ନା ବାକ୍ୟ ପଢୁଛି, ନା ପ୍ରାର୍ଥନା କରୁଛି, ନା କଣ କରୁଛି, ସିଧାସଳଖ କହି ଦଉଛନ୍ତି ଆଜି ଆକା ତୁ ମୋ ସହିତ ପାରଦେଶରେ ଉପସ୍ଥିତ ହବୁ। କଣ ଦେଖିକି ଯୀଶୁ ଏତେ ଖୁସି ହେଇଗଲେ? ଏ ଲୋକର କଣ ଦେଖିକି ଯୀଶୁ ଏତେ ଖୁସି ହେଇଗଲେ ଯିଏକି ଜୀବନ ସାରା ପାପ କରିବା ଲୋକକୁ କହୁଛନ୍ତି ଆଜି ଆକା ତୁ ମୋ ସହିତ ପାରଦେଶ ଉପସ୍ଥିତ ହବୁ। ପ୍ରଥମ ସାମୁଏଲ 16 ପର୍ବର 7 ପଦ ଲେଖା ହେଇଛି ବାକ୍ୟ କଣ? ମନୁଷ୍ୟ ବାହ୍ୟ ରୂପେ ଦେଖେ, ଈଶ୍ୱର ଉଚ୍ଚତା ନିଜ ଦେଖିବାରେ ଈଶ୍ୱର ଅନ୍ତଃକରଣ ଦେଖୁଛନ୍ତି। ଯୀଶୁ ପାଖରେ କେତେ ଜଣ ଡକାୟତ ମାନେ ଥିଲେ କୁହନ୍ତୁ? ଯୀଶୁ ଖ୍ରୀଷ୍ଟ ପାଖରେ କେତେ ଜଣ ଡକାୟତ ମାନେ ଟଙ୍କା ହେଇଥିଲେ? 2 ଜଣ। ଜଣେ କହିଲା ଆରେ ତୁ ପୁରା ଖ୍ରୀଷ୍ଟ, ତୁ ନିଜକୁ ବୁଲା ମତେ ବି ବୁଲା। ଆଉ ଜଣେ କଣ କହୁଛି? ତୁ ସେମିତି କାହିଁ କହୁଛୁ, ଆମର ତ ଦଣ୍ଡ ଭୋଗ ଭୋଗୁଛୁ ଆମେ, ସେ ତ ନିର୍ଦ୍ଦୋଷ ଲୋକ। ଏଟା କହିଲା ପରେ କହୁଛି ସେ ପ୍ରଭୁ ଟିକେ ମତେ ମନେ ପକା। ଏ କ୍ରୁଶ ପାଖରେ 2 ଜଣ ଡକାୟତଙ୍କ ଅର୍ଥ କଣ? ଆଜି ଦୁନିଆରେ ମଧ୍ୟ ଏ 2 ଜଣ ଡକାୟତ ସଦୃଶ ଜଣେ ଡକାୟତ ବର୍ତ୍ତମାନ ଯୀଶୁଙ୍କ ଠାରୁ ସାହାଯ୍ୟ ମାଗୁଛି। ଯୀଶୁଙ୍କ ଠାରୁ ସାହାଯ୍ୟ ମାଗୁଛି। ସେ କଣ ସାହାଯ୍ୟ? ମତେ ଓହ୍ଲେଇ ଦେ କ୍ରୁଶରୁ। ଯୀଶୁ ତାକୁ କ୍ରୁଶରୁ ଓହ୍ଲେଇ ଦେଇଥିଲେ ସେ କୁଆଡେ ଯାଇଥାନ୍ତା? ଆଉ ଥରେ ଜଗତକୁ ଫେରିବାକୁ ଚାହୁଁଛି ସେ। ମତେ ଆଉ ଜଣେ ଡକାୟତ କହୁଛନ୍ତି କଣ ବୋଲି? ହେ ପ୍ରଭୁ ଯଦି ଆପଣ ରାଜ୍ୟ ଗଲାବେଳେ ମତେ ଟିକେ ମନେ ପକାଅ। ତାର ଅର୍ଥ ହଉଛି ପ୍ରଭୁ ଏଇ ଯୋଉ ଜଗତରେ ବଞ୍ଚିଲି ମୁଁ, ଇଆର ଫଳ ହଉଛି ବର୍ତ୍ତମାନ ମରୁଛି ମୁଁ। ମୁଁ ଦିନେ ଭାବୁଥିଲି ଟଙ୍କା ପାଇଲେ ଖୁସି ହେବି, ଡକାୟତ କାମ କରିକି ଟଙ୍କା ପାଇଲେ ଖୁସି ହେବି। ଏ ଜଗତ ଆଜି ମତେ କ୍ରୁଶରେ ଟଙ୍ଗେଇଲା। ମତେ ଜମା ଇଚ୍ଛା ନାହିଁ ଆଉ ଜଗତକୁ ଫେରିବା ପାଇଁ। ଆଉ ଯଦି କୋଉ ଶାନ୍ତିର ଦୁନିଆ ଅଛି ଦୟା କରିକି ନେଇଯାଅ। ଯୀଶୁ ସେ ମନକୁ ଦେଖିଲି, ତାର ଭଙ୍ଗା ଯାଇଥିବା ମନ, ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ ପରମେଶ୍ୱରଙ୍କର ଗ୍ରାହ୍ୟ ବଳି ଲେଖା ହେଇଛି ବାଇବେଲ। ହୋମ ବଳି କି ନୈବେଦ୍ୟ ତମେ ଲଳିଲ ନାହିଁ। ଗୋଟେ ଭଙ୍ଗା ଯାଇଥିବା ଆତ୍ମାକୁ ଈଶ୍ୱର କେବେ ତୁଚ୍ଛ କରିବେନି ଲେଖା ହେଇଛି ନା? ଗୀତ ସହିତ 51 ପର୍ବର 16 ପଦର 17 ପଦ ଲେଖା ହେଇଛି ନା ନାଇଁ? ଈଶ୍ୱର ମନକୁ ଦେଖିଲେ। ଯୋଉ ମନ ଭାଙ୍ଗି ଯାଇଛି ଦୁନିଆରେ, ଯୋଉ ମନ ପାପୀ, ମୁଁ କଦର୍ଯ୍ୟ ଲୋକ, ନରକକୁ ଯାଉଛି, ମୋର କିଛି ରାସ୍ତା ନାହିଁ। ଆଉ ଯୀଶୁ ଖ୍ରୀଷ୍ଟ କାହାକୁ ଦରକାର? ଭଲ ଲୋକକୁ। ଯୀଶୁ ଖ୍ରୀଷ୍ଟ ଗୋଟେ ପାପୀକୁ ଦରକାର। ଯୋଉ ପାପୀ ହାତ ଟେକି ଦେଇଛି, ମୁଁ କିଛି କରିପାରିବିନି ମୋ ପାଇଁ, ଆଉ ମୁଁ ମୋ ପରିତ୍ରାଣ ପାଇଁ କିଛି କରିପାରିବି ନାହିଁ। ଏ ପ୍ରଭୁ ତମେ ଦୟା ନ କଲେ ମୁଁ କିଛି କରିପାରିବି ନାହିଁ। ସେ ଲୋକକୁ ଯୀଶୁ କହିଲେ ଆଜି ତୁ ମୋ ସହିତ ପାରଦେଶରେ ଉପସ୍ଥିତ ହବୁ। ଛୁଞ୍ଚିର ଛିଦ୍ର ଦେଇକି ଓଟ ପଶିଲା ପରି, ଅସମ୍ଭବ ପରି ଇଏ ଲୋକ ଯିଏ ଜୀବନ ସାରା ଡକାୟତ କାମ କରୁଛି, 1 ମିନିଟରେ ସ୍ୱର୍ଗ ରାଜ୍ୟ ସେ ପାଉଛି। ଆମେନ୍। ମୁଁ ଯିଏକି ମଦ ପିଇ ପିଇ ମରି ଯାଉଥିଲି, 2001 ମସିହା ଅଗଷ୍ଟ 21 ତାରିଖ ଦିନ ମୁଁ ଯୀଶୁକୁ ଭେଟିଲି। ଯୀଶୁ କହିଲେ ତୁ ତୋର ସବୁ ପାପ କ୍ଷମା କରିଦେଇଛି ମୁଁ, ତୋର ସମସ୍ତ ପାପ ପାଇଁ ମୁଁ ରକ୍ତ ଦେଇଛି। ମୋର ଚିହ୍ନ, ପୁନରୁତ୍ଥାନର ଚିହ୍ନ ହଉଛି ତୋର ଧାର୍ମିକତାର ପ୍ରମାଣ। ଗୋଟେ ବୁଢୀ ମା ମତେ ପଚାରିଲେ ଆଜ୍ଞା ବାବୁ ତମେ କହିଲ ମଦ ପିଉଥିଲ, ଗଞ୍ଜେଇ, କେମିତି ପରିବର୍ତ୍ତନ ଟିକେ କହିଲ ନାହିଁ? ମୁଁ କହିଲି ଖାଇଲା ପରେ ବଇଲେ ତ କହିବି, ସବୁ କହିଦେଇଥିଲେ ଖାଇକି ପଳେଇବ ଘରକୁ। ମୋର ପରିବର୍ତ୍ତନ ହେବାର ଜୀବନରେ ମୁଁ କିଛି ଶିକ୍ଷା ପାଇକି ପରିବର୍ତ୍ତନ ହେଇନାହିଁ। କିଏ ମତେ ଜବରଦସ୍ତି ମଦ ଛାଡେ କହିକି ମୁଁ ଛାଡି ନାହିଁ। ମୁଁ ଯୋଉ ବାକ୍ୟ ଶୁଣିଲି, ଯେ ବାକ୍ୟ ମୋ ଭିତରେ ପ୍ରବେଶ କଲା, ସେ ବାକ୍ୟ ମୋର ଜୀବନକୁ ବଦଳେଇଲା। ଆମେନ୍। ଇଏ ଡକାୟତ ଯଦିଓ ପାପ କାମ କରୁଛି ହୋଲ ଲାଇଫ, ଯୀଶୁ ୟାର ଅନ୍ତଃକରଣ ଦେଖିଲେ। କେତେ ଭାଗ୍ୟବାନ ଲୋକ ଇଏ, ଯୀଶୁଙ୍କ ପାଖକୁ ଯାଇଛି କଥା ହେଇପାରିବା। କେତେ ଦୁର୍ଭାଗ୍ୟ ଲୋକମାନେ ପୁରୁଷର ଦୂରରେ ଛିଡାଇକି ହେ ହେ ମରିଗଲା ରେ ପ୍ରଭୁର ଲୋକ ଆକା ଇଏ, କଣ କରିବା ଆଉ, ମଲା ତ ଚାଲ ଯିବା। ଇଏ କେତେ ଭାଗ୍ୟବାନ ଲୋକ ଯୀଶୁଙ୍କ ପାଖରେ ଅଛି। କିଏ ତାକୁ ଯୀଶୁ ପାଖକୁ ନେଇଯାଇଛି ଜାଣିଛନ୍ତି? କିଏ ନେଇଯାଇଛି? ତାର ପାପମୟ ଜୀବନ। ଆମେନ୍। ସେ ତାର ପାପମୟ ଜୀବନ, ଧ୍ୱଂସ ହେଇଥିବା ଜୀବନ ବାଇବଲରେ ଦେଖେଇଲି ମୁଁ ଆଜି ସକାଳେ। ତୁମେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ, ପୁଣି କହୁଛ ହେ ମନୁଷ୍ୟ ସନ୍ତାନ କଣ ତମେ ଫେର। ମୁଁ ପିଲା ଦିନରୁ ପାଠ ହେଲା ନାହିଁ, ମୋର ସବୁରେ ମୁଁ ଧୂଳି ଛାତ ହେଇଗଲି। ମୁଁ ଜାଣିନଥିଲି ଏ ଜଗତ ପାଇଁ ଅକର୍ମଣୀୟ ଲୋକ, ଏ ଜଗତରେ ଗୋଟେ ମୂର୍ଖ ଲୋକ, ଏ ଜଗତରେ ଯିଏକି କିଛି ଲାଭଯୁକ୍ତ ନାହିଁ ଲୋକକୁ ପ୍ରଭୁ ବାସିଲେ।
ଚିନ୍ତା କରନ୍ତୁ ବିପରୀତ ଭାବରେ ଯୁବକ ପଚାରୁଛି କଣ ଆଉଣା ଅଛି କୁହ ତ ମତେ ମୁଁ କରିକି ଦେଖେଇବି। ଯୀଶୁ କହିଲେ ଠିକ ଅଛି ତତେ କହିବି ନା ତୋର ସବୁ ସମ୍ପତ୍ତି ବିକିଦେ। ଯୀଶୁ ଜାଣିକି ତାକୁ କହିଲେ ତାକୁ ପରୀକ୍ଷା କରିବା ତାର ହୃଦୟକୁ ଦେଖିବା ପାଇଁ। ଭାଇମାନେ ଶୈତାନ ଦ୍ୱାରା ଠକି ହୁଅନ୍ତୁ ନାହିଁ। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ମାନେ ଯିଏ ମୋର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କରିବ ସିଏ ପଶିବ। ଆମେନ୍। ଏବେ ମୁଁ କହିବାକୁ ଚାହୁଁଛି ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ସାଧନ କଣ? ବାଇବଲ ଖୋଲନ୍ତୁ ମୁଁ ଦେଖେଇବି ଆପଣଙ୍କୁ। ଲେବୀୟ ପୁସ୍ତକ 19 ପର୍ବ। ଆଉ ମୁଁ 10 ମିନିଟ କହିକି ସରେଇବି ଆଉ ଯିବା। ଲେବୀୟ ପୁସ୍ତକ 19 ପର୍ବ। ଯୋଡ଼େ କିଏ ହେଲେ ପଢିବେ। ଏକ ପଦ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣର ସମସ୍ତ ମଣ୍ଡଳୀ କି କୁହ, ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ। ଲେବୀୟ ପୁସ୍ତକ 20 ପର୍ବ 26 ପଦ। ପୁଣି ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆଉ ତୁମ୍ଭେମାନେ ଯେପରି ଆମର ହେବ, ଏଥିପାଇଁ ଆମ୍ଭେ ଅନ୍ୟ ଲୋକଙ୍କ ଠାରୁ ତୁମ୍ଭକୁ ପୃଥକ କରିଅଛୁ। ଈଶ୍ୱର କଣ କହୁଛନ୍ତି ଜାଗାରେ? କଣ ହେବା ପାଇଁ କହୁଛନ୍ତି? ପବିତ୍ର ଈଶ୍ୱର କଣ କହୁଛନ୍ତି ଭାଇ ଭଉଣୀ ମାନେ ଏଇ ଜାଗାରେ? ପବିତ୍ର ହେବ। କାହା ପାଇଁ ପବିତ୍ର ହେବାକୁ ପଡିବ? ଆମ୍ଭ ଉଦ୍ଦେଶ୍ୟ ତୁମ୍ଭେ ମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ହବ, କାରଣ ଆମ୍ଭେ ସଦାପ୍ରଭୁ ପବିତ୍ର ଅଟୁ। ଆମେନ୍। ଦ୍ୱିତୀୟ ପ୍ରଥମ ଥେସଲୋନିକ୍ୟ 4 ପର୍ବ 3 ପଦ। ପ୍ରଥମ ଥେସଲୋନିକ୍ୟ 4 ପର୍ବ 3 ପଦ। ଜଲ୍ଦି ପଢନ୍ତୁ। ପାଇଲେ? ପ୍ରଥମ ଥେସଲୋନିକ୍ୟ 4 ପର୍ବର 3 ପଦ। କେତେ କଷ୍ଟ ପାଇବା ପାଇଁ। ବଡ ପାଟି କରି ପଢନ୍ତୁ। 4:3। ହଁ 4 ପର୍ବ 3 ପଦ। କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, କାରଣ ତୁମେ ମାନେ ଯେପରି ପବିତ୍ର ହୁଅ, ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ଭାଇ ମାନଙ୍କୁ ପଚାରିବାକୁ ଚାହୁଁଛି, ମୋ ନାଁ ହଉଛି ରଜତ ଭୂଷଣ ନାୟକ ହେଲା। ମୋର ପୁଅ ଗୋଟେ ଅଛି 16 ବର୍ଷ ହଉଛି, ତାର ନାଁ ହଉଛି ଯଶୁଆ ପଟ୍ଟନାୟକ। ଠିକ କହିଲି ନା? ଭଲରେ ଶୁଣିକି ଉତ୍ତର ଦିଅନ୍ତୁ। ମୋର ନାଁ ହଉଛି ରଜତ ଭୂଷଣ ନାୟକ, ମୋର ପୁଅର ନାଁ ଯଶୁଆ ପଟ୍ଟନାୟକ। ହେଇପାରିବ? ମୋର ପୁଅର ନାଁ କଣ ହେବା ଦରକାର? ସେ ଚାହିଁବ ମୁଁ ସାହୁ ହେବା ପାଇଁ ଚାହୁଁଛି, ହେଇପାରିବ? ସେ କାହିଁକି ଯଶୁଆ ନାୟକ ଜାଣିଛନ୍ତି? କାରଣ ମୁଁ ତା ବାପା ହଉଛି ରଜତ ଭୂଷଣ ନାୟକ। ମୋର ପୁଅ ପାଖରେ ମୋର ମଞ୍ଜି ଅଛି, ତ ମୋର ନିହାତି ଟାଇଟଲ ତାର ଲାଗିବ। ସେ କେବେ ସାହୁ ହେଇପାରିବ ନାହିଁ, ସେ ପଟ୍ଟନାୟକ ହେଇପାରିବ ନାହିଁ, ସେ ନାୟକ ହେବା ପାଇଁ ବାଧ୍ୟ। ମୋର ମଞ୍ଜିରୁ ଜାତ ସେ। ଈଶ୍ୱରଙ୍କ ଟାଇଟଲ କଣ? ଈଶ୍ୱର ପବିତ୍ର ନା ଈଶ୍ୱର ପାପୀ? ଈଶ୍ୱର ଯଦି ପବିତ୍ର, ଈଶ୍ୱର ପୁତ୍ର ମାନେ କଣ ହେବା ଦରକାର? ପବିତ୍ର। ସମସ୍ୟା ହଉଛି ସ୍ୱର୍ଗ ହଉଛି ପବିତ୍ର ଜାଗା। ସ୍ୱର୍ଗ ହଉଛି ପବିତ୍ର ଜାଗା। ପବିତ୍ର ଲୋକ ପବିତ୍ର ପରମେଶ୍ୱରଙ୍କ ସହିତ ରହିବା ପାଇଁ ପଡିବ। ଆମକୁ କଣ ପାଇଁ ଧାର୍ମିକ ହେବାକୁ ପଡିବ? କାରଣ ସ୍ୱର୍ଗ ରାଜ୍ୟ ହଉଛି ପବିତ୍ର ଜାଗା। କିନ୍ତୁ ସମସ୍ୟା ହଉଛି କଣ? ଆମେ କେବେ ଆମର କର୍ମ ଦ୍ୱାରା ଧାର୍ମିକ ହେବାଟା ଅସମ୍ଭବ। ରୋମିଓ 3:10 ଲେଖା ହେଇଛି, ଜଗତରେ ଜଣେ ଧାର୍ମିକ ନାହିଁ, ଜଣେ ସୁଦ୍ଧା ନାହିଁ। ଲେଖା ହେଇଛି ନା ନାହିଁ? ଏ ଜଗତରେ ଜଣେ ମଧ୍ୟ ଧାର୍ମିକ ନାହିଁ, ଜଣେ ସୁଦ୍ଧା ନାହିଁ। ସତ କଥା ଲେଖା ହେଇଛି ଏଟା। କିନ୍ତୁ ଆପଣ ଯଦି 10, 11, 12, 13, 14, 15, 16, 17, 18, 19, 20ରେ ପହଞ୍ଚିବେ, 20 ପଦରେ ରୋମିଓ 3:20 ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ସାମ୍ନାରେ ଧାର୍ମିକ ଗଣିତ ହେଇପାରିବ ନାହିଁ। ସତ କଥା ଏଇଟା, ଜଗତରେ କିଏ ବି ଧାର୍ମିକ ନାହିଁ, ଜଣେ ସୁଦ୍ଧା ନାହିଁ। କିନ୍ତୁ
21 ପଦରେ କଣ ଲେଖା ହେଇଛି ଦେଖନ୍ତୁ, ରୋମିଓ 3:21 ପଦରେ। ସମସ୍ତେ ଖୋଲନ୍ତୁ ରୋମିଓ ପୁସ୍ତକ 3 ପର୍ବରେ 21 ପଦରେ କଣ ଲେଖା ହେଇଛି? କିନ୍ତୁ କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ କଣ ପ୍ରକାଶିତ ହେଇଛି ଲେଖା ହେଇଛି? ଈଶ୍ୱରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି। ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି। କଣ ବ୍ୟତୀତ? ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି। ତାପରେ କଣ ଲେଖା ହେଇଛି? ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବାଦୀ ମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି। ସାକ୍ଷ୍ୟ ଦେଉଛି। ତାପରେ ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ଧାର୍ମିକତା ଅର୍ଥାତ୍ ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ବିଶ୍ୱାସ କରିବା ଦ୍ୱାରା କଣ ହବ? ସମସ୍ତ ବିଶ୍ୱାସୀଙ୍କ ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ। ବର୍ତ୍ତେ। ଆମେନ୍। ଆମେନ୍। ଏବେ ବ୍ୟବସ୍ଥା ଦ୍ୱାରା କିଏ ମଧ୍ୟ ଧାର୍ମିକ ହୋଇପାରିଲା ନାହିଁ। ଯୀଶୁ ଖ୍ରୀଷ୍ଟ ଆସିଲା ପୂର୍ବରୁ 1540 ବର୍ଷ, ଖ୍ରୀଷ୍ଟ ପୂର୍ବ 1491 ମସିହାରୁ 1540 ବର୍ଷ ପର୍ଯ୍ୟନ୍ତ ଏ ପୃଥିବୀରେ ମୋସାଙ୍କ ବ୍ୟବସ୍ଥା ଜଣେ ମଧ୍ୟ ମାନି ପାରିଲା ନାହିଁ। 1540 ବର୍ଷ ପରେ ଏ ପୃଥିବୀ କିଏ ଆସିଲା? ଯୀଶୁ ଖ୍ରୀଷ୍ଟ ଆସିଲେ। କଣ ପାଇଁ ଆସିଲେ? ଯୀଶୁ ଚିତ୍କାର କରି କହୁଛନ୍ତି, ଦେଖ ତୁମର ଇଚ୍ଛା ସାଧନ କରିବା ନିମନ୍ତେ ମୁଁ ଆସିଅଛି। ଦ୍ୱିତୀୟଟାକୁ ସ୍ଥାପନ କରିବା ନିମନ୍ତେ ପ୍ରଥମଟାକୁ ଲୋପ କରିବା ପାଇଁ ଆସିଅଛି। ଦ୍ୱିତୀୟଟା ସ୍ଥାପନ କରିବା ପାଇଁ ପ୍ରଥମଟାକୁ ଲୋପ କରିବା ପାଇଁ ଆସିଅଛି। ମୁଁ ଯେ ବ୍ୟବସ୍ଥାକୁ ଲୋପ କରିବା ପାଇଁ ଆସିଛି ଭାବ ନାହିଁ, କିନ୍ତୁ ବ୍ୟବସ୍ଥାକୁ ସଫଳ କରିବା ପାଇଁ ଆସିଛି କହିକି ଯୀଶୁ ମାଥିଉ 5 ପର୍ବର 17 ପଦରେ କହିଛନ୍ତି। ମୁଁ କହିବାକୁ ଚାହୁଁଛି ବ୍ୟବସ୍ଥା ଆମେ ମାନି ପାରିବା ନାହିଁ, କାରଣ ବ୍ୟବସ୍ଥା ହଉଛି ଆତ୍ମିକ, ମଣିଷ ହଉଛି ଶାରୀରିକ। ଆମେନ୍। ହେତେ ଗଲାତୀୟ ପୁସ୍ତକ 3 ପର୍ବର 14 ପଦର ବାକ୍ୟ ଅନୁସାରେ କଣ ଲେଖା ହେଇଛି? ଏଥିପାଇଁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶାପ୍ତ ହୋଇ ବ୍ୟବସ୍ଥାର ଅଭିଶାପର ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ। କାରଣ ଯେ ଲେଖା ଅଛି, ଯେ କି ଖୁଣ୍ଟରେ ଟଙ୍କା ଯେ ସେ ଅଭିଶପ୍ତ। ଆମେନ୍। ବ୍ୟବସ୍ଥାର ଅଭିଶାପର ମୂଲ୍ୟ ଦେଲେ କିଏ? ଆମେ ପାରିଲୁ ନାହିଁ, ଆମେ ବ୍ୟବସ୍ଥା ମାନି ପାରିବା ନାହିଁ। ଆମ ପାଇଁ କିଏ ମାନିବା ପାଇଁ ଆସିଲା? ଯୀଶୁ ଆସିଲେ। ଆମେନ୍। କେବେ ଗୋଟେ ଥରେ ଡାକନ୍ତୁ, ବ୍ୟବସ୍ଥା ବିଷୟରେ ମୁଁ 3 ଦିନ କହିବି। ଏବେ ଆରମ୍ଭ ହେଲେ ସରିବ ନାହିଁ, ସେଥିପାଇଁ ମୁଁ ଆରମ୍ଭ କରିବି ନାହିଁ। ବୁଝିପାରୁଛନ୍ତି? ସେଥିପାଇଁ ଭାଇ ଭଉଣୀକୁ ଜାଣିବା ଦରକାର ରିଆଲିଟି କଣ। ପାପର ଆକାଉଣ୍ଟ, ଏବେ ବିଲ୍, ମୋର ପାଖକୁ ୱାଇଫାଇର ବିଲ୍ ଆସୁଛି। ଆମ ୱାଇଫାଇ ୟୁଜ୍ କରୁଛି ଇଣ୍ଟରନେଟ୍ ପାଇଁ, ମାସକୁ 1500 1314 ଟଙ୍କା କି 15 ଟଙ୍କା ଆସୁଛି। ବିଲ୍ ନ ବାନ୍ଧିକି ସେ ଛାଡ଼ିବେ କି ମତେ? ମୁଁ ତ ସପ୍ତାହଟେ ମିଛ କହିଲି ନାହିଁ, ସେଥିପାଇଁ ପବିତ୍ର ହେଇଗଲି। ମୁଁ ତ 10 ମାସ 50 ବର୍ଷ ଦେଇଛି। ଭାଇ ଭଉଣୀ ମାନେ, ପାପର ଆକାଉଣ୍ଟର ହିସାବ କିତାବ ତମର କାର୍ଯ୍ୟରେ ଲେଖା ଯାଇ ନାହିଁ, ବ୍ୟବସ୍ଥାରେ ଲେଖା ହେଇଛି। ଆମେ ପାପୀ ବୋଲି କୋଉଠି ଉପାଧି ପାଇଲୁ? ଆମେ ମୁଁ ଏକ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, ରୋମିଓ 7:9 ଲେଖା ହେଇଛି। ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି ମୁଁ କଣ ହେଲି? ମୃତ ହେଲି। ମୋର ପାପର ଆକାଉଣ୍ଟ ବ୍ୟବସ୍ଥା ଲେଖା ହେଇଛି। ଆମେନ୍। ମୁଁ ପାପୀ ବୋଲି ପରିଚୟ ମତେ କିଏ କହିଲା? ବ୍ୟବସ୍ଥା ନଥିଲେ ଲୋଭ, ରୋମିଓ 7 ଲେଖା ହେଇଛି, ଲୋଭ କର ନାହିଁ। ଯଦି ବ୍ୟବସ୍ଥା ଲେଖା ଯାଇ ନଥାନ୍ତା, ତା ଲୋଭ କଲେ ପାପ ବୋଲି ମୁଁ କେମିତି ଜାଣିଥାନ୍ତି? ଜାଣିଥାନ୍ତୁ କି ନାଇଁ? ସେଥିପାଇଁ ଭାଇ ଭଉଣୀ ମାନେ, ଆପଣ ମାନେ ଜାଣିବା ଦରକାର, ବ୍ୟବସ୍ଥା ହିଁ ଆମକୁ ଆକ୍ଷେପ କରିଥିଲା ଯେ ଆମେ ହଉଛୁ ପାପୀ ବୋଲି କହି। ବ୍ୟବସ୍ଥା ହଉଛି ଗୋଟେ ଦର୍ପଣ ସଦୃଶ। ଖ୍ରୀଷ୍ଟଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଶିକ୍ଷକ ସ୍ୱରୂପ ହୋଇଥିଲା। ରୋମିଓ 3:20 ଲେଖା ହେଇଛି କଣ ବୋଲି? କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମଣିଷ ତାହାଙ୍କର ସାମ୍ନାରେ ଧାର୍ମିକ ଗଣିତ ହେଇପାରିବନି, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ବ୍ୟବସ୍ଥା ହଉଛି ଗୋଟେ ଏକ୍ସରା ଫଟୋ। କଣ? ବ୍ୟବସ୍ଥା ହଉଛି ଗୋଟେ ଏକ୍ସରା ଫଟୋ ଆମ ରୋଗକୁ ଚିହ୍ନଟ କରିବା ପାଇଁ। ଏକ୍ସରା ଫଟୋ ଦେଖିଲା ପରେ ଏକ୍ସରା ଫଟୋ ଧରିକି ଘରକୁ ଯିବା ଦରକାର ନା ଡାକ୍ତର ପାଖକୁ ଯିବା ଦରକାର? କୁହନ୍ତୁ। ଡକ୍ଟର ପାଖକୁ ଯିବା ଦରକାର।
ବ୍ୟବସ୍ଥା ହଉଛି ଏକ୍ସଟ୍ରା ଫଟୋ ଆମ ରୋଗକୁ ଚିହ୍ନେଇବାଟା। ସେ ଏକ୍ସଟ୍ରା ଫଟୋ ଦେଖିଲି ଧରିଲା ପରେ ଆମେ କୁଆଡେ ଯିବା ଦରକାର? ଗାଲାତୀୟ 3:24 କଣ ଲେଖା ହେଇଛି ପଢନ୍ତୁ। ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁ ଗାଲାତୀୟ ପୁସ୍ତକ 3:24। ଆଚ୍ଛା ଟିକେ ଇଂଲିଶ ବାଇବଲ କିଏ ଧରୁଛି? ଇଂଲିଶ ବାଇବଲ ମୋବାଇଲରେ ହଉ କି ବହିରେ? ଇଂଲିଶ ବାଇବଲ କିଏ ଧରୁଛି? ତା ପାଖରେ ବି ନାହିଁ? ନାଇଁ? ଡିକନ ପଢନ୍ତୁ ଇଂଲିଶରେ ଗାଲାତୀୟ 3:24 କଣ ଲେଖା ହେଇଛି? ଇଂଲିଶରେ ପଢିଲା ପରେ ମୁଁ ଓଡ଼ିଆରେ ଟ୍ରାନ୍ସଲେସନ କରିଦେବି, କାହିଁକି ବେଶୀ ଇମ୍ପୋର୍ଟାଣ୍ଟ। ଓଡ଼ିଆରେ ଟିକେ ପ୍ରାଞ୍ଜଳ ଲେଖା ହିଁ ନାହିଁ। ଗାଲାତୀୟ 3:24 ଏମିତି ଲେଖା ହେଇଛି। କି ବାଇବଲ ସେଟା ଟିକେ ମୁଁ ଦେଖିବି। ହଁ, ଏଇଠି କିଙ୍ଗ ଜେମ୍ସ ଭର୍ସନ ଲେଖା ହେଇଛି, therefore the law was our tutor to bring us to Christ. Therefore the law was our tutor to bring us to Christ, ମାନେ ଯେହେତୁ ବ୍ୟବସ୍ଥା ଗୋଟେ ଶିକ୍ଷକ ଆମକୁ କାହା ପାଖକୁ ନେବା ପାଇଁ? to bring us to Christ, ମାନେ ଯୀଶୁଙ୍କ ପାଖକୁ ନେବା ପାଇଁ ବ୍ୟବସ୍ଥା ଆମ ପାଇଁ ଗୋଟେ ଶିକ୍ଷକ, ଟିଚର, that we might be justified by faith, ଯେମିତି କି ଆମମାନେ ଖ୍ରୀଷ୍ଟକୁ ଭେଟିଲେ କଣ ହେବା? ଜଷ୍ଟିଫାଇଡ ମାନେ ଧାର୍ମିକତାକୁ ପାଇବା, ଧାର୍ମିକ ଗଣିତ ହେବା। ଆମେନ୍। ଯେମିତି ଏକ୍ସଟ୍ରା ଫଟୋରେ ରୋଗ ଚିହ୍ନଟ କରିକି ଡାକ୍ତର ପାଖକୁ ଗଲେ ଡାକ୍ତର ଆମକୁ ମେଡିସିନ ଦେବ, ବ୍ୟବସ୍ଥା ଦ୍ୱାରା ଆମେ ନିଜର ପାପୀ ବୋଲି ପରିଚୟ ପାଇଲା ପରେ ବ୍ୟବସ୍ଥା କହୁଛି ତୁ ଯା, ମୋ ପାଖରେ ପରିତ୍ରାଣ ନାହିଁ। କାହା ପାଖରେ ପରିତ୍ରାଣ ଅଛି? ଯୀଶୁଙ୍କ ପାଖରେ ଅଛି। ଆମେନ୍। ବର୍ତ୍ତମାନ ବ୍ୟବସ୍ଥା ଦ୍ୱାରା ଆମେ ଯୀଶୁଙ୍କ ପାଖକୁ ଗଲୁ, ଆଉ ଯୀଶୁ ଖ୍ରୀଷ୍ଟ ଆମକୁ କଣ କହିଲେ? ସୁସମାଚାର ଦେଲେ। କଣ ସୁସମାଚାର? ଯୀଶୁଙ୍କର ରକ୍ତ, ଯୀଶୁଙ୍କର ମୃତ୍ୟୁ, ଯୀଶୁଙ୍କର ପୁନରୁତ୍ଥାନର ଦ୍ୱାରା ଆମର ପରିଚୟ, ଆମର ପ୍ରକୃତ ଚିହ୍ନ ପାଇଲୁ, ଆମେ ଧାର୍ମିକ ହେଇଛୁ। ଆମେନ୍। ଯେପରି ଜଣକର ଅନାଜ୍ଞାବହତା ଦ୍ୱାରା ଅନେକ ପାପୀ ହେଲେ, ରୋମିଓ 5:19 ଲେଖା ହେଇଛି। ଜଣକର ଅନାଜ୍ଞାବହତା ଦ୍ୱାରା ଅନେକ ପାପୀ ହେଲେ, ସେହିପରି ମଧ୍ୟ ଜଣକର ଆଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ। ଭାଇ ଭଉଣୀ ମାନଙ୍କୁ ମୁଁ ଆଜି କହିବାକୁ ଚାହୁଁଛି, ଆଜି ଗୋଟେ ଦିନ କେବଳ ଆପଣ ଧୈର୍ଯ୍ୟ ଧରିକି ଶୁଣନ୍ତୁ ଆଉ ବିଶ୍ୱାସ କରନ୍ତୁ। ମୋର କଥା ନାହିଁ, ବାଇବଲରେ ଲେଖା ହେବା ବାକ୍ୟ ବିଶ୍ୱାସ କରନ୍ତୁ। ଛୁଞ୍ଚିର ଛିଦ୍ର ଦେଇକି ଅଟା ପଶିଲା ପରେ ମତେ ଲାଗିଲା ମୋ ଲାଇଫରେ ଯୀଶୁ ମତେ ଧାର୍ମିକ କରୁଛନ୍ତି। ଯୀଶୁଙ୍କ ରକ୍ତ ଛଡା, ଯୀଶୁଙ୍କର ଧାର୍ମିକତା ଛଡା, ଯୀଶୁଙ୍କର ଅନୁଗ୍ରହ ଦୟା ଛଡା, କ୍ଷମା ଛଡା ମୁଁ ଗୋଟେ ଜଘନ୍ୟ ପାପୀ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟରେ ଯେ ଲେଖା ହେଇଛି, ବାପା କଣ କହୁଛନ୍ତି? ସବୁଠାରୁ ଭଲ ଲୁଗା ପିନ୍ଧେଇ ଦିଅ ମୋର ପୁଅକୁ, କାରଣ ମୋ ପୁଅ ମରି ଯାଇଥିଲା ଆଉ ବଞ୍ଚିଲା, ହଜି ଯାଇଥିଲା ଆଉ ମିଳିଲା। ଆମେ ହଜି ଯାଇଥିଲୁ ଶୈତାନ ଦ୍ୱାରା ପୃଥିବୀରେ। ଆମର ଅରିଜିନାଲ ବଂଶ ମାନେ କିଏ? ଆମର ଅରିଜିନାଲ ବଂଶ ହଉଛି ଆମେ ଖ୍ରୀଷ୍ଟଙ୍କ ବଂଶ ଲୋକ। ଆମେନ୍। ଆମେ ଖ୍ରୀଷ୍ଟଙ୍କର ବଂଶ ଲୋକ। ଖ୍ରୀଷ୍ଟଙ୍କର ବଂଶ ମାଥି ପୁସ୍ତକ 1 ପାଇବେ ଆପଣ। ବସେବାର ନା, ଆଉ ତାପରେ ଋତର ନା, ତାପରେ ଜିହୁଦାର ସ୍ତ୍ରୀ ତାମାର ନା, ତାପରେ ରାହା ବେଶ୍ୟାର ନା ପାଇବେ। କୋଉଠି ଅଛି ଆଙ୍କ ନା? ଯୀଶୁଙ୍କର ବଂଶାବଳୀରେ ନା ଅଛି। ରାହାବ ଗୋଟେ ବେଶ୍ୟା, ଋତ ଗୋଟେ ଅଭିଶପ୍ତ ମୋଆବୀୟ ଝିଅ, ବସେବା ଗୋଟେ ଦାଉଦଙ୍କ ଦ୍ୱାରା ବ୍ୟଭିଚାର କରାଯାଇଥିବା ସ୍ତ୍ରୀ, ତାମାର ହଉଛି ଗୋଟେ ବହୁ ଯିଏକି ଜିହୁଦା ଶ୍ୱଶୁର ସହିତ ଶୋଇଛି। ଭଲ ଲୋକ ଏମାନେ, ମାତ୍ର କେମିତି ଏମାନେ ଯୀଶୁଙ୍କର ବଂଶାବଳୀ ଭିତରେ ନା ପାଇଲେ ଏବେ କହିପାରିବି ନାହିଁ। ଏଟା ପାଇଁ ମୋତେ ସମୟ ଲାଗିବ କହିବାକୁ। ଏ 4 ଜଣ ସ୍ତ୍ରୀ ଲୋକ ଠାରୁ ଅଲଗା ମୁଁ ନାହିଁ, ଆପଣ ନାହିଁ। ଆମେ ହଉଛୁ ପାପରେ ଜନ୍ମ ହେଇଥିବା ଲୋକ। ଯୀଶୁ କହିଲେ ନିକୋଦେମକୁ କଣ ବୋଲି କହିଲେ? ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ବାର ଜନ୍ମ ନ ହେଲେ ଇଏ ମଧ୍ୟ
ସ୍ୱର୍ଗକୁ ଦେଖିପାରିବନି। କ'ଣ ଜନ୍ମ? ପୁନର୍ବାର ଜନ୍ମ। ଦ୍ୱିତୀୟ ଥର ଜନ୍ମ ନା। ପ୍ରଥମ ଥର ଜନ୍ମରେ ଏ ଜଗତରେ ମଣିଷ ରାଷ୍ଟ୍ରପତି ହେଇପାରିବ, ପ୍ରଧାନମନ୍ତ୍ରୀ ହେଇପାରିବ, କଲେକ୍ଟର ହେଇପାରିବ, ଅଫିସର ହେଇପାରିବ। ମାତ୍ର ପ୍ରଥମ ଜନ୍ମରେ ମଣିଷ ସ୍ୱର୍ଗକୁ ଯାଇପାରିବ ନାହିଁ। ଦ୍ୱିତୀୟ ଥର ଜନ୍ମ ହେଲେ ସ୍ୱର୍ଗ ଯିବ। ଆମେନ୍। କେମିତି ଦ୍ୱିତୀୟ ଥର ଜନ୍ମ ହବ? ସେ ପ୍ରଥମ ଜନ୍ମରେ ସେ ପାପୀ ହେଇକି ଜନ୍ମ ହେଲା, ଦ୍ୱିତୀୟ ଜନ୍ମରେ ସେ ଧାର୍ମିକ ହେଇକି ଜନ୍ମ ହବ। ଆମେନ୍। ମାତ୍ର ପ୍ରଥମ ଜନ୍ମରେ ବାପାର ମଞ୍ଜିରେ ଜନ୍ମ ହେଲୁ ଆମେ, ଦ୍ୱିତୀୟ ଜନ୍ମରେ ଯୀଶୁଙ୍କର ମଞ୍ଜିରେ ଆମେ ଜନ୍ମ ହେଲୁ। ଆମେନ୍। ଆମେ ଖ୍ରୀଷ୍ଟଙ୍କ ବଂଶଧର ଲୋକ, ଆମେ ପାପୀ ନାହିଁ। ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲା ପରେ 3 ଦିନ ପରେ ମରିଗଲା ପରେ ସ୍ୱର୍ଗ ଗଲା ପରେ କିଏ ବି ପାପୀ ନାହିଁ। ମାତ୍ର ଯିଏ ବିଶ୍ୱାସ କରିବ ସେ ସ୍ୱର୍ଗ ଯିବ। ଆପଣ ଭାଗ୍ୟବାନ ଲୋକ, ଅନୁଗ୍ରହ ପାଇବା ଲୋକ। ଏଡେ ବଡ ବିଶାଳ ପୃଥିବୀରେ ଆପଣ ମାନଙ୍କୁ ପ୍ରଭୁ ବାଛିଛନ୍ତି, ଧାର୍ମିକର ପରିଚୟ ଦେଇଛନ୍ତି। ବାଇବଲ ଲେଖା ହେଇଛି ଲୁକ ପୁସ୍ତକରେ, ଅନେକ ଅନେକ ଧାର୍ମିକ ମାନେ ଦେଖିବା ପାଇଁ ଚାହିଁଲେ ମଧ୍ୟ ଦେଖିପାରିଲେ ନାହିଁ, ଶୁଣିବା ପାଇଁ ଚାହିଁଲେ ଯୋଉଟା ଶୁଣି ପାରିଲେ ନାହିଁ। ତମେ ଆଜି ଶୁଣୁଛ ସେଇ ବିଷୟ ଯାହାକି ଅନେକ ଧାର୍ମିକ ଶୁଣି ନଥିଲେ। ଗୋଟେ ସମୟ ଥିଲା ମୋ ଘରକୁ ପାଷ୍ଟର ମା ଆସିଲେ ମୁଁ ଖିଡ଼ିକି ପଟେ ଡେଇଁକି ଲୁଚିକି ପଳେଇବାର। ଆମ ଘରକୁ ପାଳକ ମାନେ ଆସିଲେ ମୁଁ କାନ୍ଥ ପଟେ ଡେଇଁକି ପଳେଇବାର। କାହିଁକି? ଏଠି ଫୁଲ ଖଇନି ଥିବ, ନିଶାରେ ଥିବି, କେମିତି ଏ ପାଷ୍ଟର ପାଖକୁ ଯାଇପାରିବୁ? ସମୟ ବିତିଗଲା ଭାଇ ଭଉଣୀ, ମୋର ଜୀବନକୁ ଯୀଶୁ ଆସିଲେ। 24 ବର୍ଷ ହେଲା ମୁଁ ଯୀଶୁଙ୍କ ସହିତ ମିଶିକି ରହୁଛି। କେତେବେଳେ ମଦ ଗଲା, କେତେବେଳେ ଗଞ୍ଜେଇ ଗଲା, କେତେବେଳେ ପୃଥିବୀର ଅଭିଳାଷ ଚାଲିଗଲା, ମୁଁ ବି ଜାଣିପାରୁନାହିଁ। ଏଇ ଦିନ ମାନଙ୍କରେ ମୁଁ ଭାବୁଛି ବାକ୍ୟ ଦ୍ୱାରା ଚାଳିତ ହେଇକି କେତେ ଦିନ ବଞ୍ଚି ପାରିବି ଏଇ ଜଗତରେ? ମୁଁ କେତେ ଦିନ ବଞ୍ଚି ପାରିବି? କ'ଣ ପାଇବି ଜଗତରେ? ମୁଁ ଏବେ ମୁଁ ସେ ଗୀତ ଗାଉଛି ଖୁସିରେ, ବୁଝି ଆଖି ଯେବେ ମୁଁ ତୁମ ଦେଖା ପାଏ, ଘର ମତେ ଚକ୍ଷୁହୀନ, ପ୍ରଭୁ କର ମତେ ଚକ୍ଷୁହୀନ। ମୁଁ ଅନ୍ଧ ହେଲେ କ'ଣ ହବ? ଜଗତର ପାପର ଅଭିଳାଷକୁ ନ ଦେଖିକି ଯଦି ମୁଁ ସ୍ୱର୍ଗକୁ ପାଇଲି। ଆମେନ୍। ଭାଇ ଭଉଣୀ ମାନେ, ରାଇକିଆର ଭାଇ ଭଉଣୀ ମାନେ, ସେଦିନ ଅନେକ କହିବେ ହେ ପ୍ରଭୁ, ହେ ପ୍ରଭୁ, ଚିତ୍କାର କରିବେ ଲୋକମାନଙ୍କୁ ପ୍ରଭୁଙ୍କ ଆଗରେ। ଆମେ ଯାଇଥିଲୁ ଚର୍ଚ୍ଚକୁ, ବାଇବଲ ପଢିଥିଲୁ, ଡୁବନ ନେଇଥିଲୁ, ଏମିତି କରୁଥିଲୁ। ଈଶ୍ୱର ପଚାରିବେ ତମେ ଧାର୍ମିକ ନା ପାପୀ? ଭାଇ ଭଉଣୀ, ଧାର୍ମିକ ବୋଲି, ମୁଁ ଧାର୍ମିକ ବୋଲି ଜଣେ ମାତ୍ର କହିପାରିବ, ଯାହା ପାଖରେ ଯୀଶୁଙ୍କର ଆତ୍ମା ଅଛି, ଯାହା ପାଖରେ ଯୀଶୁଙ୍କର ରକ୍ତ ଅଛି। ସେ ରକ୍ତ ମୋର ପାପକୁ ଜିତିକି ମତେ ବିଶ୍ୱାସ ଦଉଛି, କହିବା ପାଇଁ ମୁଁ ଧାର୍ମିକ। ଯାକୁବ ଇସାକ ସାମ୍ନାରେ ଯାକୁବ କ'ଣ କହିଲେ? ମୁଁ ତମର ଜ୍ୟେଷ୍ଠ ପୁତ୍ର ଏସଉ। କାଇଁ ଦେଖିବା, ହାତ ତ ଏସବୁ ପରି ଲାଗୁଛି ଯେ ସ୍ୱରଟା ତ ଯାକୁବ ପରି ଲାଗୁଛି। ଅର୍ଥ କ'ଣ ଏଇଟା? ଅଧା ଯାକୁବ ଅଧା ଏସ କି? ଇସାକ ଜାଣିଥିଲେ ନା ନାଇଁ ଏସ ନାଇଁ ଯାକୁବ କହିବ? ଜାଣିଥିଲେ ନା ନାଇଁ? ଜାଣିଥିଲେ, ହେଲେ କାହିଁ ଆଶୀର୍ବାଦ କଲେ? କାରଣ ଯାକୁବକୁ ଆଶୀର୍ବାଦ ଯଦି ଅଭିଶାପ ଯଦି ଦେବେ, ତା ପୂର୍ବରୁ ଇସାକ କାହାକୁ ଅଭିଶାପ ଦେବାକୁ ପଡିବ? ଯିଏ ତାକୁ ପଠେଇଛି। କିଏ? ତାଙ୍କ ମା ରିବିକା ନା। ତମର ଅଭିଶାପ ମୋ ପ୍ରତି ଘଟୁ, ତୁ ଖାଲି ଯା। ସେ ରିବିକା କିଏ? ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କ ପାଖରେ ଚିତ୍କାର କରୁଛନ୍ତି ମୋ ପାଇଁ। ଇଏ ଯଦି ପାପୀ ଅଧାର୍ମିକ, ମାତ୍ର ମୁଁ ଆ ପାଇଁ ରକ୍ତ ଦେଇଛି। ଇସାକ ଦେଖୁଛନ୍ତି ଇଏ ତ ଏସ ନାଇଁ ଏ ଯାକୁବ, ତ କେମିତି ଅଭିଶାପ ଦେବେ? ଜ୍ୟୋତିଷୀ ତା ଭିତରେ ରେବିକାର ବାକ୍ୟ ଦେଖୁଛନ୍ତି। When I see the blood, when I see the blood, ଜାଣିଛନ୍ତି ନା ଗୀତ ଏଇଟା? When I see the blood, I will pass over you. ନିସ୍ତାର ପର୍ବ ବିଷୟରେ ଭାବନ୍ତୁ। ଯାତ୍ରା 12 ପର୍ବରେ ଯୋଉ ଘରେ 2 ବାଜୁବନ୍ଦ କପାଳିକାରେ ମେଷର ରକ୍ତ ଲାଗିଛି, ସେ ଘର ଭିତରକୁ ବିଚାର ଯିବ କି? ଦୂତ ମାନେ ଆସିବେ, ପ୍ରଭୁ ଏ ଘର ଭିତରେ 50 ବର୍ଷର ଏଲ୍ଡର ପାଷ୍ଟର ମାନେ ଜମାଇଛନ୍ତି, ପ୍ରଭୁ ବାଇବଲ ଧରିକି ଭିତରେ ବହିଛନ୍ତି, ପ୍ରଭୁ ଉପବାସ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ସେମିତି କି? ହଁ ପ୍ରଭୁ, ଦେଖେ ତ 2 ବାଜୁବନ୍ଦ କପାଳିକାରେ ରକ୍ତ ଲାଗିଛି କି ନାଇଁ?
ପ୍ରଭୁ ଲାଗି ନାହିଁ କିନ୍ତୁ ବାଇବଲ ଧରିକି ବହିଛନ୍ତି ଭିତରେ। କଣ ହେବ ତାଙ୍କର ଅବସ୍ଥା? ମରିବେ ନା ନାହିଁ? ଆଉ ଗୋଟେ ଘରକୁ ଯାଇକି ଦେଖିଲେ, ହେ ପ୍ରଭୁ ଏ ଘର ଭିତରେ ସେ ମଧୁଆ ଲୋକ ବସିଛି, ଭଜେଇ ପିଆ ଲୋକ ବସିଛି, ଠକ ଭଣ୍ଡ ଚୋର ଡକାତ ମାନେ ଭର୍ତ୍ତି ହେଇଛନ୍ତି। ଏକ ନମ୍ବର ପ୍ରକାଶ ନାୟକ ନା ପ୍ରଧାନ, ମୁଁ ଜାଣିନି ପ୍ରକାଶ ଭାଇ ପ୍ରଧାନ ନା ପ୍ରକାଶ ପ୍ରଧାନ ଭାଇ ଆଗରେ ଆଗେ ବସିଛନ୍ତି। ମାଲିକା ପଡିର ଲୁଚୁ ଲୁଚି ପୁଡିଆ ଖାଉଛନ୍ତି। ପ୍ରଭୁ ଦେଖିବେ, କହିବେ ରକ୍ତ ଲାଗିଛି କି ନାହିଁ? ରକ୍ତ ବାକି ଲାଗିଛି ପ୍ରଭୁ। ପ୍ରଭୁଙ୍କର ବିଚାରର ସ୍କେଲ କଣ ଥିଲା? କିଏ କେତେ ଭଲ, କିଏ କେତେ ବାୟୁ ପଡି, ସେଟା ଦେଖିବେ। ଦୁଇ ବାଚ ମଦ କପଡ଼ା କରେ ରକ୍ତ ଲାଗିଛି କି ନାହିଁ। ଯିଏ ଯାହାର ଲାଗିଛି ତାର ଅର୍ଥ କଣ? ଏମାନେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କଲେ, ଡରି ସେଥିପାଇଁ ରକ୍ତ ଲଗେଇଛନ୍ତି। ଧାର୍ମିକ ମାନେ କଣ? ପ୍ରଭୁ ଦେଖିବେ। ତମର ନାଁ କଣ? ଷ୍ଟିଫାନ ଭାଇଙ୍କୁ ପ୍ରଭୁ ପଚାରେ, ତୁ ପାପି ନା ଧାର୍ମିକ? ଦେଖୁନ ପ୍ରଭୁ, ନିଶ କର ମୁଁ ଧଳା କରିନି, କଳା କା ଅଛି ମୁଁ ଧାର୍ମିକ। ଏଇଟା ଧାର୍ମିକତା ପରିଚୟ ଦେବ? ତୁ ପାପି ନା ଧାର୍ମିକ? ରାଇକାରେ ପଚାରୁନାହାନ୍ତି ପ୍ରଭୁ, ମୁଁ ସବୁବେଳେ ଚର୍ଚ୍ଚ ଯାଇଛି। ତୁ ପାପି ନା ଧାର୍ମିକ? 10 ମାସ ଦେଇଛି, ପଚାରୁନ। ଈଶ୍ୱର ସେଟା ପଚାରିବେ ନାହିଁ। ତୁ ପାପି ନା ଧାର୍ମିକ? ମୁଁ ତ ପାପି ପ୍ରଭୁ। ଈଶ୍ୱର ପଚାରିବେନି ତୁ କାହିଁକି ପାପି କହିକି, କେମିତି ପାପ କଲୁ। ଈଶ୍ୱର ପଚାରିବେ, ମୋର ପୁଅକୁ ପଠେଇଥିଲି ମୁଁ, ମୋର ପୁଅର ରକ୍ତ ଅଣ୍ଟିଲା ନାହିଁ ତତେ ପାପ କ୍ଷମା କରିବା ପାଇଁ। ମୋର ପୁଅର ରକ୍ତ ତୋର ପାପକୁ ଧୋଇ ପାରିଲା ନାହିଁ, ସେଥିପାଇଁ ତୁ ପାପି। ସେମିତି କି ପ୍ରଭୁ? ମୁଁ ତ ଶୁଣି ନାହିଁ, ମୁଁ ପଠେଇଥିଲି। ଓ ସେଇଦିନ ସେ ମିଟିଂରେ ତମେ ଆଇଥିଲ କି? ମୁଁ ତ ସେ କଳା ଲୋକ ଆଇଥିଲା ବୋଲି ତାକୁ ତୁଚ୍ଛ କଲି, ଗୁଡ ନ୍ୟୁଜର ପାଷ୍ଟର କହିକିରି। ହସୁଛନ୍ତି ଆପଣ? ବାଇବଲ ଲେଖା ହେଇଛି ଷ୍ଟୋରି ଏଟା। ଯୀଶୁ କହିବେ, ସେମାନେ ଆମ ବାରଣ୍ଡାରେ ବସିକି ତମେ ଶିକ୍ଷା ଦେଲ, ମିଶିକି ଭୋଜନରେ ବସିଲୁ, ମିଶିକି ବୁଲିଲୁ, ଆଉ କହୁଛନ୍ତି ଆମକୁ ଜାଣିନାହାନ୍ତି। ଷ୍ଟୋରି ଲେଖା ହେଇଛି ନା? ଯୀଶୁ କହିବେ କେତେ ଗ୍ରୁପ ଲୋକକୁ କଣ କହିବେ? ଯାଅ ତମେ ଅନନ୍ତ ଅନନ୍ତ ଦଣ୍ଡ ଜାଗାକୁ ଯାଅ। ହେ ପ୍ରଭୁ କେମିତି କଥା କହୁଛୁ? ମୁଁ ଯେତେବେଳେ ଉଲ୍ଲଗ୍ନ ଥିଲି ମତେ ବସ୍ତ୍ର ଦେଲ ନାହିଁ, ମୁଁ ଯେତେବେଳେ ତୃଷିତ ଥିଲି ମତେ ତମେ ପାନ କରିଦେଲ ନାହିଁ, ମୋ ବନ୍ଦିଶାଳାରେ ଥିଲେ ମତେ ଦେଖି ଆସିଲ ନାହିଁ। କେବେ ପ୍ରଭୁ? ଏ ସମସ୍ତଙ୍କ ଲୋକ ଭିତରେ ଗୋଟେ କ୍ଷୁଦ୍ରତମ ଲୋକ ନ କରିବା ଯାହା ମୋ ପ୍ରତି ନ କରିବାର ତାହା। ଆଉ ଗୋଟେ ଦଳ ଲୋକ କହିବେ, ତମେ ଅନନ୍ତ ରାଜ୍ୟକୁ ଯାଅ, ସ୍ୱର୍ଗକୁ ଯାଅ, କାରଣ ମୁଁ ଯେତେବେଳେ ଉଲ୍ଲଗ୍ନ ଥିଲି ତମେ ମତେ ବସ୍ତ୍ର ପରିଧାନ କରିଲ, ମୁଁ ଯେଉଁ ସହରରେ ଶୋଷିଲା ଥିଲି ତମେ ମତେ ପାନ କରିଲ, ବନ୍ଦିଶାଳାରେ ଥିଲେ ମତେ ଦେଖେଇ ଆସିଲ। କେବେ ପ୍ରଭୁ? ଏ ସମସ୍ତ ଲୋକ ଭିତରେ ଗୋଟେ କ୍ଷୁଦ୍ରତମ ଲୋକ କରିବା ଯାହା ମୋ ପ୍ରତି ତମେ ତାହା କରିଛ। ମୁଁ 2001 ମସିହାରେ ଗୋଟେ ପାଷ୍ଟରଙ୍କୁ ଭେଟିଲି, ଯୋଉ ପାଷ୍ଟର ମୋର ଜୀବନକୁ ବଦଳେଇ ଦେଲେ। ସେ ପାଷ୍ଟର ଖାଲି ବାହାରେ ପାଷ୍ଟର ଲେଖା ଦେଖା ଯାଉଥିଲେ, ମାତ୍ର ତାଙ୍କ ଭିତରେ ପବିତ୍ର ଆତ୍ମା ବାସ କରୁଥିଲା। ସେ ମତେ ପାଉଲ ଯେପରି ତିମୋଥୀଙ୍କୁ କହୁଛନ୍ତି ମୋର ପ୍ରେମମୟ ପୁତ୍ର। ଜନ୍ମ କରୁଥିଲେ କି ପାଉଲ? ଖ୍ରୀଷ୍ଟଙ୍କ ଦ୍ୱାରା ବିଶ୍ୱାସରେ ତିମୋଥୀ ମୋର ପୁତ୍ର କହିକି କହୁଛନ୍ତି ପାଉଲ। ମୋ ପାଷ୍ଟର ମତେ ମୋ ବାପାଠୁ ଅଧିକ ଭଲ ପାଇଲେ। ମୋ ପାଷ୍ଟର ମତେ ସକାଳୁ ଉଠିଲାରୁ ରାତି ପର୍ଯ୍ୟନ୍ତ, ମୁଁ ଶୋଇଲା ପରେ ମତେ ମୋ ପାଇଁ ଚିନ୍ତା କଲେ। ସେ ଇଏ କେମିତି ବଞ୍ଚିବ ଖୁସିରେ, କେମିତି ପ୍ରଭୁ ସହିତ ଜଡ଼ିତ ହବ। ମୁଁ ବେଳେ ବେଳେ ଭାବୁଥିଲି କାହିଁକି ପାଷ୍ଟର ସହିତ ସଂଯୁକ୍ତ ହେଲି। ଶିଷ୍ୟମାନେ କହିଲେ ଯୀଶୁଙ୍କୁ, ଯୀଶୁ କହିଲେ ଅଳ୍ପ ସମୟ ଗଲା ପରେ ମୁଁ ଚାଲିଯିବି, ମତେ ଆଉ ଦେଖିପାରିବ ନାହିଁ। ଆଜି ଆମ ପାଷ୍ଟର ଆମକୁ ଯୋଉ ଜୀବନ ଦେଲେ ଆଉ ଛାଡିକି ଚାଲିଗଲେ, ଆମକୁ ତାଙ୍କ ଶରୀର ନେଇକି ଚାଲିଗଲେ, ତାଙ୍କର ଶରୀରକୁ ନେଇକି ଚାଲିଗଲେ, ମାତ୍ର ଯୋଉ ଜୀବନ ଦେଇକି ଗଲେ ସେ ଜୀବନକୁ ଆମେ କେବେ ମଧ୍ୟ ଛାଡ଼ି ପାରୁନୁ। ଆମେନ୍। ବାଇବଲର ମୋଶାଙ୍କ ଠାରୁ, ଆଦି ପୁସ୍ତକ ଠାରୁ ଆତ୍ମିକ ଜୀବନକୁ ମେଣ୍ଟେନ କରିବା ପାଇଁ ପ୍ରଭୁଙ୍କ ଦାସମାନଙ୍କୁ ସ୍ଥାପନ କରିଛନ୍ତି। ମୋଶା, ଦାଉଦ, ଜିହୋସିଓ, ଗିଦିଓନ, ଅନେକ ଲୋକମାନେ। ପାଉଲ ପିତରଙ୍କ ପାଖକୁ, ଆପଣମାନେ ସମସ୍ତେ ଆକାଶର ଉଲ୍କା ତାରା ଖସିଲା ପରେ ମୋ ନଜର ଦେଖା ଯାଉଛନ୍ତି। ଗୋଟେ ସମୟ ଥିଲା ରାଇକାକୁ ଆମେ ଆସୁଥିଲୁ, ଆମକୁ ଧୋକିଆ ଦେଇକି ମାରିଛନ୍ତି, ରାଇକାରେ ଲାତ ମାରିଛନ୍ତି ଆମକୁ। ଗୁଡ ନ୍ୟୁଜର ଭଣ୍ଡମାନେ ଯାଅ ଆମେ ଶୁଣିବୁ ନାହିଁ, ଶୁଣେଇ ଦେବୁ ନାହିଁ।
2002, 2003, 2004 ମସିହାରେ ଆମେ ଏଠୁ ଆସୁଥିଲୁ। ଅନେକ ଥର ତାଡ଼ନା ହେଇଛି ଯାକ। ଆଜି ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, କଣ ଏଇଟା ଭଣ୍ଡ ବାକ୍ୟ ଶୁଣୁଛନ୍ତି ଆପଣ? ଯୀଶୁ ଆମକୁ ଧାର୍ମିକ କରିବା ପାଇଁ ଯଦି ଆସିନଥାନ୍ତେ, କିଏ ଆମକୁ ଧାର୍ମିକ କରିପାରିବ? ଆମେ ଯଦି ଶୈତାନ ଦ୍ୱାରା ପାପୀ ହେଇପାରିଲୁ, ଯୀଶୁ କାହିଁ ଆସିଥିଲେ? ଯାହା ମନୁଷ୍ୟ ପାଇଁ ଅସାଧ୍ୟ, ଈଶ୍ୱର ପାଇଁ ସମସ୍ତ ସାଧ୍ୟ। ଆମ ପାଇଁ ସବୁଠାରୁ ଅସାଧ୍ୟ ବିଷୟ କଣ ଥିଲା? ଧାର୍ମିକ ହେବାଟା ଆମ ପାଇଁ ଅସାଧ୍ୟ ଥିଲା। ପରିତ୍ରାଣ ପାଇବା ପାଇଁ ଅସାଧ୍ୟ ଥିଲା। ସ୍ୱର୍ଗକୁ ଯିବାଟା ଅସାଧ୍ୟ ଥିଲା। ଯୀଶୁ ଆସିକି ଅସାଧ୍ୟରୁ ସାଧ୍ୟ କଲେ। ଛୁଞ୍ଚିର ଛିଦ୍ରରେ ଓଟ ପଶିଲା ପରି ଆମକୁ ଧାର୍ମିକତା ଦେଲେ ବିନା ମୂଲ୍ୟରେ। ଆମେନ୍। ତାଙ୍କର ଅନୁଗ୍ରହରେ ବିନା ମୂଲ୍ୟରେ ସେ ଆମକୁ ପବିତ୍ର କଲେ, ଧାର୍ମିକ କଲେ। ଆମେ ମରିଗଲେ କୁଆଡେ ଯିବା ତାହେଲେ? କଣ ସମସ୍ୟା? ଏଇ ଜାଗାରେ ମୁଁ ପିଆଜ, ମରିଚ, ଲୁଣ, ଛପର ଘରେ, ଟିଣ ଘରେ, ଛାତ ନ କରିକି, ଚାକିରି ନ ପାଇକି ଲାଭ କଣ, କ୍ଷତି କଣ ମୋ ପାଇଁ? ଧାର୍ମିକ ଲୋକ ଈଶ୍ୱରଙ୍କ ରାଜ୍ୟକୁ ଫୋକସ୍ କରିବେ। ଜାଗତିକ ଲୋକ ଜଗତକୁ ଫୋକସ୍ କରିବେ। କାରଣ ଆତ୍ମିକ ଭାବ ଜୀବନ ଆଉ ଶାନ୍ତି ଲେଖା ହେଇଛି। ଭାଇ ଭଉଣୀ ବୁଝିପାରୁଛନ୍ତି? ଘୁଷୁରୀ ଆଉ ମୋଠୁ କିଛି ଅଲଗା ନାହିଁ। ମୁଁ ଘୁଷୁରୀଠୁ କିଛି ଅଲଗା ନାହିଁ। ଯଦି ଗୋଟେ କାଚ ଘରେ ଘୁଷୁରୀକୁ ଦେଖୁଛ, ତମେ ବାସ୍ନା ହେଇକି ଅଛି, ସେ ନିଜେ ନିଜେ ଯାଇଛି ବୋଲି ଜାଣିବ କି? ଭାବି ପାରିବେ ଆପଣ ନିଜେ ନିଜେ ଯାଇଛି ସେ ବୋଲି କହିକି? କେବେ ବି ନାହିଁ। ଜଣେ ତାକୁ ରଖିଛି ନା, ସେଥିପାଇଁ ସଫାରେ ଅଛି। 2 ମିନିଟ ଯଦି ସେ ଘୁଷୁରୀକୁ ଛାଡ଼ିଦେବ, କୁଆଡେ ଯିବ ସେ? ଚା ପିଇକି ଆଉଛି ଥା କହିଲା ଭିତରେ ସେ ଡ୍ରେନରେ ବସୁଥିବ। ମୁଁ ସେମିତି ଲୋକ। ଯଦି ଆଜି ପର୍ଯ୍ୟନ୍ତ ମଦ ପିଇ ପାରୁନାହିଁ, ଗୋଟିଏ କାରଣ ପାଇଁ, ମୁଁ ପରିବର୍ତ୍ତନ ହେଇନାହିଁ। ମୋର ମାଲିକ ପରିବର୍ତ୍ତନ ହେଲା। ମୋ ଭିତରେ ଯୀଶୁ ଖ୍ରୀଷ୍ଟ ପ୍ରବେଶ କଲେ, ଯୀଶୁ ରାଜା ହେଲେ, ହେଲେ ସେ ମତେ ଚାଳିତ କରୁଛନ୍ତି। ଯୋଉଦିନ ଯୀଶୁଙ୍କ ଠାରୁ ମୁଁ ଅଲଗା ହେଇଯିବି, ମୁଁ ସେ ଘୁଷୁରୀ ପୁରୀ ଆଉ ଥରେ କାଦୁକୁ ଯିବି। ମୁଁ ପରିବର୍ତ୍ତନ ହେଇଛି ନା ଖ୍ରୀଷ୍ଟ ପ୍ରଭୁ ଆମ ଜୀବନକୁ ଆସିଲେ ବୋଲି ଆମେ ଏମିତି ବଞ୍ଚି ପାରୁଛୁ? ବୁଝିଲ ମା ଅର୍ଥ ପରିବର୍ତ୍ତନର? ପଚାରୁଥିଲ ନା? ଆପଣଙ୍କର ହୃଦୟରେ ଯୀଶୁଙ୍କ ବାକ୍ୟ ରଖନ୍ତୁ, ଖ୍ରୀଷ୍ଟଙ୍କ ଆତ୍ମା ରଖନ୍ତୁ, ପ୍ରକୃତ ମଣ୍ଡଳୀ ସହିତ ସଂଯୁକ୍ତ ହୁଅନ୍ତୁ। ପ୍ରକୃତ ମଣ୍ଡଳୀ କଣ? ଧାର୍ମିକ ମାନଙ୍କର ସମ୍ମିଳନୀକୁ ମଣ୍ଡଳୀ କୁହାଯାଏ, ଲେଖା ହେଇଛି ନା। ଆଉ ମଣ୍ଡଳୀର ମସ୍ତକ କିଏ? ଖ୍ରୀଷ୍ଟ। ମୁଁ ଅନେକ କଥା କହିବାକୁ ଚାହୁଁଛି କିନ୍ତୁ ସମୟ ନାହିଁ, ମୁଁ ସରେଇବି। ମାଥ୍ୟୁ 19 ଯୁବକ ଦୁର୍ଭାଗ୍ୟ ଲୋକ, ଇଏ ଯୀଶୁଙ୍କ ପାଖକୁ ଯାଉଛି, ଦୁଃଖିତ ହେଇକି ଚାଲି ଯାଉଛି। ଡକାୟତ ଯୀଶୁ ପାଖରେ ଥାଇକି ଆଜି ତୁ ମୋ ସହିତ ପାରଦର୍ଶରେ ଉପସ୍ଥିତ ହେବୁ। ଏ ଦୁଇଟା ଭିତରେ କୋଉଟା ହେଲେ ଭଲ? ଡକାୟତ ହେଲେ, ଡକାୟତ ପରେ ଯୀଶୁ ପାଖକୁ ଯାଇକି ଭେଟିବାଟା ଭଲ ନା ଯୁବକ ଯେ ପିଲା ଦିନର ମାନୁଛି ମୁଁ ସବୁ, ଆଉ କଣ ଉଣା ଅଛି, ଏଇଟା ଭଲ? କୋ ମିଟିଂରେ ଇଏ କେତେ ବର୍ଷ ହଉଛି ରେ, ଇଏ ସେ ମାଷ୍ଟର ପିଲା ତ, ଇଏ କଣ ଜାଣିଛି ରେ? ଆମେ ବାଇବଲ ଖୋଲିବା, ବାଇବଲ ଥିବ ସିନା ବାଇବଲ ଖୋଲିବା ପାଇଁ ଇଚ୍ଛା ନାହିଁ। କାହିଁକି? ଗର୍ବ ଦଉନାହିଁ ସୁଯୋଗ। କାହିଁକି? ମୁଁ ସବୁ ଜାଣିଛି, ମୁଁ ସବୁ ଜାଣିଛି। ଚିନ୍ତା ହିଁ ମାରାତ୍ମକ ବିଷାକ୍ତ ଭାଇରସ, କ୍ୟାନ୍ସର ଠାରୁ ଅଧିକ ଭାଇରସ ଏଟା। ଆମେନ୍। ଏ ମୁଁ ଜାଣିଛି, ମୁଁ ଜ୍ଞାନୀ, ମୁଁ ବୁଦ୍ଧିମାନ, ମୁଁ ଏଡେ ବଡ ପାଷ୍ଟର, ମୁଁ ଏଡେ ବଡ ଡିକନ, ମୁଁ ଏଡେ ବଡ ଆତ୍ମିକ ଲୋକ, ଭିତରେ ରଖନ୍ତୁ ନାହିଁ। ଯୁବକ ପରି ହେଇଯିବେ। ଯୁବକ ଯୀଶୁ କହିଲେ ଯା ସେମିତି କରେ, ଓକେ। ଯୀଶୁକୁ ଛାଡ଼ିକି ସେ ଯିବ କୁଆଡେ ଅନ୍ୟ ପାଇବା ପାଇଁ? ଯୀଶୁକୁ ଛାଡ଼ିକି ଗଲେ ସେ କୋଉଠି ଅନନ୍ତ ଜୀବନ ପାଇବ? ସତ୍କର୍ମ କରିପାରିବ ସେ? ଆଜି ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଏ ଯୁବକ ପରି ଆମେ ହେବା ନାହିଁ। ଏ ଗର୍ବ, ଦାମ୍ଭିକତା, ଏ ପୋଜିସନ, ମୁଁ ଜାଣିଛି, ମୁଁ 50 ବର୍ଷ ଖ୍ରୀଷ୍ଟିଆନ। ଯୀଶୁ କହିଲେ ଫାରୁସୀ ମାନଙ୍କୁ, ଆରେ ମୋର ବାକ୍ୟ ଶୁଣିଲେ ତମ ପରିତ୍ରାଣ ପାଇବ। କି ବାୟା କଥା ହଉଛି ଏ? ତୁ କଣ ଆମର ପିତୃପୁରୁଷ ଅବ୍ରାହମ, ଯାକବ, ଇସାକ ଠାରୁ ବଡ ଲୋକ? ସତ୍ୟ ସତ୍ୟ ମୁଁ ତମକୁ କହୁଛି, ଅବ୍ରାହମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି ବୋଲି କିଏ କହିଲା?
50 ବର୍ଷ ହଉନାହିଁ ତତେ ଆର କହୁଛୁ ତୁ ଅବ୍ରାହମ ପୂର୍ବରୁ ଅଛୁ। ଲୋକମାନେ ପଥର କାଲେ ମାରିବା ପାଇଁ କାହାକୁ? ଯୀଶୁ। ଯୀଶୁ କଣ କହୁଥିଲେ ଫାରୁସୀ ମାନେ ବୁଝି ପାରିଲେ ନାହିଁ, ଯୀଶୁଙ୍କୁ ବିରୋଧ କଲେ। ଏ ସୁସମାଚାର ବହୁତ ସରଳ, ବହୁତ ସ୍ପଷ୍ଟ, ବେଶୀ ସିଦ୍ଧ ଆଉ ବେଶୀ ସହଜ। ଯୀଶୁଙ୍କ ରକ୍ତ ଆପଣଙ୍କୁ ପବିତ୍ର କରୁଛି। ଯେ ବିଶ୍ୱାସ କରିବ ଆଉ ଯୀଶୁଙ୍କ ସହିତ ସଂଯୁକ୍ତ ରହିବ ଶେଷ ପର୍ଯ୍ୟନ୍ତ, ଯୀଶୁଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ। ଯୀଶୁଙ୍କର ପ୍ରଥମ ଆଗମନ ପାପୀ ମାନ ପାଇଁ ଥିଲା। କାହା ପାଇଁ? ମାତ୍ର ଯୀଶୁଙ୍କର ଦ୍ୱିତୀୟ ଆଗମନ ପାପୀ ମାନ ପାଇଁ ନାହିଁ। ଯୀଶୁଙ୍କର ଦ୍ୱିତୀୟ ଆଗମନ କାହା ପାଇଁ? ଯୋଉ ପାପୀ ମାନେ ଯୀଶୁଙ୍କର ପ୍ରଥମ ଆଗମନରେ ଯୀଶୁଙ୍କ ରକ୍ତକୁ ବିଶ୍ୱାସ କରିକି ପରିତ୍ରାଣ ସ୍ୱରୂପ ଖ୍ରୀଷ୍ଟଙ୍କ ରକ୍ତକୁ ଧାର୍ମିକତାକୁ ରଖିଛନ୍ତି ବିଶ୍ୱାସରେ, ସେ ଧାର୍ମିକ ମାନଙ୍କୁ ଅନନ୍ତ ରାଜ୍ୟକୁ ନେବା ପାଇଁ ଯୀଶୁ ଦ୍ୱିତୀୟ ଆଗମନ କରିବେ। ଆମେନ୍। ସେଥିପାଇଁ ମୁଁ ଅନୁରୋଧ କରୁଛି ସମସ୍ତେ ଆପଣମାନେ କେବଳ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରନ୍ତୁ। ଏ ଯୀଶୁ ଖ୍ରୀଷ୍ଟ ଜଣକୁ ପାଇଲି ମୋ ଜୀବନରେ, ସାଙ୍ଗ ସାଥୀ, ଏ ଘର ବାଡି, ଜମି ବାଡି, ଚାକିରି, ପଇସା ସବୁ ଚାଲିଗଲା ମୋର ଦୁନିଆରୁ। ପରମେଶ୍ୱର ଜଣେ ଥିଲେ ଯଥେଷ୍ଟ ଆମ ପାଇଁ। ଆମେନ୍। ଈଶ୍ୱରଙ୍କର ଗୌରବ ପ୍ରଶଂସା ହଉ ଆଜି ରାଇକିଆରେ ଆପଣମାନଙ୍କର ପ୍ରେମ ଆଉ ମୋ ଆଡକୁ ଅନୁଗ୍ରହ ଈଶ୍ୱର ଦେଇଥିବା ଯୋଗୁଁ ଆଜି ଅଳ୍ପ ସମୟ ଆଜି ଆମେ ଦିନରେ ବାକ୍ୟକୁ ଶୁଣି ପାରିଲୁ। ମୁଁ ଆଶା କରୁଛି ନିଶ୍ଚିତ ଆପଣମାନଙ୍କ ଜୀବନରେ ବହୁତ ମୂଲ୍ୟାୟନ ପ୍ରଭୁ ଆଶୀର୍ବାଦ କରିଛନ୍ତି, କରିବେ। ଏ ରାଇକିଆ ସହରକୁ ସୁସମାଚାରରେ ଘୋଡେଇ ଦିଅନ୍ତୁ। ହାତ, ଗୋଡ, ନାକ, ପାଟି, ଆଖି ସବୁ ସୁସ୍ଥ ଅଛି, ପ୍ରଚାର କରନ୍ତୁ ସୁସମାଚାର। ଆମେନ୍। ଯିଏ ସୁସମାଚାର ପ୍ରଚାର କରିବ ତାଙ୍କର ପାଦ କେତେ ସଭାଯୁକ୍ତ ପ୍ରଭୁଙ୍କ ସାମ୍ନାରେ ଲେଖା ହେଇଛି ବାଇବେଲ। ଆମର ୟୁଥ ମାନେ, ଆମର ଭାଇ ଭଉଣୀ ମାନେ, ଆମର ନୂଆ ଭାଇ ମାନେ ଯିଏ ମଧ୍ୟ ସୁସମାଚାର ଶୁଣିକି ପରିତ୍ରାଣ ପାଇଲେ, ଏ ସତ୍ୟ ସମ୍ବାଦକୁ ଆପଣମାନେ ଶୁଣାନ୍ତୁ ସମସ୍ତେ। ପ୍ରଭୁ ଆପଣଙ୍କୁ ବହୁଳ ରୂପରେ ଆଶୀର୍ବାଦ କରନ୍ତୁ। ମୁଁ ଏତିକି କହିବି, ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛି ପ୍ରଭୁ, ତମେ ଆମକୁ ବେଶୀ ମୂଲ୍ୟାୟନ ସମୟ ଦେଲ, ରାଇକିଆରେ ଗୋଟେ ଦିନ କନଫରେନ୍ସ ଦେଲ। ତମର ଗୌରବ ପ୍ରଶଂସା ହଉ। ତମେ ତମର ସନ୍ତାନ ସନ୍ତାନକୁ ତମେ ଜମା କଲ, ତମେ ସମସ୍ତଙ୍କୁ ତମେ ମନେ ପକାଅ। ତାପରେ ତମେ ତାକୁ ଆଶୀର୍ବାଦ କର। ଏ ଗାଁକୁ, ଏ ସହରକୁ, ରାଇକିଆକୁ, ଏ ପରିବାରର ସମସ୍ତ ସଦସ୍ୟଙ୍କୁ ମନେ ପକାଅ। ତାଙ୍କର ରୋଗ, ସମସ୍ୟା, କଷ୍ଟ ଭାବ ଯାହା ବି ଥିବ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତମେ ସମସ୍ତ ବି ସମାଧାନ କରିଦିଅ। ପ୍ରଭୁ ଏ ଗାଁକୁ ତମେ ସ୍ମରଣ କର। ଏ ଭାଇ ଭଉଣୀ ମାନେ ଯେଉଁମାନେ ଆଜି ଆସିଛନ୍ତି, ତମେ ସମସ୍ତଙ୍କୁ ଆଶୀର୍ବାଦ କର। ଗୌରବ ପ୍ରଶଂସା ଦଉଛ ତୁମେ ଆମକୁ ସମଦଲ ବାକ୍ୟ ଶୁଣିବା ପାଇଁ ବୋଲି ଏ ପ୍ରାର୍ଥନା ନାଜରତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର। বেশি ধন্যবাদ।